ଆଉ ସମସ୍ତଙ୍କର ପିଲେ ପରୀକ୍ଷା ପ୍ରାୟତଃ ଟାଇମ ମ୍ୟାନେଜମେଣ୍ଟ ପିଲେ ଟିକେ ପ୍ରୋବ୍ଲେମ ହେଇଛି ନାଇଁ କି? ଆଜ୍ଞା ସାର୍। ଆଜ୍ଞା। କାହିଁକି ନା ପିଲେ ଟାଇମ ବି କମ ଥିଲା ଆଉ ତା ସହିତ କୋଶ୍ଚିନ୍ ଗୁଡାକ ଟିକେ ମାନେ ସହଜ ଥିଲା କୋଶ୍ଚିନ୍ ଗୁଡାକ ପିଲେ କିନ୍ତୁ ଟିକେ ବୁଲେଇ ବଙ୍କେଇକି ପଚାରିଥିଲା କିଛି ପ୍ରଶ୍ନ ଥିଲା ପିଲେ ଓଡିଶା ଗଭର୍ଣ୍ଣମେଣ୍ଟ ରୁ ଡାଇରେକ୍ଟ ପଚାରିଥିଲା କିଛି ପ୍ରଶ୍ନ ପିଲେ ଯୋଉ ସେଣ୍ଟ୍ରାଲ ଲେଭେଲ ର କିଛି ପ୍ରଶ୍ନ ଆସିଥିଲା ପିଲେ ସାଂସ୍କ୍ରିଟ ପେଡାଗୋଜି ରେ ବୁଝିଲ କି? ଆଉ ସେଇଟା ଟିକେ ପ୍ରୋବ୍ଲେମ ହେଇଛି ହଁ। ଆଉ ତାପରେ କିଛି ପ୍ରଶ୍ନ ଗୁଡାକ ମଧ୍ୟ ପିଲେ ଅପସନ ଗୁଡାକ ମଧ୍ୟ ଭୁଲ ଭାଲ ଦେଇଛି ଏମିତି କିଛିଟା ପିଲେ ଅସୁବିଧା ହେଇଛି ହେଲା ହଁ। ଆଉ ଚାଲ ମୁଁ ସାର୍ ହୁଁ। ସାର୍ ଗୋଟେ ୱାର୍ଡ ମାନେ ପ୍ରାୟୋଗିକ ୱାର୍ଡ ଆମେ କେବେ ପଢି ନଥିଲୁ ସେଇଠି ଆସିଥିଲା। ହଁ ଏଇ ଟାଇପ ର କିଛି ପିଲେ ହେଇଛି। ହଁ ତ ସେଥିପାଇଁ ଆଉ ମୁଁ ବି କାଲି ପିଲେ ତମମାନଙ୍କ ପାଇଁ ତରବର ହେଇକି ଭିଡିଓ ପ୍ଲେ ପଠେଇ ଦେଇଥିଲି କିନ୍ତୁ ପରେ ତା ଦେହରେ ବହୁତ ସାରା ପ୍ଲେ ଆନ୍ସର ମଧ୍ୟ ଭୁଲ ଭାଲ ହେଇଥିଲା ଠିକ ଅଛି। ତ ତାକୁ ଆମେ ଟିକେ ଡିସକସନ କରିବା କେମିତି କଣ ଅଛି ବହୁତ ସାରା ପିଲା ମଧ୍ୟ କିଛି ପ୍ରାମାଣିକ ତଥ୍ୟ ପିଲା ସଂଗ୍ରହ କରିଛନ୍ତି ବୁଝିଲ କି ହେଲା। ତ ସେଥିପାଇଁ ସେଗୁଡାକ ଟିକେ ପିଲା ଆଲୋଚନା କରିବା ଦେଖିବା କଣ ପିଲା ହେଇଛି ଆଉ ହେଲା। ଚାଲ ସାର୍ କଟକ କେତେ ଯାଇପାରିବେ? କଟକ ଝିଅ ମୁଁ କହିବି କିନ୍ତୁ ଏବେ ପିଲେ ମୁଁ ଟିକେ ସ୍ଥିର ହେଇପାରୁନି ଠିକ ଅଛି ମୁଁ ତମମାନଙ୍କୁ ଆଜି ଗୋଟେ ପଠେଇବି ପିଲେ ଗୁଗଲ ଫର୍ମ ଟେ ହେଲା। ତ ସେଇଟା ସମସ୍ତେ ଟିକେ ନାକୁ ହନେଷ୍ଟଲି ପିଲେ ଫିଲ୍ଅପ୍ କରିବ ସେଇଟାକୁ କଲେ ଆମ ମାନେ ପିଲେ ବାହାର କରିବା କି କେତେ କଣ ଯାଉଛି କଟଅଫ୍ ହେଲା। ତମେ ସେଥିରେ କେବଳ ଦିଟା ଅପସନ ଥିବ ପିଲେ ତମେ କେତେଟା କୋଶ୍ଚିନ୍ ଆଟେଣ୍ଡ କରିଛ ଆଉ କେତେଟା ତୁମର ଠିକ ଅଛି ହେଲା। ବାସ୍ ଏତିକି ତମ ମାନେ ଖାଲି ଫିଲ୍ଅପ୍ କରିଦିଅ ବାକି ସିଏ ଅଟୋମେଟିକ ଜେନେରେଟ କରିଦବ କି ତମର କେତେ ମାର୍କ ହଉଛି। ଠିକ ଅଛି ତାପରେ ତମ ମାନେ ପିଲା ଇଏ କରିପାରିବା ଆମେ ଦେଖିପାରିବା କେତେ କଣ କଟଅଫ୍ ଯାଉଛି ହେଲା। ଆଉ ଚାଲ ଟିକେ ନବୁ ପିଲା ଆମେ ଆଲୋଚନା ଖାଲି ଓଭରାଲି କରିଦବା ହେଲା। ପ୍ରାୟତଃ କୋଶ୍ଚିନ୍ ଆମେ ଡିସକସନ କରିଛେ ପିଲେ ଖାଲି ଜଷ୍ଟ ଯୋଉ ଯୋଉ କୋଶ୍ଚିନ୍ ଡାଉଟ୍ ଅଛି ସେଗୁଡା ଖାଲି ତମ ମାନେ ଟିକେ ହେଲା ଦେଖି ନବ ଆଉ ବାକି ଠିକ ଅଛି। ଚାଲ ପ୍ରଥମ କୋଶ୍ଚିନ୍ ପିଲେ କିଛି ଡାଉଟ୍ ହିଁ ନାହିଁ ପ୍ରଥମ କୋଶ୍ଚିନ୍ ର କଣ ଆନ୍ସର ହବ? ସମସ୍ତେ ଏକମତ ଏଇ ଆନ୍ସର ରେ। Which of the following teaching strategies is least effective ତ ଆମେ ଜାଣିଛେ ପିଲେ ଏଇଟା ଲେକ୍ଚର ମେଥଡ ଯୋଉଟା ତ ସେଇଟା ହେଇଥିଲା ଲିଷ୍ଟ ଇଫେକ୍ଟିଭ ମାନେ କମ ପ୍ରଭାବ ପୂର୍ଣ୍ଣ ହେଲା। ତାପରେ ପିଲେ ଏଇ କୋଶ୍ଚିନ୍ ମଧ୍ୟ ଟିକେ ଡାଉଟ୍ ପିଲେ ଥିଲା which of the following is not a desirable component in teachers communication ଏଇଟା ପିଲେ କଣ ହବ? ମୁଁ ତ ବି ମାରିଛି ସାର୍। ଏଇଟା ପିଲା ଆନ୍ସର ହବ ସେକେଣ୍ଡ ଅପସନ କରେକ୍ଟ ଆନ୍ସର ପିଲେ ହେଲା। ୟାର ଠିକ ଆନ୍ସର ପିଲେ ୟୁନିଫର୍ମିଟି ଅଫ ଟୋନ କାହିଁକି ନା ପିଲେ ଟିଚର ର ଯୋଉ କମ୍ୟୁନିକେସନ ବେଳେ ଟୋନ ରେ କେବେ ପିଲେ ସମରୂପତା ରହିବା ଉଚିତ ନୁହଁ। କାହିଁକି ନା ମାନେ ଟିଚର ର ଟୋନ ପିଲେ ଭ୍ୟାରି କରିବା ଦରକାର। ଠିକ ଅଛି ପିଲାମାନଙ୍କର ମାଇଣ୍ଡ କୁ ଦେଖିକିରି ଭ୍ୟାରି କରିବା ଦରକାର ଯାହା ଫଳରେ କାହିଁକିନା ଟିଚର କମ୍ୟୁନିକେସନ ମଧ୍ୟ ଗୋଟେ ପ୍ରକାର ମୋଟିଭେସନ ର କାମ କରିଥାଏ। ତ ସେଥିପାଇଁ ୟୁନିଫର୍ମିଟି ଅଫ ଟୋନ୍ ପିଲେ ନଟ୍ ଡିଜାରେବଲ କମ୍ପୋନେଣ୍ଟ ଅଫ ଟିଚର୍ସ କମ୍ୟୁନିକେସନ ହେଲା। ରାଇଟ୍ ଆନ୍ସର ପିଲେ ଏଇଟା ହିଁ ଠିକ ଆନ୍ସର ହଁ। ଚାଲ ତାପରେ ପିଲେ ସରଳ ଭାଷା ଟା ସାର୍ କଣ ସେଟା ସରଳ ଭାଷା ଟା ମାନେ କଣ ଦରକାର ଆବଶ୍ୟକ? ହଁ ଆଉ ଭାଷା ସରଳ ହବା ଦରକାର ନା ପିଲାମାନଙ୍କର ବୋଧ ଗମ୍ୟ। ଆଉ ଶିକ୍ଷକ କହୁଥିବ ଏମିତି ଯେ ପିଲା ଜମା ବୁଝି ପାରୁନଥିବେ ସେମିତି କମ୍ୟୁନିକେସନ ର କଣ ଲାଭ? କମ୍ୟୁନିକେସନ ଏମିତି ହବା ଦରକାର ଯୋଉଟା କି ସମସ୍ତଙ୍କର ବୋଧ ଗମ୍ୟ ହବ ସେଇଟା ହିଁ ତ ଇଫେକ୍ଟିଭ କମ୍ୟୁନିକେସନ ହବ। ବୁଝି ହବ ନା ନାଇଁ? ସେଥିପାଇଁ ବାକି ସବୁ ଠିକ ଅଛି କ୍ଲାରିଟି ଅଫ ଭଏସ ଠିକ ଅଛି ଇଫେକ୍ଟିଭ ବଡି ମୁଭମେଣ୍ଟ ଠିକ ଅଛି ସିମ୍ପଲ ଲାଙ୍ଗୁଏଜ ଠିକ ଅଛି କିନ୍ତୁ ୟୁନିଫର୍ମିଟି ପିଲେ ଠିକ କଥା ନୁହଁ ହେଲା। ଚାଲ ତାପରେ ପିଲେ ଦ ମେଜର ଏମ୍ ଅଫ ଲର୍ନିଂ ଇଜ ଟୁ କଣ ପିଲେ ଲର୍ନିଂ ର ମେଜର ଏମ୍ କୋଉଟା? ଅପସନ ଡି। ତ ଅପସନ ଡି ପିଲେ ଏଥିରେ କାହାର କିଛି ଡାଉଟ ନାହିଁ ପିଲେ। ବ୍ରିଙ୍ଗ ଡିଜାରେବଲ ବିହେଭିୟରାଲ ଚେଞ୍ଜ ଏଇଟା ହିଁ ଠିକ ଆନ୍ସର ପିଲେ ହବ ହେଲା। ଚାଲ ତାପରେ ପିଲେ ହୁଇଚ ଅଫ ଦ ଫଲୋଇଂ ଫ୍ୟାକ୍ଟର୍ସ ଡଜ ନଟ୍ କଣ୍ଟ୍ରିବ୍ୟୁଟ ଟୁ କ୍ଲାସ ରୁମ୍ ଡାଇଭରସିଟି କୁହ ତ ପିଲେ କ୍ଲାସ ରୁମ୍ ଡାଇଭରସିଟିର କୋଉଟା ଫ୍ୟାକ୍ଟର ନୁହଁ ବା କୋଉ ଫ୍ୟାକ୍ଟର ଟା ଆଫେକ୍ଟ କରୁନି କ୍ଲାସ ରୁମ୍ ଡାଇଭରସିଟିରେ। ଦେଖ ସୋସିଓ ଇକୋନୋମିକ ବ୍ୟାକଗ୍ରାଉଣ୍ଡ ଅଫ ଲର୍ନର୍ସ ପିଲା ରହୁଛି। ଫିଜିକାଲ ଆଉ ମେଣ୍ଟାଲ ଡିଜାବିଲିଟି ଇଏ ମଧ୍ୟ କ୍ଲାସ ରୁମ୍ ଡାଇଭରସିଟି ଭିତରେ ଆସୁଛି। ଡିଫରେଣ୍ଟ ରିଲିଜିୟସ ବିଲିଫ ଇଏ ବି ପିଲା ଆସୁଛି ହେଲା। କିନ୍ତୁ କମନ ଟ୍ରାଡିସନ ଆଉ ରିଚୁଆଲସ ଏଇ ଜିନିଷଟା ପିଲେ କ୍ଲାସ ରୁମ୍ ଡାଇଭରସିଟି ଭିତରେ ଆସୁନି ଏଇଟା ହିଁ ଠିକ ଆନ୍ସର ହେଲା।
चलो आज आम एबे जो डिस्कशन करिया पिले त माने ए हिसाब रे तुम मानकर मार्क पिले कैलकुलेशन करिवो काहे ना एबे हम माने चेष्टा करिबा जेमति 100% पे ठीक आंसर कहया पे ता भीतर गोटे गोटे भूल हेई पारे पिले काहे ना ओएसएससी किछ अलग आंसर ही माने थाई पारे ल तथापि हम माने चेष्टा करिया पूरा पूरी ठीक आंसर सब रो पिले बाहर करिया पे चलो तापर पिले सर वीडियो से रेकॉर्डिंग होचे हां हां क्लास रिकॉर्डिंग होछ तापर कहूछु पिले व्हिच ऑफ द फॉलोइंग इज एन इंडिकेशन ऑफ अ हाई डिग्री ऑफ मोटिवेशन एटा को तो पिले कोन हबो एटा भी किछ असुविधा नै एथरे मध्ये कहार संशय किछ नै तो सी ऑप्शन ही ठीक हो पिले ना नै लर्नर्स आस्क क्वेश्चंस एंड सीक क्लैरिफिकेशन नै कि तो सेटा ही तो पिले हे जबो मोटिवेशन रा हैला तापर पिले ए टीचर स्टेट्स सर्टेन फैक्ट्स एंड प्रिंसिपल्स इन द क्लासरूम हिज टीचिंग इज एट एटा मध्ये किछ असुविधा नै कोन आंसर पिला बारा मेमोरी लेवल मेमोरी लेवल ठीक अछि तापर पिले बिफोर बिगिनिंग एक्चुअल टीचिंग ए टीचर ट्राइज टू असेस द नेसेसरी बैकग्राउंड नॉलेज ऑफ द लर्नर्स दिस काइंड ऑफ असेसमेंट इज कॉल्ड एटा पिले कोन हो एटा एक्चुअली मु से वीडियो रे पिले प्लेसमेंट असेसमेंट कहि देथिले लेकिन प्लेसमेंट असेसमेंट हबनी पिले पूरा ठीक आंसर हबो डायग्नोस्टिक हबो पिले ठीक अछि डायग्नोस्टिक ही ठीक आंसर पिला बारा हला चला तापर पिले item analysis is the statistical procedure followed by a test developer for the purpose of एटा भी आंसर मु भूल ही कहथिली पिले वीडियो रे हला यार भी ठीक आंसर पिले कोडा हबो को तो ऑप्शन सी ही ऑप्शन सी ही आर प्ले करेक्ट ही आंसर काहे कि ना आइटम एनालिसिस प्ले एथि पई करा जाई थे माने जो टेस्ट रे ना प्ले बेस्ट आइटम मान को इनक्लूड करा जाई परिबो आ जो गुडा को प्ले जो आइटम गुडा को एते जरूरी नुह तो से गुडा को हम माने रिमूव करि परिबा ठीक अछि या कोई प्ले आइटम एनालिसिस बोली कहा जाय था तार मुख्य एम ही एटा प्ले कि सिलेक्टिंग गोटे सुइटेबल आइटम को प्ले सिलेक्ट करबा तो से दिपा एटा ही करेक्ट आंसर पिला बाला मु किन द्वारा एस्टिमेटिंग परफॉर्मेंस लेवल कहितले एटा हबनी ठीक आंसर हला चलो तापर पिले व्हिच ऑफ द फॉलोइंग इज नॉट रिलेटेड टू टीचर सेंट्रिक मेथड ऑफ टीचिंग एटा भी किछ असुविधा नै पिले कोड आंसर हे जबो आरो बी हां बी को कोच पिले कोटा टीचर सेंट्रिक मेथड संगे रिलेटेड नुह डेलीवरी ऑफ लेक्चर्स ठीक अछि स्टूडेंट्स आज एग्नेस्ट एजेंट्स ऑफ लर्निंग एटा पिले ना एटा टीचर सेंट्रिक भीतर जाउ छी पिले से बी तो मारी बी मारी जमे तब बी ही ठीक आंसर पिला बा है ना चल तो हम बी कहत लगे पिले मोली डी कहत होती हां सर बी हां बी हैला ठीक अछि पिले हैला तापर पिले व्हिच ऑफ द फॉलोइंग इज नॉट मेंशनड इन द ब्लूप्रिंट व्हाइल कंस्ट्रक्टिंग ए टेस्ट एटा में पिले कोन हे जबो एतरे किछ असुविधा नै डी की आंसर पिला बा इंस्ट्रक्शन टू द एग्जामिन्स ठीक तापर पिले ले बाइगोट्स्की थ्योरी ऑफ कॉग्निटिव डेवलपमेंट देखो एठी पिले ले बाइगोट्स्की गरा कॉग्निटिव डेवलपमेंट देई ही देई छी एंते प्रश्न आगु आसीबो पिले तमानु देखिया को मिलिबो हैला बिलीव्स दैट लर्निंग of an individual is mostly affected by कोन एटा कि असुविधा नै हां सोशल एंड कल्चरल हे जिवो एतरे किछि प्रॉब्लम नै हैला प्ले चलो इन द पर्सपेक्टिव ऑफ कंस्ट्रक्टिव विजिट पेडागोजी द फोकस ऑफ असेसमेंट इज ऑन एटा भी किछि प्रॉब्लम नै प्ले समस्त कोरेडा मोर मन थिबो कोन हे जिवो प्ले मोटिवेशन हाउ चिल्ड्रन कंस्ट्रक्ट नॉलेज हैला चलो तापर पिले आन इंटरनल स्टेट एटा एंतले प्रश्न हम माने करिथिले पिले हैला ऑफ एन इंडिविजुअल दैट गाइड्स इज बिहेवियर टू अचीव सम गोल इज नोन एज इंटरनल अवस्था पिले हम कोन हबो मोटिवेशन या कोई पिले मोटिवेशन कहा जाय हैला चल एटा एटा वर्तमान मु सेव भी कर देई पिले जोड़ा आंसर ठीक माइले ने ग्रुप रे पठै देबी जो माने एई हिसाब रे देखि नबो ठीक चेक करि करी ठीक ठीक भाव में से पिले फॉर्मुला फिलअप करबा माने गोटे सिद्धांत रे पहुंच परिया पिले समस्त आगे ना काहे ना पिले परीक्षा देला पर समस्त मन रे क्यूरियोसिटी थाए केते कट ऑफ जीवो कोन जीवो समस्त मन रे थाए तो समस्त एटलीस्ट गोटे ठीक ये पाई परिए पिले हला तमरो बोल नै मोर भी थाई पिले मु जेतले नेट परीक्षा देई गेसली फर्स्ट टाइम मो मन रे क्यूरियोसिटी थिला जेआर पई केते कट ऑफ जीवो हां तो सेति पे समस्त मन रे थाई पिले हला
Which of the following is not a part of a item analysis in the process of a test construction? कौन पिला हवा? हाँ? देखो फाइंडिंग द डिफिकल्ट टेबल ठीक ही अच्छी प्ले, एस्टिमेटिंग द वैलिडिटी ऑफ आइटम्स भी ठीक ही अच्छी, किंतु जो डेवलपिंग नॉर्म्स ऑफ द टेस्ट एटा पिले भूल। बाकी देखो एग्जामिनिंग द फंक्शनैलिटी ऑफ आइटम्स एटा भी ठीक ही अच्छी, किंतु टेस्ट रो पिले किछि नीति निर्धारण करबा एटा पिले आइटम एनालिसिस रो काम नुहे हैला। सी चलो तापर पिले व्हिच ऑफ द फॉलोइंग स्टेटमेंट्स इज ट्रू। देख यही प्रश्न तुम मैंने सन्देह पहुंची पार पे 15 नंबर एमती प्रश्न इंग्लीश रे, किंतु संस्कृत रे पिले भिन्न देछि ना संस्कृत रे। आज म जण कहउतले देख संस्कृत रे देछि अधस्तनेषु कतमं मतम न यथार्थम, तो कोउटा ठीक नुह, किंतु इंग्लीश रे पिले कोन पचारछि व्हिच ऑफ द फॉलोइंग स्टेटमेंट्स इज ट्रू हैला। किंतु तथापि एक्चुअली प्रश्न जोटा पिले इंग्लिश प्रश्नटा ही ठीक, संस्कृत प्रश्न पिले भूल अछि हैला, इंग्लिश प्रश्नटा ही ठीक ही प्रश्न, मैंने प्रश्न भी सेमती ही अछि पिले, आंसर गुडा सेही टाइप रे ही अछि। तो या भितर पिले कोटा ट्रू पिले, तो एटा ही लास्ट ऑप्शन टा ही ट्रू पिले, काहे कि ना वैलिडिटी ऑफ अ टीचर मेड टेस्ट इज लोअर देन दैट ऑफ ए स्टैंडर्डाइज्ड टेस्ट पिले लो ही हेइ थाय हैला। आ बाकी सब ऑप्शन भूल अछि पिले। टीचर मेड टेस्ट आर मोर रिलायबल भूल कथा, स्टैंडर्डाइज्ड टेस्ट आर मोर फ्लेक्सिबल ये ताहाटु आउर भूल कथा, कारण स्टैंडर्डाइज्ड टेस्ट के फ्लेक्सिबल नुह। और टीचर में टेस्ट कवर वाइडर कंटेंट एटा भूल कथा, टीचर में टेस्ट पिला बहुत कम यूनिट को नेकरी करा जाय थाए, केवल वाइडर कंटेंट को से कवर करि परिबनी ना नहीं। त सेति पय लास्ट ऑप्शन नहीं पिले ठीक ही अछि, आ सब ऑप्शन पिले भूल अछि। चलो तापर पिले यूजिंग ए वेराइटी ऑफ इंस्ट्रक्शनल मटेरियल कैन बेस्ट हेल्प द टीचर इन एड्रेसिंग द इश्यू ऑफ एटा मतलब कहि परियो पिले कोन बा आंसर आरो। हाँ तो पिले इंडिविजुअल डिफरेंसेस या को ही एड्रेस करिया पे करा जाय था हैला। चलो तापर व्हिच ऑफ द फॉलोइंग टीएलएमएस इज नॉट एप्रोप्रिएट फॉर विजुअली इंपायर्ड लर्नर्स, एटा भी किछ असुविधा नहीं पिले कोन आंसर हे जो। तो ऑप्शन सी पिले हबो न्यूज़पेपर हबो हैला। चलो व्हिच ऑफ द फॉलोइंग थियोरिस्ट गेव हिज थ्योरी ऑफ कॉग्निटिव डेवलपमेंट, चले को तो पिले कोन हम कॉग्निटिव डेवलपमेंट तले ले वाइगोट्स्की हैला, काहे ना वाइगोट्स्की कर पिले जो सोशियो कल्चरल थ्योरी थिला ताहा पिले कॉग्निटिव बेस्ड थिला हैला। आ पिले डायग्नोस्टिक असेसमेंट कैन नॉट बी यूज्ड फॉर द पर्पस ऑफ एथरे भी काहर प्रॉब्लम नै कोन हे जीवो अवार्डिंग फाइनल ग्रेड टू लर्नर्स, एटा पे डायग्नोस्टिक असेसमेंट रो पर्पस नुह, एटा पे समेटिव असेसमेंट रो पर्पस हैला। तापर पिले द कॉन्सिक्वेंस ऑफ इंटरैक्शन बिटवीन मैच्योरेशन एंड लर्निंग, एटा पिले कोन हबो एथरे भी किछ असुविधा नै, एटा भी डायरेक्ट आंसर पिले आरो कोन हे जीवो डेवलपमेंट। तो बर्तमान जो 20 प्रश्न पिले हम आलोचना कले ए 20 प्रश्न 100% ठीक अछि, तो तुम माने एही हिसाब रे तुम मानकर मार्किंग करिनियो तमर ए 20 रुपले केते मार्क रहउछि हैला। ए 20 जतिटा हम आलोचना कले आ को गोटी पिले भूल नै, सब जको ठीक आंसर अछि ठीक अछि। आ कोन सी संदेहास्पद भी नुह, डाउट वाला भी नुह, सब किछि क्लियर। सर 16 नंबर टा कोडा कहले टिके गए 16 नंबर हैला जे एटा इंडिविजुअल डिफरेंसेस हैला। आज्ञा सर चलो तापर पिले एटा हम देखिबा ए प्रश्न पिला माने ए जो पैसेज ता माने करिथिले त माने मन थिबो 75 नंबर जोटा 150 मार्क ये रे आस्तेला पिले एटा। चलो परकटी वृक्ष, परकटी वृक्ष पिले कोन मु से वीडियो रे पिले बट वृक्ष बोली कहि देथिले, किंतु बट वृक्ष पिले हबनी, यार आंसर पिले कोन हबो कहला अश्वत्थ वृक्ष हला, अश्वत्थ वृक्ष ठीक अछि। तो स्पष्ट भाव में प्रायतः ओडिया इत्यादि बही रे अश्वत्थ वृक्ष देइछि, बाकी तो संस्कृत हिंदी ए सब टीका रे तो पिले अश्वत्थ वृक्ष ना नै प्लक्ष वृक्ष बोली तार ना नै छै हला, तो सेटा ही अश्वत्थ वृक्ष पिले ठीक अछि। चलो तापर पिले दुर्विपाकात, यार अर्थ पिले कोन दुर्विपाकात माने दुर्भाग्यात हला, विपाक शब्द अर्थ पिले भाग्य, बाकी दुर्भाग्यात हला दुर्विपाकात। चलो तापर पिले शुद्ध संधि विच्छेद कोन हबो त जीवनाय ऑप्शन ए 4 से 20 का जीवनाय,
ତତ୍ ଯୁକ୍ତକ ଜୀବନାୟ ପ୍ରଥମେ ତର ପିଲେ ଦ ହବ ତାପରେ ଦର ପିଲେ ଜ ହବ ଠିକ ଅଛି। ଚାଲ ତାପରେ ପିଲେ ତେନା ସौ ଇତ୍ୟତ୍ର ସମ୍ୟକ ସନ୍ଧି ବିଚ୍ଛେଦ ଏଇଟା ବି କିଛି ଅସୁବିଧା ନାହିଁ ପିଲେ ହେଲା ତେନ ପ୍ଲସ ଅସୌ ଯୋଉଠି ଡାଉଟ ରହିବ ସେଗୁଡା ଏବେ ଆମକୁ ଜଷ୍ଟ ସ୍ପିଡ ରେ ମୁଁ ନେଇଯାଉଛି ମୁଁ ଯୋଉଠି ଡାଉଟ ରହିବ ସେଇଟା ମାନେ ଡିସ୍କସନ କରିବା। ଚାଲ ତାପରେ ପିଲେ ଦେଇଛି ଆଁ ହଁ ତଜୀବନାୟ କଣ ହେଲା ଝିଅ କହୁନ? ଭାଇନା ଏ ଦିଟା ଯାକ ତ ଠିକ ହବ ନା ଏ ବି ଜଷ୍ଟ ସନ୍ଧି ବି ହଉଛି ଆଉ ଅସ୍ତିତ୍ୱ ସନ୍ଧି ବି ହଉଛି ଭାଇ। ହଉଛି ଝିଅ କିନ୍ତୁ ପ୍ରଥମେ ପିଲା ହଉନି ମାନେ କି? ହଉଛି ଝିଅ ହଉଛି କିନ୍ତୁ ପ୍ରଥମେ ପିଲା ମାନେ ତତ୍ ଟା ରହିଥିବ ମାନେ ପ୍ରଥମେ ଯୋଉ ରୂପଟା ପ୍ରଥମେ ଅଛି ପ୍ରଥମେ ସେଇଟାକୁ ହିଁ ଗ୍ରହଣ କରାଯିବ। ତାପରେ ତରଜ ଦ ହବ ତାପରେ ଦରଜ ଜ ହବ ଠିକ ଅଛି। ତ ସେଥିପାଇଁ ପିଲେ କିନ୍ତୁ ଆକ୍ଚୁଆଲି ଦେଖିବା ପାଇଁ ଗଲେ ଦିଟା ଯାକ ହିଁ ଠିକ ରହିବ ପିଲେ ହେଲା ତତ୍ ପ୍ଲସ ଜୀବନାୟ ବି ଠିକ ତତ୍ ପ୍ଲସ ଜୀବନାୟ ବି ଠିକ ହେଲା କିନ୍ତୁ ବେଶୀ ମତେ ଲାଗୁଛି ଠିକ ଏଇଟା ହିଁ ରହିବ ତେଣିକି ଯଦି ସିଏ ଦିଟା ଯାକ ଅପସନ ଠିକ ମାନିଲା ବହୁତ ଭଲ କଥା ପିଲେ ହେଲା। ଚାଲ ତାପରେ ପିଲେ ତତସ୍ତମାୟନ୍ତମ ଏଇଟା ବି କିଛି ଅସୁବିଧା ନାହିଁ ପିଲେ କଣ ହେଇଯିବ ତତଃ ପ୍ଲସ ତମ ପ୍ଲସ ଆୟାନ୍ତମ ଏଥିରେ କାହାର କିଛି ଅସୁବିଧା ପିଲେ ନଥିବ ହେଲା। ତତ୍ ଶ୍ରୁତ୍ୱ ପିଲେ ବହୁତ ବାରମ୍ବାର ପ୍ରଶ୍ନ ଆମର ଆସି ସାରିଛି ତତ୍ ପ୍ଲସ ଶ୍ରୁତ୍ୱ ହେଲା କିଛି ଅସୁବିଧା ପିଲେ 24 ନମ୍ବରଟା ଭାଇନା କଣ ହେଇଥିଲା ତେନ ଅସୁରଟା ଭାଇନା 24 ନମ୍ବରଟା ଭାଇନା କୋଉ ଅପସନ? ତେନ ପ୍ଲସ ଅସୌ ପରା ଝିଅ ହେଲା ତେନ ପ୍ଲସ ଅସୌ ତେନାସୌ ହେଲା। ଆଜ୍ଞା ଭାଇନା। ହଁ ଦେଖୁନ ଦେଖ ପିଲେ ଆମେ ଯଦି ତତ୍ ଶ୍ରୁତ୍ୱରେ ବି ତ ପିଲେ ତତ୍ ପ୍ଲସ ଶ୍ରୁତ୍ୱ ବି ତ କରିପାରିଥାନ୍ତେ କିନ୍ତୁ ସେଠି କଣ ହଉଛି ପିଲେ ତତ୍ ପ୍ଲସ ଶ୍ରୁତ୍ୱ ହଉଛି ନା ପ୍ରଥମେ ସବୁବେଳେ ତ ହିଁ ରହିବ ପିଲେ ତରୁ ଦ ହବ ତାପରେ ଯାହା ତୁମେ କାମ କରିବା କଥା କରିବ ହେଲା। ଚାଲ ତାପରେ ପିଲେ ୟଦ୍ୟହମ୍ ଏଥିରେ ବି କାହାର କିଛି ପ୍ରୋବ୍ଲେମ ନଥିବ ପିଲେ କଣ ହେଇଯିବ ୟଦି ପ୍ଲସ ଅହମ୍ ହେଲା। ଚାଲ ତାପରେ ପିଲେ କୃପୟା ପ୍ରକୃତ୍ୟାଦିଭ୍ୟ ତୃତୀୟା ହବା କଥା କିନ୍ତୁ ପ୍ରକୃତ୍ୟାଦିଭ୍ୟ ତୃତୀୟା ଯେହେତୁ ଦେଇନି ସେଥିପାଇଁ ପିଲେ କଣ ହେଇଯିବ ହେତୁ ଅର୍ଥେ ତୃତୀୟା ହେଲା। ତ କୃପା କାରଣରୁ ଏମିତି ଅର୍ଥରେ ପିଲେ ଦୟା କାରଣରୁ ହେଲା ଏମିତି ପିଲେ ଅର୍ଥ ହବ। ତାପରେ ପିଲେ ତସ୍ମେଇ ତସ୍ମେଇ ସେଠି ପାଖରେ ପିଲେ ଦା ଧାତୁର ପ୍ରୟୋଗ ଅଛି ସେଥିପାଇଁ ଆନ୍ସର ପିଲେ କଣ ହେଇଯିବ ସମ୍ପ୍ରଦାନେ କରଣ ତୃତୀୟା ହବନି? କରଣ ତୃତୀୟା ଝିଅ କୁଆଡେ ହେଇଯିବ କରଣ ତୃତୀୟା ମାନେ କିଛି ସାଧକ ତମ ହବା ଦରକାର ତ ଏଠି କୃପାଟା କଣ ସାଧକ ତମ କୃପା ଦ୍ଵାରା ତୁମେ କଣ କାମ କରୁଛ ବୁଝି ହଉଛି ନା ନାଇଁ। ଆଜ୍ଞା। ତ ସେଥିପାଇଁ ପିଲେ ହେତୁ ଅର୍ଥେ ତୃତୀୟା ଆଉ ପିଲେ ଭାଗିରଥୀ ତୀରେ ସମାସ ନାଁ ପିଲେ କଣ ହେଇଯିବ ଷଷ୍ଠୀ ତତ୍ପୁରୁଷ ତ ପିଲା ଆଉ ଭାଗିରଥ୍ୟା ହଁ ଭାଗିରଥ୍ୟା ତୀରେ ଭାଗିରଥୀ ତୀରେ ଷଷ୍ଠୀ ତତ୍ପୁରୁଷ ହେଲା। ଚାଲ ଧନ ଇତି ଶବ୍ଦଶ ଲିଙ୍ଗ ଏଥିରେ ପିଲେ କାହାର କିଛି ଦ୍ୱନ୍ଦ୍ୱ ନାହିଁ ନପୁଂସକ ଲିଙ୍ଗ ହେଲା। ତ ପିଲେ ବିନୟମ ଏଥିରେ ବି କାହାର କିଛି ଡାଉଟ ହିଁ ନଥିବ ପିଲେ ବି ପ୍ଲସ ନି ପ୍ଲସ ପ୍ଲସ ସାର୍ ତସ୍ମେଇ କୋଉ ସକରଣ ବିଭକ୍ତି ସମ୍ପ୍ରଦାୟ ଚତୁର୍ଥୀ? ସମ୍ପ୍ରଦାନ ଚତୁର୍ଥୀ ଆଜ୍ଞା। ହେଲା ପିଲେ ବିନୟରେ କାହାର କି ସନ୍ଦେହ ନାହିଁ ପିଲେ ବି ପ୍ଲସ ନି ପ୍ଲସ ଅଚ ହିଁ ହବ ହେଲା। ଧନାତରେ ପିଲା କାହାର ସନ୍ଦେହ ଅଛି କି ପିଲା ଅପାଦାନ ପଞ୍ଚମୀରେ ଆରେ ପିଲେ ଧନାତ ଅପାଦାନ ପଞ୍ଚମୀ ତ ନା ନାଇଁ? ଆଜ୍ଞା ଆଜ୍ଞା ହୁଁ ଆଜ୍ଞା ସାର୍। ତାପରେ ପିଲେ ବିନୟା ଦ୍ୟାତି ବିନୟା ଜାତି ପିଲା ହେଇଯିବ ବିନୟାତ ପ୍ଲସ ୟାତି ଏଥିରେ ବି କାହାର କିଛି ସନ୍ଦେହ ନାହିଁ ପିଲେ ହେଲା। ଚାଲ ତାପରେ ପିଲେ ପୟୋଦର ପିଲେ ଜଳଦ ଏଥିରେ କାହାର ସନ୍ଦେହ ଅଛି କି ପିଲେ ହେଲା। ଚାଲ ପ୍ରାୟ ପିଲା ବୃଷ୍ଟି କହୁଛ ବୃଷ୍ଟି ପିଲେ ନୁହଁ ମେଘ ଯାହା ବୃଷ୍ଟି ସେଇୟା ସାର୍ ନୁହଁ ମେଘରୁ ବୃଷ୍ଟି ସାର୍ ହୁଏ। ଏଇ କୋଶ୍ଚିନ୍ ର ବୃଷ୍ଟି ପରା ସେ ପୂର୍ବରୁ ଆନ୍ସର ଏଟା ଆକ୍ସେପ୍ଟ କରିଥିଲା। ଆଁ ଏଟା ପୂର୍ବରୁ ଥରେ ଏକ୍ସାମ ରେ ପଡିଥିଲା ଯେ ଏଠାରେ ବୃଷ୍ଟି ଆନ୍ସର ସେ ନେଇଥିଲା। ନେଇଥିଲା ନାଇଁ ତ କିନ୍ତୁ ସେଠି ଜଳଧ ଅପସନ ନା ସାର୍ ବୃଷ୍ଟି ନେଇଥିଲା କିନ୍ତୁ ଜଳଧର ଅପସନ ବି ନଥିଲା ଏଠି ଜଳଧ ଅପସନ ଅଛି। ଆଉ ସେ ଯୋଉ ସନ୍ଦେଶ ତଦନୁ ଜଳଧ ଯୋଉ ଶ୍ଲୋକଟା ବି ଅଛି। ହୁଁ ନାଇଁ ବୃଷ୍ଟି ସେଥିରେ ତ ପିଲେ ଜଳଧ ମାନେ ମେଘ କହୁଛି। ହଁ ବୃଷ୍ଟି ପିଲେ ଦିଟାକୁ ଆନ୍ସର ମାନିଛି। ଦିଟାକୁ ପିଲା ଆନ୍ସର ମାନିବନି ଏଠି ବୃଷ୍ଟି ଅଲଗା ଜିନିଷ ପିଲା ବୃଷ୍ଟି ଯାହା ମେଘ ସେୟା ନୁହଁ ସେଥିରେ ଆନ୍ସର ମାନିଥିଲେ ବି ଏବେ ଆନ୍ସର ପିଲା ମାନିବନି କେବେ ହେଲେ ହେଲା। ପୟୋଦ ମାନେ ଜଳଧ ହିଁ ଠିକ ପିଲେ
କାହିଁକି ନା ମେଘ ଯାହା ବୃଷ୍ଟି ସେଇଆ ନୁହେଁ ହେଲା ସେଠି ଦେଇଥିଲା ପିଲେ ସେଠି ଅପସନ କିଛି ନଥିବ କି ଏମିତିରେ ଦେଇଥିଲା ସିନା କିନ୍ତୁ ଏଥିରେ ଯେହେତୁ ଜଳଦ ପର୍ଟିକୁଲାର ଦେଇଛି ପିଲେ ସେ ବୃଷ୍ଟି କଣ ପାଇଁ ମାନିବ ବୁଝିହଉଛି ନା ନାଇଁ 2023 କୋଉଥିରେ ଅନାବୃଷ୍ଟି ମଧ୍ୟ ଆସିଛି। 2023 କୋଉଥିରେ ଆସିଥିଲା ପିଲେ ଆରଏସଟି ରେ ଆସିଥିଲା ତାର ସବୁ ଧୂମଜ୍ୟୋତି ସଳିଳ ମଳିତମ ଥିଲା ନା ସେଇ ଶ୍ଲୋକଟା ଯୋଉ ଦେଇଥିଲା ସେଥିରେ ବୃଷ୍ଟି ମାନିଥିଲା କିନ୍ତୁ ସେଥିରେ ଜଳଦ ଅପସନ ନଥିଲା କିନ୍ତୁ ଏଠି ଜଳଦ ଅପସନ ଅଛି ତ ଜଳଦ ହେବ ନା। ଧୂମ ଜ୍ୟୋତି ସଲିଳ ମରୁତମ ସନ୍ନିପାତ କୋମେଘ ସେଥିରେ କଣ ଥିଲା କି ସେମିତି ପଦ ତ କିଛି ସେଠି ପିଲେ ମେଘର ପର୍ଯ୍ୟାୟବାଚୀ ଶବ୍ଦ ପଚାରିଥିଲା। ମେଘର ପର୍ଯ୍ୟାୟବାଚୀ ଶବ୍ଦ ପଚାରିଥିଲା ଆଜ୍ଞା ସେଠି ସେ ଜଳଧର ପୟୁଧର ଏମିତି କଣ ଅପସନ ଥିଲା ଦୃଷ୍ଟି ବି ଅପସନ ଥିଲା ତ ଆନ୍ସର ଦୃଷ୍ଟି ଦେଇଥିଲା। ହେଲା ସେଠି ପିଲେ ନଥିବ ସେମିତି କିଛି ଅପସନ କିନ୍ତୁ ଏଠି ଯେହେତୁ ଜଳଦ ଦେଇଛି ଆଜ୍ଞା ତ ଏଠି ବୃଷ୍ଟି କଦାପି ପିଲା ଆନ୍ସର ହବନି ହେଲା ଏଠି ଜଳଦ ହିଁ ଆନ୍ସର ହବ ଚାଲ ତାପରେ ପିଲେ ବାହ୍ୟ ଧ୍ୟାନମ ହେଲା ଏଥିରେ ପିଲେ କଣ ହେଇଯିବ ବାହ୍ୟ ପ୍ଲସ ଉଦ୍ୟାନମ ଏଥିରେ କାହାର କିଛି ଅସୁବିଧା ନାହିଁ ହେଲା ତାପରେ ପିଲେ ପୟୋଦ ପିଲେ ସମ୍ବୋଧନ ପ୍ରଥମରେ କାହାର କିଛି ସନ୍ଦେହ ଅଛି କି ପିଲେ ହେଲା ସମ୍ବୋଧନ ପ୍ରଥମ ଗନ୍ତବ୍ୟ ଗମ ପ୍ଲସ ତବ୍ୟ ପ୍ଲସ ତା ପ୍ରତ୍ୟୟ ଏଥିରେ ବି କାହାର କିଛି ପ୍ରୋବ୍ଲେମ ନାହିଁ ପିଲେ ଫଳ ଦ୍ୱିତୀୟ ବହୁବଚନ ପିଲେ ଫଳାନି ଏଥିରେ ବି କାହାର ସନ୍ଦେହ ନାହିଁ ହେଲା 40 ନମ୍ବରର ପିଲେ ପ୍ରଶ୍ନ ଭୁଲ ଅଛି ସେଇଟା କଣ କରିବ କଣ ନାହିଁ ତ ଆମେ ଜାଣିନେ ହେଲା ଯୋଉ ଅପସନ ପିଲେ ଭୁଲ ଅଛି କାହିଁକି ନା ପିଲେ ମତ୍ୟଇ ହବା କଥା ନହେଲେ ତ ପିଲେ କଣ ହବା କଥା ମତଏ ହବା କଥା ହେଲା ତ ସେମିତିଆ କୌଣସି ପ୍ରକାର ଅପସନ ନାହିଁ ତଥାପି ଆମ ଯୋଉମାନେ ପିଲେ ପ୍ରାୟତଃ ମତେ ହିଁ ମାରିଥିବେ ପିଲେ ମୁଁ ଜାଣିଛି କାହିଁକି ନା କାଳେ ଟାଇପିଂ ମିଷ୍ଟେକ୍ ହେଇଥିବ କଣ ବୋଲି ଭାବିକିରି କିନ୍ତୁ ପ୍ରଶ୍ନ ଦେଖିବାକୁ ଗଲେ ପିଲେ ଭୁଲ ହିଁ ଅଛି ପିଲେ ହେଲା ତ କିଏ ନା କିଏ ଯଦି ଚ୍ୟାଲେଞ୍ଜ କରିବା ପାଇଁ ଚାହିଁବ କରିପାରିବ କିନ୍ତୁ ପ୍ରାୟ କେହି କରିବେନି ପିଲେ ଠିକ ଅଛି चलो तापर पिले गुणिनी प्रथम बहुवचन एटे भी कार संदेह किसी नथिबे पिले गुणिन ह हिजो रूप हैला नदी सप्तमी एक वचन एतरे भी कार संदेह पिले नथिबो नद्याम रूप हबो ठीक अछि धेनु षष्ठी बहुवचन एतरे भी कार संदेह पिले नथिबो धेनु नाम रूप हबो हैला मातृ द्वितीय एक बहुवचन एटा मध्ये गोटे पिले संदेहास्पद प्रश्न पिले ठीक अछि संदेहास्पद कोन भूल तो पिले बने ऑप्शन पिले भूल देछि और मातृ शब्द द्वितीय बहुवचन ऑप्शन रे नहीं हो ऑप्शन रे अछि कि पिले मातृ शब्द रे द्वितीय बहुवचन तो ऑप्शन रे ही नहीं पिले तो मातृ होबा कथा किंतु पिले दीर्घ रु मातृ रे हर्ष रु नुह मातृ रे दीर्घ रु किंतु देछि पिले गोटे रु तथापि प्राय पिले एटा ही तुम समस्त पिले ठीक मारिथिबो हैला ठीक अछि तापर पिले तत शब्द स्त्रीलिंग पंचम एक वचन एतरे कार संदेह नथिबे पिले तस्याह रूप हबो हैला बारीम पित्वा पथिकः शान्तः भवत् एटा पिले बारी हबो एटा भी किछि कार डाउट नथिबो पिले ठीक ही आंसर बारी गुरुम नमः एटा पिले गुरवे नमः हबो एतरे भी कार संदेह नाही ना नाही प्र प्लस नम प्लस ल्यप रूप होइथिबो पिले कोन प्रणम्य हां प्रणम्य शिरसा देवम ना नाही कार मंगलाचरण पिले हां कार हेतिबो पिले मोरी हटात मन पड़नी कि एनी को श्लोक अछि पिले गोटे चलो तापर पिले अस प्लस तुमुन एतरे भी कार संदेह नथिबो पिले भवितुम अरे एतरे कार डाउट अछि प्लस प्लस तुमुन रे नाइ सर हला भवितुम पिले हेजिबो भवितुम केमिति हला अस धातु आउ अस धातु जगह रे जियो भू आदेश होई जाय हां अस प्लस त्वा भूत्वा रूप हबो बुझौ छी चलो तापर पिले दा धातुर लट लकार प्रथम पुरुष बहुवचन एतरे भी कार संदेह पिले नाही कोन आंसर हे जिवो ददति ना ना एटा मते मु जानि छि परीक्षा रे पचारि बिथिली पिले तुमको जस्ट रिसेंट परीक्षा रे गम धातुर लीट लकार प्रथम पुरुष बहुवचन ये टिके सिलेबस टू बाहर को तो कहि परिबानी जेतो गम धातु सिलेबस रे देइसी एंतरे भी हला तथापि पिला आंसर कोन हे जिवो जगमुहु हां जगाम जगमतुहु जगमुहु एमति रूप होई पिले तापर द्रुस प्लस तुमुन कोन रूप पिले हेजिबा द्रष्टुम हला एतरे मध्ये कार किछि संदेह नै पिले द्रुस प्लस तुमुन द्रष्टुम जुष्म शब्दर सप्तम एक वचन एतरे भी कार डाउट नै पिले तोई हबो रूप गो शब्दर टा टा माने पिले तृतीय एक वचन रूप हेजिबो पिले गब्बा गबा
ହେଲା ଏଥିରେ ବି କାହାର କିଛି ସନ୍ଦେହ ନାହିଁ। କବି ଶବ୍ଦର ସ୍ତ୍ରୀଲିଙ୍ଗରେ ରୂପ ପିଲେ କବିରେ ଦୀର୍ଘ ଇକାର ହବ ପିଲେ ହେଲା କବିରେ କଣ ହବ ଦୀର୍ଘ ଇକାର ପିଲା ହବ କବି ହିଁ ହର୍ଷଇକାର ବି ଠିକ ଦୀର୍ଘ ଇକାର ବି ସ୍ତ୍ରୀଲିଙ୍ଗରେ ହେଇଥାଏ ହେଲା କବୟିତ୍ରୀ ନୁହଁ କବୟିତ୍ରୀ ଓଡିଆରେ କହୁଛନ୍ତି କିନ୍ତୁ କବୟିତ୍ରୀ ପିଲେ ନୁହଁ ହେଲା କବିର କବି ଦର୍ଶନମରେ ପିଲେ ଦୃଶ ପ୍ଲସ ଲ୍ୟୁଟୁ କିନ୍ତୁ ଦୃଶ ପ୍ଲସ ତାର ସାର୍ ଠିକ ଆନ୍ସର କବି ହବ ଏଟା। ହଁ ଏଇଟା ହବ ଠିକ ଆନ୍ସର ଆଜ୍ଞା ହେଲା ଦର୍ଶନମ ଏ ପ୍ରଶ୍ନ ମଧ୍ୟ ପିଲେ ଭୁଲ ଅଛି ଦୃଶ ପ୍ଲସ ଲ୍ୟୁଟ ହବା କଥା କିନ୍ତୁ ଏଠି ପିଲେ ଦୁଷ ଦେଇଛି ଦର ହର୍ଷ ଉକାର ଦେଇଛି ପ୍ରାୟ ପିଲା କହିବେ ଦର୍ଶ ପ୍ଲସ ଲ୍ୟୁଟ କିନ୍ତୁ ଦର୍ଶ ପ୍ଲସ ଲ୍ୟୁଟ ହବନି ହଉଛି ମାନେ ଯେତେବେଳେ ଦୃଶ ଧାତୁର ପିଲେ ଯେତେବେଳେ ଲ୍ୟୁଟ ହବ ପିଲେ ପ୍ରଥମେ ଲ୍ୟୁଟର ଟ ଲୋପ ହେଇଯିବ ତାପରେ ଲ ଲୋପ ହେଇଯିବ ଲସକ ତଦ୍ଧିତରେ ତାପରେ ୟୁ ଜାଗାରେ ପିଲେ ଅନ ଆଦେଶ ହେଇଯିବ ଯୁବରନା କୋଉ ସୂତ୍ରରେ ତାପରେ ଦୃଶର ଯୋଉ ରୁ ଅଛି ପିଲେ ତା ପିଲେ ପୁଗନ୍ତ ଲଘୁ ପଦସ୍ୟ ସୂତ୍ରରେ ପିଲେ ଗୁଣ ହେଇଯିବ ଗୁଣ ହେଲା ପରେ ରୂପ ହବ ଦର୍ଶ ସେତେବେଳେ ଯାଇ ରୂପ ହବ ପିଲେ ଦର୍ଶ ତାପରେ ଅନମିଶ୍ର ଦର୍ଶନ ରୂପ ହଉଛି କିନ୍ତୁ ଦର୍ଶ ପିଲେ ମୂଳ ଧାତୁ ନୁହଁ ହେଲା ତ ସେଥିପାଇଁ ମୂଳ ଧାତୁ ପିଲେ ଦୃଶ ଧାତୁ କିନ୍ତୁ ଦୃଶ ପିଲେ ଅପସନରେ ନାହିଁ ଭାଇନା ସିଏ ଭାଇନା ହୁଁ ହୁଁ ଯୋଉ ଦର୍ଶୟତି ଧାତୁଟା ହଉଛି ଦୃଶ ଧାତୁରୁ ଘୟ ପ୍ରତ୍ୟୟ ହେଇକି ସେମିତିରେ ସିଏ ଦେଇନି ତ ଦର୍ଶ ପ୍ଲସ ଲ୍ୟୁଟ କରିକି। ନାଇଁ ନାଇଁ ସେମିତି ନାଇଁ ହେଲା ଆଜ୍ଞା ଆଜ୍ଞା ଠିକ ଅଛି। ଠିକ ଅଛି ତାହେଲେ ଏଥିରେ ପିଲେ ତ ଦେଖିବାକୁ ଗଲେ ପିଲେ ଏଠି ଦୃଶ ପ୍ଲସ ଲ୍ୟୁଟ ହବା କଥା କିନ୍ତୁ ଅପସନ ପିଲେ ଏମିତିରେ ଦେଇନି ହେଲା ତ ଏଇଟା କଣ ହଉଛି ପିଲେ ଦେଖିବା ମାନେ ଠିକ ଅଛି ଚଲ ତାପରେ ପିଲେ ଜି ପ୍ଲସ ତବ୍ୟତ ଏଇଟା ପିଲେ କଣ ହେଇଯିବ ଯେତବ୍ୟ ଏଥିରେ କାହାର କିଛି ସନ୍ଦେହ ନାହିଁ ପିଲେ ଠିକ ଅଛି ତପସ୍ୱୀ ୟାର ସ୍ତ୍ରୀଲିଙ୍ଗରେ ବି କାହାର ସନ୍ଦେହ ନଥିବ ପିଲେ କଣ ରୂପ ହେଇଯିବ ତପସ୍ୱିନୀ କିନ୍ତୁ ପିଲେ ସୁଇର ସାର୍ ହର୍ଷଇକାର ନର ଦୀର୍ଘଇକାର କୁହ ଝିଅ କୁହ ସାର୍ ଅଭିଜ୍ଞାନ ଶାକୁନ୍ତଳମରେ ଗୌତମୀଙ୍କୁ ତାପସୀ ବୋଲି କୁହାଯାଇଛି। ହଁ ତାପସ୍ୱୀ ବୋଲି କୁହାଯାଇଛି ତାପସୀ ହଁ ସ୍ତ୍ରୀଲିଙ୍ଗ ଗଲେ ନା ସେଟା ହচ্ছে ତାପସ ଶବ୍ଦ ତାପସୀ ତ ହେଇପାରିବ। ନା ସେଟା ତାପସ ବା ତାପସୀ ତାପସ ଶବ୍ଦର ସ୍ତ୍ରୀଲିଙ୍ଗରେ ତାପସୀ ଏଠି ଝିଅ ତପସ୍ୱୀ ଶବ୍ଦ ତପସ୍ୱୀ ମାନେ ରୂପ ମୂଳ ଶବ୍ଦ ହଉଛି ତପସ୍ୱିନୀ ତ ତାର ଇଏ ହବ ତପସ୍ୱିନୀ ଠିକ ଅଛି ତାପସ ଶବ୍ଦ ହେଇଥାନ୍ତା ତାପସର ତାପସୀ ହେଇଥାନ୍ତା ଚାଲ ତାପରେ ପିଲେ ଧନିକ ମୁଁ ବି ଆର ପିଲେ ଧନିକି ବୋଲି କହିଦେଇଥିଲି କିନ୍ତୁ ଏହାର ଧନିକି ହବନି ପିଲା ଏହାର କଣ ରୂପ ହବ ଧନିକା ଧନିକା ହେଲା ତ ପ୍ରାୟ ପିଲା ପଚାରିବ ଧନିକି କାହିଁକି ହବନି ପିଲେ ଧନିକି ହବନି ଧନିକି କାହିଁକି ନା ମୁଁ ବି କାହିଁକି ଆନ୍ସର କହିଦେଇଥିଲି ମୁଁ ହଠାତ୍ ତରବରରେ ଭାବିଲି କି ଧନିକରେ ପିଲେ ଠକ ପ୍ରତ୍ୟୟ ହେଇଥିବ ହଁ କିନ୍ତୁ ଧନିକରେ ଠକ ପ୍ରତ୍ୟୟ ନୁହଁ ଧନିକରେ ପିଲେ ଠନ ପ୍ରତ୍ୟୟ ହେଲା ଅତ ଇନି ଠନ ଗୋଟେ ସୂତ୍ର ଅଛି ତ ସେଥିରେ ଧନ ଶବ୍ଦରୁ ଠନ ପ୍ରତ୍ୟୟ ହେଲେ ରୂପ ହେଇଥାଏ ଧନିକ ଆଉ ଠନ ପ୍ରତ୍ୟୟ ହେଲେ ପିଲେ ଉଇଁପି ପ୍ରତ୍ୟୟ ହୁଏନି କେବଳ ଠକ ପ୍ରତ୍ୟୟ ଆଉ ଠୟ ପ୍ରତ୍ୟୟ ଏ ଦିଟା ପ୍ରତ୍ୟୟରେ ପିଲେ ଉଇଁପି ପ୍ରତ୍ୟୟ ହୁଏ ହେଲେ ରୂପ ହେଇଥାଏ ଯେମିତି ଲାବଣକ ଲାବଣିକି ବୁଝଉଛି କିନ୍ତୁ ଧନିକର ପିଲେ ଧନିକି ନୁହଁ ଧନିକର କଣ ହବ ଧନିକା ତ ଟାପ ପ୍ରତ୍ୟୟ ପିଲା ହବ ଠିକ ଅଛି ମୁଁ ବି ତରବରରେ ଲାବଣକ ହଉଥିଲା ତ ଲାବଣିକି କରିଦେଇଥିଲେ ମୁଁ ସେଥିପାଇଁ ଧନିକି କହିଥିଲି ପିଲା ତରବରରେ କିନ୍ତୁ ଧନିକି ଆକ୍ଚୁଆଲି ଠିକ ଆନ୍ସର ନୁହଁ ହେଲା ଧନିକା ହିଁ ଠିକ ଆନ୍ସର ଚାଲ ତାପରେ ପ୍ରାୟ ପିଲା ବି ପଠେଇଥିଲେ ପିଲା କୋଉଥିରେ ଗୋଟେ ଥିଲା ବି ଧନିକା ବୋଲି କୋଉ ବହିରେ ପିଲା ଥିଲା ଧନିକା ପଠେଇଥିଲେ ପ୍ରାୟ କେତେ ମୁଁ ଦେଖିଥିଲି ପିଲେ ହେଲା କିନ୍ତୁ ବ୍ୟାକରଣ ଦର୍ପଣ ହଁ ବ୍ୟାକରଣ ଦର୍ପଣ ଠିକ ଅଛି ତାପରେ ପିଲେ ପୃଥିବ୍ୟାମ ଡ୍ୟାସ ସମୁଦ୍ର ହସନ୍ତି ଏଇଟା ପିଲେ ହେଇଯିବ ସପ୍ତ ସପ୍ତ ସମୁଦ୍ର ହସନ୍ତି ଠିକ ତାପରେ ପିଲେ ଅଧସ୍ଥାନେଶୁ କିମ୍ ଭାଷେନ ବିରଚିତମ ନଭବତ ଜାଣିଛେ ପିଲେ ବେଣୀ ସହର ତ ପିଲେ ଭାଷଙ୍କର ନୁହଁ କାହାର ପିଲେ ଏଟା ବେଣୀ ସହରଟା ଭଟ୍ଟ ନାରାୟଣ ଭଟ୍ଟ ନାରାୟଣଙ୍କର ତାପରେ ପିଲେ ଅଧସ୍ତନେଶୁ କିମ୍ ଉପଜୀବ୍ୟ କାବ୍ୟଭୂତମ ନଭବତୀ ଏଇଟା ପିଲେ କଣ ହେଇଯିବ ଆନ୍ସର ମେଘ ଏଥିରେ କିଛି ସନ୍ଦେହ କରିବାର ନାହିଁ ପିଲେ ମୁଁ ସେ ଭିଡିଓରେ ବି କ୍ଲିୟର କରିଦେଇଥିଲି ପିଲେ ଉପଜୀବ୍ୟ କାବ୍ୟଭୂତ ମାନେ ଏହାର ମାନେ ପିଲେ ହଉଛି କି କୋଉ ମାନେ ବା କୋଉ କାବ୍ୟ ଗୁଡାକର କେହି ନା କେହି ଉପଜୀବ୍ୟ ଅଛନ୍ତି ରଘୁବଂଶର ମାନେ ଅଛନ୍ତି ଆଉ ମାନେ ୟା ଭିତରୁ କାହାର ନାହାନ୍ତି ହେଲା ନ ଭବତୀ ବୋଲି ଦେଇଛି ନା ପିଲେ ରଘୁବଂଶର ପିଲେ ଜାଣିଛେ ଆମେ ଉପଜୀବ୍ୟ କାବ୍ୟ ରାମାୟଣ କିରାତର ଜିନମର ପିଲେ ଜାଣିଛେ ମହାଭାରତ ଶିଶୁପାଳ ବଧରେ ବି ଜାଣିଛେ ପିଲେ ମହାଭାରତ କିନ୍ତୁ ମେଘଦୂତର ପିଲେ କଣ ଉପଜୀବ୍ୟ କିଛି ନାହିଁ ହେଲା ମେଘଦୂତର ଉପଜୀବ୍ୟ କିଛି ନାହିଁ ପିଲେ କାହିଁକି ନା ମେଘଦୂତର ବିଷୟ ହିଁ ପିଲେ କାଳ୍ପନିକ ବିଷୟ ଆଉ ତାର ଉପଜୀବ୍ୟ କୋଉଠି ଆସିବ ହେଲା ତ ସେଥିପାଇଁ ପିଲା ମେଘଦୂତ ହେଇଯିବ ତାର ଆନ୍ସର ଚାଲ ତାପରେ ପିଲେ ଭବଭୂତି ବିରଚିତମ କାବ୍ୟମ ନଭବତୀ କଣ ହେଇଯିବ ଆନ୍ସର
ମାଳବିକା କାହିଁକି ନା ଏଥିରେ ବି କିଛି ଅସୁବିଧା ନାହିଁ। ଋତୁ ସଂହାର କେନ ବିରଚିତମ୍? ଚାଲ ଏଇଟା ଡାଇରେକ୍ଟ ପ୍ରଶ୍ନ ଥିଲା। କାଳିଦାସ। ରଘୁବଂଶରେ ପିଲା 19ଟା ସରଗ, ଏଥିରେ ବି କାହାର କିଛି ସନ୍ଦେହ ନାହିଁ। ସ୍ୱପ୍ନ ବାସବ ଦତ୍ତର ନାୟିକା ବାସବ ଦତ୍ତା ହଉଛି ପିଲା ଅବନ୍ତୀ ଦେଶର, ଏଥିରେ ବି କାହାର ସନ୍ଦେହ ଅଛି କି ପିଲା? ଅବନ୍ତୀ ଦେଶର କିଛି ଅସୁବିଧା ନାହିଁ, ଠିକ ଅଛି। ତାପରେ ପିଲେ କାହାର ଆଧାର ପିଲେ କାଳ୍ପନିକ, ଏଇଟା ବି ଆମେ ସମସ୍ତେ ବହୁତ ଭଲ ଭାବରେ ଜାଣିଛେ ପିଲେ, ଅବିମାରକ ହେଲା, ଏଥିରେ ବି କାହାର କିଛି ଡାଉଟ ନାହିଁ। ପ୍ରତିମା ନାଟକର ଆଧାର କଣ? ଏଇଟା ବି ବହୁତ ଭଲ ଭାବରେ ଜାଣିଛେ ପିଲେ, ରାମାୟଣ ବୋଲି। ମଧ୍ୟମ ବ୍ୟାୟୋଗ ନାଟକରେ ମଧ୍ୟମ ଶବ୍ଦରେ କିଏ ପିଲେ ବୁଝା ପଡୁଛି? ଭୀମ ହେଲା। ତାପରେ ସମ୍ବାଦ ସୁକ୍ତ ରୁ ନାଟକର ଉତ୍ପତ୍ତି, କାହିଁକି ନା ପିଲେ ନାଟକର ଉତ୍ପତ୍ତି ସିଦ୍ଧାନ୍ତ ନା ବହୁତ ସାରା ଅଛି ପିଲେ, ମୂର୍ତ୍ତି ପୂଜା, ଠିକ ଅଛି, ସମ୍ବାଦ ସୁକ୍ତ, ହଁ, ତାପରେ ଯୋଉ କଣ ପୁତଳିକା ପୂଜା, ଏମିତି ବହୁତ ସାରା ଥାଏ ପିଲେ। ତା ଭିତରୁ ପିଲେ ଯୋଉ ସମ୍ବାଦ ସୁକ୍ତରୁ ନାଟକର ଉତ୍ପତ୍ତି ବୋଲି ପିଲେ ମ୍ୟାକ୍ସମୁଲାରଙ୍କର ମତ ପିଲେ ହେଲା। ତ ମ୍ୟାକ୍ସମୁଲାର ପିଲେ କିଏ କିଏ କରିଛ ପିଲେ ଆନ୍ସର ମାରିଛ? ଆଜ୍ଞା ସାର୍, ମୁଁ ଏମିତିରେ ମାରିଦେଲି ସାର୍, ଗ୍ୟାସ୍ କରିକି। ତାହେଲେ ଠିକ ଅଛି ପିଲେ। ତାପରେ ଏମିତିରେ ମ୍ୟାକ୍ସମୁଲାର ପିଲେ ନାଟକ ସାଙ୍ଗରେ ସମ୍ବନ୍ଧିତ ବୋଲି ଆମେ ମାନେ ବହୁତ ଭଲ ଭାବରେ ଜାଣିଛେ। ହଁ, ଡକ୍ଟର ରିଜବେ ଅଛନ୍ତି, ସିଏ ହଉଛନ୍ତି ବୀର ପୂଜା ସିଦ୍ଧାନ୍ତ ପିଲେ, ବୀର ପୂଜା ମାନେ ବୀର ପୂଜାରୁ ନାଟକର ଉତ୍ପତ୍ତି ବୋଲି ସିଏ ମାନିଛନ୍ତି। ମୁଁ ତମମାନଙ୍କୁ ପିଲେ ପଠେଇବି ହେଲା, ମୋ ପାଖରେ ଅଛି ତ କିଛି ଅସୁବିଧା ନାହିଁ, ଏଇଟା ହିଁ ତାର ଠିକ ଆନ୍ସର ପିଲେ ହେଲା, ଗ୍ରୁପ ରେ ପଠେଇଦେବି, ତମେ ଦେଖିବ। ମ୍ୟାକ୍ସମୁଲାର, ତାପରେ ହର୍ଟେଲ ହେଲା, ଏସବୁ ଏଇମାନେ ସବୁ ମାନିଛନ୍ତି ପିଲେ, ଠିକ ଅଛି। ଚଲ ତାପରେ ପିଲେ ବିକ୍ରମ ଉର୍ବଶିୟମ କେନ ବିରଚିତମ୍, ଏଥିରେ ବି କାହାର କିଛି ଡାଉଟ ନଥିବ ପିଲେ ହେଲା, କାଳିଦାସ। ଅଭିଜ୍ଞାନ ଶାକୁନ୍ତଳମର କୋଉ ଅଙ୍କରେ ଧୀବର ବୃତ୍ତାନ୍ତ ଅଛି? ଇଏ ହେଲା ଗୋଟେ ପିଲେ ତମମାନଙ୍କ ଆଗରେ ଡାଉଟଫୁଲ ପ୍ରଶ୍ନ, ବୁଝିଲା। ଦେଖ ପ୍ରାୟ ପିଲେ ତମାନେ ପଞ୍ଚମ ଅଙ୍କ ଯୋଉମାନେ ମାରିଛ ସେମାନେ ମଧ୍ୟ ପ୍ରମାଣ ଦେଖେଇ ପାରିବ, ଯେମିତି କି ସୁଧାକର ମାଲବ୍ୟଙ୍କର ବହିରେ ପିଲେ ସେ ଡାଇରେକ୍ଟ ଲେଖିଛନ୍ତି ପିଲେ ପଞ୍ଚମ ଅଙ୍କ ଅଂଶାବତାର ବୋଲି, ଲେଖିଛନ୍ତି ନା ନାଇଁ? ଡାଇରେକ୍ଟ ଲେଖିଛନ୍ତି ପିଲେ ପଞ୍ଚମ ଅଙ୍କର ଅଂଶାବତାର ହେଲା। ତାପରେ ପ୍ରାୟ ଅଧିକାଂଶ ବହିରେ ପିଲେ ପଞ୍ଚମ ଅଙ୍କର ପରେ ପରେ ଡାଇରେକ୍ଟ କିଛି ଅଙ୍କାବତାର ନାହିଁ, ଡାଇରେକ୍ଟ ଷଷ୍ଠ ଅଙ୍କ ଲେଖିଛନ୍ତି, ଆଉ ଷଷ୍ଠ ଅଙ୍କରେ ପିଲେ ପ୍ରଥମରୁ ଧୀବର ବୃତ୍ତାନ୍ତ ପିଲେ ଆସିଛି, ବୁଝି ହଉଛି। ତ ସବୁଆଡୁ ଦେଖିଲା ବେଳକୁ ପିଲେ ତ ଦିଟା ଯାକ ପିଲେ ଠିକ ହେଇପାରିବ। ଯୋଉମାନେ ପଞ୍ଚମ ଅଙ୍କ ସେମାନେ ବି ପିଲେ ଚ୍ୟାଲେଞ୍ଜ କରିପାରିବ, ଯୋଉମାନେ ଷଷ୍ଠ ଅଙ୍କରେ ଦେଇଛ ସେମାନେ ବି ଚ୍ୟାଲେଞ୍ଜ କରିପାରିବ ହେଲା। ତଥାପି ପିଲେ ମତେ ବେଶୀ ଯୋଉଟା ଆପ୍ରୋପ୍ରିଏଟ ଲାଗିଲା, ମୁଁ ଦେଖିଲି ବହୁତ ସାରା ପିଲେ ମତ ବହୁତ ସାରା ହେଲା, ତ ମତେ ଯୋଉଟା ଲାଗିଲା ପିଲେ କି ଷଷ୍ଠ ଅଙ୍କଟା ହିଁ ଠିକ ଆନ୍ସର ପିଲା ହବ। ଯୋଉମାନେ ଷଷ୍ଠ ମାରିଛ ସେମାନେ ଟିକେ ନିଶ୍ଚିନ୍ତରେ ରୁହ, ଯୋଉମାନେ ପଞ୍ଚମ ମାରିଛ ସେମାନେ କିଛି ପ୍ରମାଣ ଦେଇପାରିବ ପିଲେ, କିଛି ଅନ୍ୟାନ୍ୟ ବହିର ପିଲେ ପ୍ରମାଣ ଦେଇପାରିବ। ଆଉ ଯଦି ସେ ଦିଟାକୁ ମାନିଲା ପିଲେ ବହୁତ ଭଲ କଥା। କାହିଁକି ପିଲେ ମୁଁ କହୁଛି ନା, ଏଇ ଯୋଉ ଧୀବର ବୃତ୍ତାନ୍ତ ପିଲେ ଅଛି, ଧୀବର ବୃତ୍ତାନ୍ତକୁ କିଛି ଲୋକ ଅଛନ୍ତି ଯୋଉମାନେ ଅଙ୍କାବତାର ବୋଲି ମାନୁଛନ୍ତି, କିଛି ଅଛନ୍ତି ଯୋଉମାନଙ୍କୁ ଅଙ୍କାବତାର ବୋଲି ନ ମାନିକିରି ପ୍ରବେଶକ ବୋଲି ଭାବୁଛନ୍ତି। ପ୍ରବେଶକ ମଧ୍ୟ ପିଲେ ଗୋଟେ ଜାଣିଛ ପ୍ରବେଶକ ଶୁଣିଛ ତ ପିଲେ? ପ୍ରବେଶକ ହଉଛି ମଧ୍ୟ ଗୋଟେ ପ୍ରକାର ଅର୍ଥ ଉପକ୍ଷେପକ ହେଲା ନାଟକରେ, ଯେମିତି ଅଙ୍କାବତାର ବି ଅର୍ଥ ଉପକ୍ଷେପକ, ସେମିତି ପ୍ରବେଶକ ବି ପିଲେ ଗୋଟେ ଅର୍ଥ ଉପକ୍ଷେପକ। ତ କେହି ତାକୁ ପ୍ରବେଶକ ମାନୁଛନ୍ତି, ଆଉ ଯିଏ ପ୍ରବେଶକ ମାନୁଛି ତ ସିଏ ଷଷ୍ଠ ଅଙ୍କ, ଆଉ ଯିଏ ଅଙ୍କାବତାର ମାନୁଛି ତ ସିଏ ପିଲେ ପଞ୍ଚମ ଅଙ୍କ। ହଁ, ତ ସେଥିପାଇଁ ପିଲେ ମାନେ ଉଭୟ ମତ ପିଲେ ହେଇପାରେ ହେଲା, କିନ୍ତୁ ତଥାପି ପ୍ରାୟ ଲୋକ ପିଲେ ଷଷ୍ଠ ଅଙ୍କରେ ହିଁ ମାନୁଛନ୍ତି ହେଲା। ତ ସେଥିପାଇଁ ଏ ପ୍ରଶ୍ନ ଟିକେ ନବୁ ପିଲେ ଏଇ ଟାଇପରେ ରହିବ, କି ଯୋଉମାନେ ଷଷ୍ଠ ଅଙ୍କରେ ମାରିଛ ସେମାନେ ନିଶ୍ଚିନ୍ତ ପିଲେ ରୁହ, କିଛି ଅସୁବିଧା ନାହିଁ ହେଲା। ମାଳତୀ ମାଧବ ନାଟକରେ ପିଲେ କେତୋଟି ଅଙ୍କ? କେତୋଟି? 10ଟି ଅଙ୍କ, ଏଥିରେ ବି କାହାର କିଛି ସନ୍ଦେହ ନାହିଁ। ଚଣ୍ଡୀ ଶତକର ରଚୟିତା କିଏ? ସେ ବାଣଭଟ୍ଟ, ଏଥିରେ ବି କାହାର କିଛି ଡାଉଟ ନଥିବ ହେଲା। ଦଶ କୁମାର ଚରିତ ଗଦ୍ୟ କାବ୍ୟରେ ରାଜକୁମାର ନାଁ କଣ? ରାଜବାହନ। ରାଜବାହନ ତ ପିଲେ ନା ନାଇଁ? ଆଜ୍ଞା। ଚାଲ କାଦମ୍ବରୀ ପିଲେ କେଉଁ ଭଳିଆ କାବ୍ୟ? ଗଦ୍ୟ କାବ୍ୟ। ବିକ୍ରମ ଉର୍ବଶ ନାଟକରେ କେତୋଟି ଅଙ୍କ ପିଲେ? 5ଟି ଅଙ୍କ, ଏଥିରେ ବି କାହାର କିଛି ଡାଉଟ ନାହିଁ। ହର୍ଷ ଚରିତ୍ର ରଚୟିତା ପିଲେ ବାଣଭଟ୍ଟ, ଏଥିରେ ବି କାହାର ସନ୍ଦେହ ନାହିଁ। ଶୃଙ୍ଗାର ଶତକ ପିଲେ ଭର୍ତ୍ତୃହରି, ଏଥିରେ ବି କାହାର କିଛି ସନ୍ଦେହ ନାହିଁ। ଗୀତ ଗୋବିନ୍ଦରେ ପିଲେ 10 ଅବତାର ଭିତରେ ପଞ୍ଚମ ଅବତାର ପିଲେ କିଏ? ସେ ପଞ୍ଚମ ଅବତାର ପିଲେ କିଏ? ସେ ବାମନ, ଏଥିରେ ବି କାହାର କିଛି ସନ୍ଦେହ ନାହିଁ ପିଲେ ହେଲା। ଚାଲ ମୁଁ ତମକୁ ଛୋଟିଆ ପିଲେ ଗୋଟେ ମିନିଟ ଲାଗିବ ଗୋଟେ ଇଏ କହୁଛି ପିଲେ, ଆକ୍ଚୁଆଲି ଯୋଉ ଦଶାବତାର ନାହିଁ ଅଛି ନା ପିଲେ, ଏଇଟା ମନେ ରଖିବା ବଡ ସହଜ ପିଲେ। ମାନେ ଯୋଉଟା ଆମର ପିଲେ କହୁଛନ୍ତି ଗୋଟେ କି ଥିଓରି ପିଲେ କହୁଛନ୍ତି, ଠିକ ଅଛି।
ମାନେ ପ୍ରଥମେ ପିଲେ ଏମିତି ଗୋଟେ ଜୀବ ସୃଷ୍ଟି ହେଲା ଯେ କେବଳ ଜଳରେ ରହିପାରୁଥିଲା, ସେ ହେଲା ପିଲେ ମତ୍ସ୍ୟ ଅବତାର। ତାପରେ ଧୀରେ ଧୀରେ ପିଲେ ଏଭାଲୁଏସନ ହେଲା। ହଁ ଠିକ ଅଛି, ତ ତାପରେ ଏମିତି ଗୋଟେ ଜୀବ ବାହାରିଲା ଯିଏ ପିଲେ ଜଳରେ ବି ରହିପାରୁଥିଲା, ସ୍ଥଳରେ ବି ରହିପାରୁଥିଲା, ତ କୋଉ ଅବତାର? କଚ୍ଛପ କଚ୍ଛପ ଅବତାର। ହଁ ତାପରେ ଆଉ ଟିକେ ଡେଭଲପ ହେଲା ପିଲେ, ଡେଭଲପ ହେଲା ପରେ ଗୋଟେ ମାନେ ଠିକ ଅଛି, ମାନେ ଦେଖିବା ପାଇଁ ଗୋଟେ ପ୍ରାଣୀର ଆକୃତିରେ ଗୋଟେ ଜୀବ ସୃଷ୍ଟି ହେଲା, ଯୋଉଟା କି ପିଲେ କୋଉଟା? ବରାହ ଅବତାର। ବୁଝି ହଉଛି? ଆଉ ତାପରେ ପିଲେ ବରାହ ଅବତାର ପରେ ଧୀରେ ଧୀରେ ମାନବ ଜାତ ହେଲା, କିନ୍ତୁ ପୁରା ମାନବ ହେଇପାରିଲେନି, ଅଧା ମାନବ ରହିଲେ, ଅଧା ସିଂହ ହେଇକି ରହିଲେ, ତ କୋଉ ଅବତାର? ନୃସିଂହ ଅବତାର। ତାପରେ ମଣିଷ ଟିକେ ଟିକେ ଡେଭଲପ ହେଲା ସିନା ପିଲେ, କିନ୍ତୁ ଏତେ ବି ଡେଭଲପ ହେଇପାରୁନଥିଲା ପିଲେ, ଛୋଟିଆ ଛୋଟିଆ ଆକାରର ଜନ୍ମ ହେଲେ, ତ କୋଉ ଅବତାର ପିଲେ? ବାମନ ଅବତାର। ତାପରେ ପୁରା ମଣିଷ ହେଇଗଲେ ସତ, କିନ୍ତୁ ମେଣ୍ଟାଲି ଡେଭଲପ ନଥିଲେ, ସେ ଗୋଟେ ଟିକେ ଟିକେ କଥା ରାଗି ଯାଉଥିଲେ, ହେଲା ଆକ୍ରମଣ କରୁଥିଲେ, ତାଙ୍କ ମାଙ୍କୁ ହାଣି ପକଉଥିଲେ। ହଁ କିଏ ସିଏ? ପରଶୁରାମ। ହେଲା ତାପରେ ଯିଏ ଆସିଲେ ପିଲେ ସିଏ ଆଉ ଟିକେ ମେଣ୍ଟାଲି ଡେଭଲପ ହେଲେ, ଆଉ ବହୁତ ମାନେ ନ୍ୟାୟିକ ଥିଲେ, ସିଏ ହଉଛନ୍ତି ପିଲେ କିଏ? ସେ ରାମଚନ୍ଦ୍ର। ଆଉ ତାପରେ ଧୀରେ ଧୀରେ ମାନବର ଆହୁରି ଏଭାଲୁଏସନ ହେଲା, ତ ମାନବ ଯୋଉ ପିଲେ ଜାତ ହେଲା, ତ ସିଏ ରାଜନୀତି ଏସବୁରେ ମାନେ ଛଳ କପଟ ଏସବୁରେ ପାରଙ୍ଗତ ଥିଲେ, ସିଏ ହେଲେ ପିଲେ ବଳରାମ। ବଳରାମ। ତା ସଙ୍ଗ ତାଙ୍କ ସହିତ ପିଲେ କୃଷ୍ଣ ଆଉ ହେଲା। ଆଉ ତାପରେ ପିଲେ କିଏ ସେ? ଆଉ ବାକି ତାପରେ ଯୋଉ ଲାଷ୍ଟ ଅବତାର ପିଲେ ହେବେ ଆଉ କୋଉଟା? କଳ୍କୀ ଅବତାର ଆଉ ହେଲା। ସାର୍ ବୌଦ୍ଧ ଅଛି। ବୌଦ୍ଧ ଅବତାର, ହଁ ବୌଦ୍ଧ ଅବତାର ତାପରେ କଳ୍କୀ ଅବତାର, ଠିକ ବୁଝିହେଲା ପିଲେ? ଇଏ ହେଲା ପିଲେ କଥା। ଚାଲ ତାପରେ ଗୀତ ଗୋବିନ୍ଦ ଖଣ୍ଡ କାବ୍ୟରେ କେତୋଟି ସର୍ଗ ପିଲେ? ଏଥିରେ କାହାର ସନ୍ଦେହ ନଥିବ, 12ଟି ପିଲେ ହେଲା। ନଳଚମ୍ପୁ ପିଲେ ତ୍ରିବିକ୍ରମ ଭଟ୍ଟ, ଏଥିରେ ବି କାହାର ସନ୍ଦେହ ନଥିବ, ଠିକ ଅଛି। ଅଭିଜ୍ଞାନ ଶାକୁନ୍ତଳ ନାଟକରେ କର୍ଣ୍ଣ ମୁନିଙ୍କର ଅନ୍ୟ ନାଁ ପିଲେ କାଶ୍ୟପ, ଏଥିରେ ବି କାହାର ସନ୍ଦେହ ଅଛି କି ପିଲେ? କାଶ୍ୟପରେ ବହୁତ ରାମାୟଣ ଡିସ୍କସନ କରିଛି, ନାଇଁ ସାର୍। କାଶ୍ୟପ। ଗୀତ ଗୋବିନ୍ଦ ପିଲେ କୋଉ ଭଳିଆ କାବ୍ୟ? ଗୀତି କାବ୍ୟ, ଏଥିରେ ବି କାହାର କିଛି ଡାଉଟ ନଥିବ। ଉତ୍ତର ରାମଚରିତର କୋଉ ଅଙ୍କ ଛାୟା ଅଙ୍କ? ଏଇଟା ବି ପିଲେ ସମସ୍ତେ ବହୁତ ଭଲ ଭାବରେ ଜାଣିଛ ପିଲେ, ତୃତୀୟ ଅଙ୍କ ବୋଲି। ଚାଲ ତାପରେ ପିଲେ ବିମର୍ଶାତ୍ମକ ପଠନ କାହା ଭିତରେ ଯାଉଛି ପିଲେ? ଏଇଟା ଆମର ଓଡିଶା ଗଭର୍ଣ୍ଣମେଣ୍ଟ ବହିରୁ ପଚାରିଛି, ହେଲା ବିସ୍ତୃତ ପଠନ ଭିତରେ ଯାଉଛି, ନାଇଁ କି? ତ୍ରିଭାଷା ସୂତ୍ର ପିଲେ CBSE ଏ ସଂସ୍ଥା ଦ୍ୱାରା କେବେ ପ୍ରଣୟନ ହେଇଥିଲା? 1956 ହେଇଥିଲା। ନାଇଁ କିନ୍ତୁ 56 ପିଲା ଅପସନ ଭିତରେ ନାହିଁ, ହେଲା। ତାପରେ ପିଲେ ସଂସ୍କୃତ ଭାଷାର ସର୍ବାଙ୍ଗୀନ ବିକାଶ ସାଧନ ହେଇଥାଏ, ଏଟା କୋଉ କୌଶଳ ଲକ୍ଷ୍ୟ ପିଲେ? ଭାବାତ୍ମକ ଲକ୍ଷ୍ୟରେ ପିଲେ ପ୍ରଥମ ଇଏରେ ଦେଇଛି ଏଇଟା। କୌଶଳାତ୍ମକ ହବନି? ନା କୌଶଳାତ୍ମକ ନୁହଁ ଝିଅ, ହେଲା ଭାବାତ୍ମକ ଲକ୍ଷ୍ୟ। ତାପରେ ଶ୍ରଦ୍ଧାବାନ ଲଭତେ ଜ୍ଞାନମ, ଏଇଟା ପିଲେ କୋଉ କୌଶଳରେ ଯାଉଛି? ଶାନ୍ତଚିତ ଶ୍ରବଣ। ହେଲା ଏସବୁ ପ୍ରଶ୍ନ ଆମେ ଦେଖିଲେ ଜାଣିପାରୁଛେ କି ପିଲେ ଏଗୁଡାକ ସେ ଓଡିଶା ଗଭର୍ଣ୍ଣମେଣ୍ଟ ବହିରୁ ହିଁ ପଚାରିଛି ପିଲେ, କାହିଁକିନା ଶାନ୍ତଚିତ ଶ୍ରବଣ ଏଗୁଡା କୋଉ ସେଣ୍ଟ୍ରାଲ ଲେଭେଲରେ ନାହିଁ, ବୁଝଉଛି ନା ନାଇଁ? ତାପରେ ଅଧସ୍ତନେଷୁ କା ମନୋବୈଜ୍ଞାନିକ ପଦ୍ଧତି ବିଧି କି? କୁହ ତ ପିଲେ କୋଉଟା ମନୋବିଜ୍ଞାନ ବିଧି? ଏଇଠି ମଧ୍ୟ ତମମାନେ ଟିକେ ସନ୍ଦେହରେ ପଡିବ। ଦେଖ ପ୍ରତ୍ୟକ୍ଷ ବିଧି ମନୋବିଜ୍ଞାନ ଭିତ୍ତିକ, କାହିଁକି ନା ପ୍ରତ୍ୟକ୍ଷ ବିଧି ମଧ୍ୟ ପିଲେ ଜ୍ଞାନତା ଅଜ୍ଞାତମ ପ୍ରତି ହଉଛି, ହେଲା। ଆଉ ଗୋଟେ କିଏ ଗୋଟେ ପଠେଇଥିଲେ, ସେଥିରେ ଯୋଉ ଗୋଟେ ସେଣ୍ଟ୍ରାଲ ଲେଭେଲରେ ଅଛି, ସେଥିରେ ସିଏ ପିଲେ ଅନୁବାଦ ବିଧିକୁ ମଧ୍ୟ ବ୍ୟାକରଣ ଅନୁବାଦ ବିଧି କି ମଧ୍ୟ ପିଲେ ମନୋବୈଜ୍ଞାନିକ ବିଧି ବୋଲି ମାନୁଛନ୍ତି। ତ ସେଥିପାଇଁ ୟାର ମଧ୍ୟ ପିଲେ ଆମେ ସନ୍ଦେହରେ ରହିବା। ଆଉ ଏ ପ୍ରଶ୍ନକୁ ଦେଖିଲେ ଲାଗୁଛି ପିଲେ ଇଏ ଓଡିଶା ଗଭର୍ଣ୍ଣମେଣ୍ଟ ହିସାବରେ ପଚାରୁଛି, ଆଉ ଓଡିଶା ଗଭର୍ଣ୍ଣମେଣ୍ଟ ହିସାବରେ ସେ ବ୍ୟାକରଣ ଅନୁବାଦ ବିଧିରେ ଦେଇଛି କି ପିଲେ କୋଉଠି ମାନେ ମନୋବୈଜ୍ଞାନିକ ବିଧି ବୋଲି? ତାର ଗୁଣରେ ହଉ କୋଉଥିରେ ଦେଇଛି? ଆଜ୍ଞା ସାର୍ ଦେଇଛି। ପଡିଛି ଏଇଟା। ହଁ କୋଉଥିରୁ ଝିଅ ପଡିଛି? ଉଦ୍ଦେଶ୍ୟଙ୍କର ଯାହା ଯୋଉ ଶିକ୍ଷଣ ଯୋଉଟା ଆମର ଶିକ୍ଷାସ୍ତ୍ର ଯୋଉଟା ପଢାଯାଏ, ସେଇ ବୁକରେ। ହଁ ସେଇ ବହି ଲେଖିଛି ସାର୍, ବ୍ୟାକରଣ ଅନୁବାଦ ମନୋବୈଜ୍ଞାନିକ ବିଧି ବୋଲି ଲେଖିଛି, କିନ୍ତୁ ଏଥିରେ ମଧ୍ୟ ଦେଖିବାକୁ ଗଲେ ପିଲା ପ୍ରତ୍ୟକ୍ଷ ବିଧିରେ ଆକ୍ଚୁଆଲି ଲେଖିନି ମନୋବୈଜ୍ଞାନିକ ବିଧି ବୋଲି, ଖାଲି କହିଛି କି ପିଲା ଜ୍ଞାନତା ଅଜ୍ଞାତମ ପ୍ରତି ବୋଲି, ନା ନାଇଁ? ଆଜ୍ଞା ଶିକ୍ଷକ ଲେଖିନି ପ୍ରତ୍ୟକ୍ଷ ବିଧି ମନୋବୈଜ୍ଞାନିକ, କିନ୍ତୁ ସଂସ୍କୃତ ଶିକ୍ଷଣରେ ଲେଖିଛି ଯେ ଏଇଟା ମନୋବୈଜ୍ଞାନିକ ବୋଲି। ହଁ ବ୍ୟାକରଣ ଅନୁବାଦ ବିଧିରେ ଲେଖିଛି ମନୋବୈଜ୍ଞାନିକ ବିଧି। ପ୍ରତ୍ୟକ୍ଷ ବିଧିରେ ବି ଲେଖିଛି ଉଦୟ ଶଙ୍କର ଝାଙ୍କ ବହିରେ,
मनोवैज्ञानिक विधि बोली ନା ନା ସାର୍ लेखिनी तो से जो प्रश्न पिले अच्छी तो है कहीं आमर पे ए बही भी लेखिनी ए बही खाली ज्ञात तो अज्ञात प्रति लिखी कि गोटे बही पूरा लिखी ही देती पे यहाँ मनोवैज्ञानिक विधि बोली तो से आम मैंने पे से आंसर सागर जी कहीं आमको जो चैलेंज करा पड़े तो आम से प्ले कर कि प्रत्यक्ष विधि चैलेंज करें हम जे कि कौन प्रमाण कौन पे अच्छी कौट लिखी ना मेनसन करने पे है तो से पे यार आंसर हो व्याकरण अनुवाद विधि बोली आउे प्राय जगह पे डायरेक्ट मेथड को से मनोवैज्ञानिक मानु ना पे है यहाँ भी गोटे पे कारण हो पाए ठीक अच्छे डायरेक्ट मेथड को से मनोवैज्ञानिक माने मानु ना तो से व्याकरण अनुवाद विधि ठीक रही पे आंसर है चलो तापर पे गद्य शिक्षण अंतिम बिंदु पे कौटा यहीटा पे आम एथुर आसी ओडिशा गवर्नमेंट रू आसी है सिटी बही आसी तो यहाँ कौन हो लास्ट सोपान रे से संदर्भ ग्रंथ सूची बोली देछि एकक प्रश्नावली तापर पे संदर्भ ग्रंथ सूची बोली देछि तो मन देखियो सेतरे पे आसीबो हैला तो यार आंसर पे संदर्भ ग्रंथ सूची हे जिवो बुझौछि तापर पे लक्षण लक्ष्यम किम भवति एटा पे निगमन विद्रे कार कि असुविधा अछि कि पे लक्षण लक्ष्यम किम भवति अरे निगमन विधि पे हे जिवो ना लक्षण पे हेला सूत्र लक्ष्य हो गला उदाहरण चलो तापर का भाषा आर्य भाषा अंतर्गत न भवति एथिरे भी कार किछ असुविधा नै पे तमिल भाषा हैला तापर यदा कश्चित छात्रः गुरः वाक्यम श्रुत्वा लिखति ताको पिले कोन कहै जिवो श्रुत लेख विधि अरे को पिले श्रुत लेख विधि कहै जिवो आदौ वेदमयी दिव्या यतः सर्वः प्रवृत्तयः इति कुत्र वर्तते वाक्यपदी मेंशन ही कर चिपले भर्तृहरि कहिसंदी बोली हला सर एटा महाभारत भी तो हबो महाभारत भी हबो ठीक कथा जे हला महाभारत रे मध्ये एटा अछि हां किंतु पिले जेतु माने पढुचे भी आ सेतरे मेंशन भी कर चिपले वाक्यपदी बोली त माने काहक मानिबा माने महाभारत जे मारिथियो से भी प्रमाण दबादि हे गेला पिले कोन असुविधा अछि महाभारत भी हे पारे किंतु प्रमाण भी महाभारत रे अछि सेमति कथा नै हला महाभारत भी हे पारियो वाक्यपदी भी हे पारियो दीटा जाकर प्रमाण अछि हला महाभारत रे प्रमाण अछि पिले प्रमाण नाही बोली नाही प्रमाण भी अछि हला महाभारत रे अछि बोली किंतु प्राय महाभारत के मारि नथि पिले के मारछि पिले महाभारत जो माने मारছে ସେମାନେ भी टेंशन न दरकार नहीं प्ले ସେମାନେ जदि काइना से मानिबो वाक्यपदी को बाकी महाभारत जो माने मानिछ ठीक अछि आ जदि से महाभारत को मानिला वाक्यपदी को न मानला ताले भी तो माने प्ले प्रमाण दबो कि पहिरे देछि ओडिसा गवर्नमेंट रो प्रूफ हां किछ असुविधा नहीं हैला चलो तापर पिले अद्यतन शिक्षायाः प्रमुखम उद्देश्यम किम भवति ए प्रश्न ऊपर प्राय पिलांकर डाउट कोन पिला आंसर हबो को अरे व्यक्तित्व विकास ना पे सामाजिक नागरिकता या विकास कौन पिला तुमको कौन लगुच पूरा ठीक हो बोली व्यक्तित्व विकास तो सामाजिक नागरिकता नागरिक हबो बोले ना सामाजिक नागरिकतार विकास कन लागुची लागुच ना क्यों सेला आंसर है व्यक्तित्व विकासटा पारंपरिक शिक्षार गोटे प्रमुख उद्देश्य थिला कि छात्रर व्यक्तित्व विकास किंतु सामाजिक नागरिकता या विकास सेटा माने आधुनिक शिक्षार गोटे प्रमुख उद्देश्य हिसाब रे ग्रहण करछन ना आजिकाली कार शिक्षार भी सब बेले पय गोटे ही उद्देश्य थाई पिले व्यक्तित्व विकास ही ठीक अछि आउ ए गोटे सामाजिक नागरिकता विकास आंसर ता दे दिले मेंशन मु जानि जे पिले त मान गुरु से जो पूर्व वर्ष प्रश्न थिला सेति पय पिले मु कहली देखो जो पिला पिले पाइथिला हला मु तुम गोटे ये पठौची एथरे ग्रुप रे देखो सेटा को जो कहीं ना सेतरे केमति का आंसर देथिला पिले मु देखौची गोटे मिनिट पिले मु जानथिल त माने एथरे डाउट रहियो बोली पिले बुझेला 2022 बैच रे पिले प्रश्न आसीथिला परीक्षा रे आ 2022 रे पिले जो पिलाटी पाइथिला हला तो से पिलर क्वेश्चन पेपर माने से माने को सेतेला कोन होतला कि पिले क्वेश्चन पेपर से माने डाउनलोड करूथिले माने तांकर ही क्वेश्चन पेपर जोटा से माने क्लिक करिसंती हला आ जोटा को कि से सेतेला तो डीएससी करूथिला पिले बुझौछ ना 2022 मसे रे डीएससी करूथिला हला
चलो एथरे मु थरे देखि दोछि पिले तमन सेथरे भी देखा हला देखा होछ ना पिले ना नहीं ଆଜ୍ଞା ସାର୍ देख से कौन करथिला पिले मु तुमको आउतरे कहि दोछि सेतरे से जो माने तमनको परीक्षा दे साला परे ना तुमको से ये करूथला कौन करूथला ना परे तमे तमरा जो परीक्षा रे जहा जहा देइथिला तुमे तुमरा रेस्पोंस क्वेश्चन पेपर को डाउनलोड करि पारुथला आ सेतरे से देइथिला कि जोटा ठीक आंसर सेटा को से बोल्ड लेटर लिखिथिला आ जोटा ठीक आंसर तो माने जदि तुमे ठीक आंसर देइछ तले तुमरा से आंसर तले दीटा गार दोथला से पिले तो सही हिसाब से देख पिले अद्यतन शिक्षा या प्रमुख उद्देश्य मस्ती आ तार कौन से ठीक आंसर पिले मानिसी ବ୍ୟକ୍ତି व्यक्ति विकास आ एटी मध्ये ବ୍ୟକ୍ତି लेख ବିକାଶ पाखरे भी लिखि पिले स्कोर ऑब्टेन्ड 1 हला तापटा देखुनो पिले छात्रः अधिक ज्ञानम समुपार जयंती तो ये मारिथिला पिले श्रवणेन किंतु पिले एक्चुअली पिले पठन ठीक आंसर तो सेति पई पिले स्कोर ऑब्टेन्ड -0.25 माने तर माइनस होतला पिले हला आउ बाकी पिले मु जेते कि सियोर पिले अद्यतन शिक्षार सबबेड पय प्रमुख उद्देश्य ही पिले व्यक्तित्व विकास ठीक अछि सामाजिकता विकास शिक्षार उद्देश्य गौण उद्देश्य प्रथम से चाहे कि जो पिलाटी अच्छी तार व्यवहार रे परिवर्तन हो तार व्यक्तित्व विकास हो शिक्षार एटा ही पिले मूल उद्देश्य सबबेड पय रही आछि हला तो सेति पय एतरे संदेह पिले करिया नै 2022 मसरे जो पिलाटी पाइतला तार क्वेश्चन पेपर रे पिले हला मोइडा को ये स्क्रीनशॉट देछि पिले चलो हला पिले तापर देछि माध्यमिक कक्षायां भाषा शिक्षणे अत्यंतम प्राधान्यम कुत्र वर्तते एटा भी किछ असुविधा नै पिले एटा भी आस्तिला प्रश्न कोन आंसर हे जब भाषा ज्ञानस्य ओ पिले भाव निर्माण सामर्थ्यस्य हला चलो तापर पिले स्वर ज्ञानस्य कुत्र आवश्यकता विद्यते ए टाइप रो प्रश्न थरा आसीतिला पिले कोन हे जिबार आंसर पद्य काव्य हला पद्य काव्य त्रिभाषा सूत्रे संस्कृतस्य स्थानं कीदृशं वैकल्पिकम हला एतरे भी कार किछि संदेह नै भाषा कौशल रूपले कठिनतम कौशल कोटा कठिनतम कौशल लेखन अरे अंतिम कौशल ही सबले पॉइंट कठिन कौशल हला कति भाषा कौशल सन्ति एटा भी कार डाउट नथियो प्ले चत्वारी अधस्तनेषु केन छात्राः अधिक ज्ञानम समुपार जयन्ति केन ए भी आस्तला प्ले प्रश्न हेबे देखैली हला तो सेथ्रु 2022 मसरा क्वेश्चन पेपर रु प्ले से बहुत सारा ये कर देछि हला चलो मौखिक पठनम इत्यस्य आंग्ल अनुवाद प्ले ओरल इतरे कार किछ असुविधा नै ब्लूम महाशयकर मतानुसार शिक्षक माने शैक्षिक उद्देश्य को प्ले केते बार व्यक्त कराई छै एटा भी कार किछ प्रॉब्लम नै प्ले तीन भाग रे विशिष्ट तथ्यानाम ज्ञानम कस्मिन् पक्षे अंतर भवति ज्ञानात्मक पक्षे ना नै एटा भी किछ असुविधा अछि प्ले विशिष्ट तथ्य मानकर ज्ञान जो जाउची ज्ञानात्मक पक्ष रे हला नै सेटा ठीक अछि आ पिले भंडारकर विधिर नामांतर व्याकरण अनुवाद विधि पिले खाली व्याकरण विधि नुआ हला व्याकरण अनुवाद विधि ना पिले खाली अनुवाद विधि हबो कोडा हबो अरे अनुवाद विधि भी देछि पिले से सर खाली अनुवाद खाली अनुवाद तू एकात्र दीटी जे लिखि अरे हे एटा प्लेट संदेश ऑप्शन को जे किनो तमनकर जेहेतु दियो जे सेति भाई एटा सी आंसर हो एकात्र लिखि दिना अनुवाद अछि व्याकरण भी अछि तेनु को एटा सी हबो नहीं तमन को जो सिटी बय रिप्ले से डायरेक्ट लिखि छि वाक्यडा पिले बुझला ना ए प्रश्न मत टिके डाउट बाला रही पारे कारण सेतरे लिखि छि ना पिले अनुवाद विधि उदय शंकर झा के बुक रे भी व्याकरण अनुवाद विधि लिखि छि सर व्याकरण अनुवाद विधि सेतरे भी देछि बुझौ छ नै आ एपटे पिले अनुवाद विधि को से पिले भंडार कर विधि बोली डायरेक्ट एतरे भी मेंशन करछि सेति में जे अनुवाद विधि मारथिबो से ओडिसा गवर्नमेंट रो प्रूफ देखेबो हां अरे ओडिसा गवर्नमेंट बारे से लिखि छि ना पिले केवल अनुवाद विधि की भंडार कर विधि बोली कहि छि ना नहीं आज्ञा आज्ञा
ଆଉ ବାକି ବ୍ୟାକରଣ ଅନୁବାଦ ବିଧି ବୋଲି ଯୋଉ ଉଦୟ ଶଙ୍କର ଝା ତାଙ୍କ ବହିରେ ଅଛି। ହଁ ତ ସେଥିପାଇଁ ଏ ପ୍ରଶ୍ନ ମଧ୍ୟ ଟିକେ ସନ୍ଦେହାସ୍ପଦ ହେଇପାରେ ପିଲେ ସେ କଣ ଆନ୍ସର ଦଉଛି ଆନ୍ସର ଦେଲେ ପିଲା ମଧ୍ୟ ସେଇ ହିସାବରେ ଚ୍ୟାଲେଞ୍ଜ କରିବେ। ଉଦୟ ଶଙ୍କର ଝା ବହି କେତେ ପ୍ରମାଣ ମାନିବେନି ସେ କାରଣ ତାଙ୍କ ବହି ପ୍ରାମାଣିକ ନୁହଁ ସେ ତା ନିଜ ଗଭର୍ଣ୍ଣମେଣ୍ଟ ବହିକି ହିଁ ପ୍ରାମାଣିକ ମାନିବ ବୁଝିଲା। ତ ସେଥିପାଇଁ ପିଲେ କଣ ହଉଛି ଏଟା ଦେଖିବା ମାନେ ଯଦି ସେ ଅନୁବାଦ ବିଧିକା ଆଗୁଆ ହିଁ ଠିକ ମାରି ଦେଇଥିବ ତ ଅନୁବାଦ ବିଧି ହିଁ ଚାଲିବ ଆଉ କିଛି ଅପସନ ଚେଞ୍ଜ ହବନି। ନାଇଁ ଯଦି ବ୍ୟାକରଣ ଅନୁବାଦ ବିଧି ମାରିଥିବ ତାହେଲେ ଯୋଉମାନେ ଅନୁବାଦ ବିଧି କରିଥିବେ ସେମାନେ ଚ୍ୟାଲେଞ୍ଜ କଲେ ତାହେଲେ ବ୍ୟାକରଣ ଅନୁବାଦ ବିଧି ଅପସନ ପିଲେ କଟିଯିବ। ତ ଦେଖିବା ସେ କଣ ପିଲାର ଆନ୍ସର ନଉଛି। ଆଉ ମୁଁ ବି ଏଟା ଲକ୍ଷ୍ୟ କରିନି ପିଲା ଅନୁବାଦ ବିଧି ଦେଇଛି ବୋଲି ଏଥିରେ ବୁଝିଲା। चलो तापर पिले कस्मिनी व्याकरणे सूत्र परिभाषादीनां कंठस्थीकरण अनिवार्यम भवति। एटा पिले कोन हेजिवो एटा किछ असुविधा नै एटा भी डायरेक्ट आंसर पिले औपचारिक व्याकरण पिले हेजिवो। ठीक अछि औपचारिक व्याकरण रे ही सूत्र परिभाषा ए सब कंठस्थीकरण पिले करिया को बाध्य हला अनिवार्य अटे हला। तापर छात्रः प्रायोगिक व्याकरणे तदा पारंगमः भवति यदा सह कोन हबो आंसर जिते प्रयोग कर कौन अच्छे ये भी ठीक आंसर पिला श्रुत पठित वाक्येभ्य व्याकरण अधिगच्छति आउ प्रयोगम च करोति एटा ही ठीक आंसर है। प्राथमिक स्तर कीदृशम व्याकरण सर्वोत्तम भवति तो एटा टिके नाकु पिले डाउट वाला क्वेश्चन रहिबो ठीक अछि। तो यार आंसर पिले को माने पाइचो किछि प्रामाणिक बहिरु इत्यादि रु पाइचो ना सर ताले प्राथमिक स्तर रे पिले से कहउचे को बळा व्याकरण सर्वोत्तम अटे। देखो एक्चुअली प्राथमिक स्तर रे जो पिला को व्याकरण पढ़ा जाए आम जो चिंता करिया पिले जेतेले पिला मानकु साधारणतः व्याकरण पढ़ा जाए प्राथमिक स्तर रे से मानकु पिले रामः रामो रामः एमती पूरा वाक्य कहिकरी तो एई उला रूप हे एमती कह जाय न थाए बरम से मानकु विभिन्न छळ रे पिले कह जाय थाए जेमती पिले रामः हां एमती गोटी गोटे उदाहरण देकरी तांको करा जाय थाए अर्थात से माने विशेष नजर दिया जाय थाए पिले कहा ऊपर सिद्धांत ऊपर न कहा पर दिया जाय थाए पिले प्रयोग ऊपर दिया जाय थाए हला। तापर से समान टिके माने माध्यमिक स्तर को आसीबे तापर से मानु किछि किछि सैद्धांतिक ज्ञान मध्य दिया जाय तो सही दृष्टि रु पिला मान विचार कले हमको लागुची प्रायोगिक ही ठीक आंसर पिला हबो किंतु बाकी प्रामाणिक तथ्य हम पाके सेमति किछि पिला नाही बुझौछि। तापर देखिए से कोन पिला आंसर मानुची किंतु प्रायोगिक ही ठीक लागियो बोली जे दूर पिला माने सहाय करि परते। चलो तापर हरबटिया पंचपदी एटा पिला हेजबो जोन फेड्रिक हरबट हला। आ हरबटिया पंचपदी आर अंतिम सोपान पिला कोडा प्रयोग बा अनुप्रयोग हला प्रयोग सोपान बा पिला अनुप्रयोग। आ पिला केउ पद्धति रे संस्कृत अध्यापन संस्कृत भाषा रे ही करा जाय एतरे कार असुविधा पिला अछि प्रत्यक्ष पद्धति रे हला। आ निम्नोक्त भितरु प्रत्यक्ष पद्धति रो दोष अटे कोडा पिला प्रत्यक्ष पद्धति रो दोष अटे को तो ये थाई पिला कौन कथा पिले एथरे कौन पिला आंसर अनुवाद विधिर अवहेलना करा जाय थाई अध्यापन मंदगत्या प्रचलित अध्यापन मंदगति चली थाए दीड ए दीड जाक पिले दोष लागु अनुवाद विधिर भी तो अवहेलना ही करा जाय थाए काहे ना प्रत्यक्ष पद्धति रे अनुवाद हुएनी ना प्रत्यक्ष पद्धति रे जो भाषा रे पढुछ जो भाषा शिखुछ सेही भाषा रे ही पढ़ा जाय पिले ट्रांसलेट करा जाय न थाए ना नहीं आज्ञा सर तो सेति पई यार पिले पूरा ठीक आंसर तला हबो। आउ किंतु अध्ययन सर जो सिटी बुक रे जो सब दोष देछि ସେଥିରେ ତ ଏଇ ଅନୁବାଦ କିଛି ଏମିତି मेंशन करके समय सापेक्ष कहिକି ତ ମନ୍ଦ କଥା ହେବନି सेति पई पिले सेतरे जेतो अनुवाद विधि से देइनि पिले किछि तो अध्यापन मंदगत्या चलती एटा ठीक रहे पिले समय सापेक्ष पिले सेति पई समय सापेक्ष बोली कहउछु कारण पढेबा बहुत स्लो चली थाए तो एटा ही दोष पिला हबो ठीक आंसर हला। हरबर्टଙ୍କର ତାଙ୍କ ନାଁଟା ହରବର୍ଟ ସ୍ପେନ୍ସର ହବନି କି हरबर्ट स्पेंसर ना बचे जोन फेडरिक हरबर्ट ना हरबर्ट स्पेंसर ତାଙ୍କ ନାଁ सर्च କଲା ବେଳେ ତ ହରବର୍ଟ ସ୍ପେନ୍ସର ହିଁ ଆସୁଛି। उदय शंकर ଝାଙ୍କ ବହିରେ ହରବର୍ଟ ଏଇ ଯୋଉ ଡୋନ୍ ଫେଡରିକ ଦେଇଛି हां एटा ठीक लागुचे पिले काहे ना जॉन फेडरिक हरबर्ट एमती दिदीटा आंसर आସୁଛି ତ ସେଇଥିପାଇଁ ବହୁତ କन्फ्यूज ମାନେ ଏମତି गुडाई भूल ହେଇ जाउची।
ना एथिरे किसी संदेह नहीं एटा जॉन फ्रेडरिक हर्बर्ट ही हबो पिले ये ही एजुकेशन दिगर आ बाकी के एजुकेशन लाइन रे नहंती हैला ठीक है तो एटा ही ठीक आंसर हो एथिरे किसी असुविधा नहीं हैला एटा पिले अध्यापन मंदगते जो चलते एटा ही ठीक आंसर तार हबो हैला 113 रे चला आउ कोडा जे त मो डबल डबल आंसर लागिला सर कहीं बीटा हैं मान चाहिए मैंने हर्बर्ट स्पेंसर भी और जो जॉन फेडरिक को भी मान चाहिए तेरा भी नहीं कंफ्यूजन थी मैं तो स्पेंसर मान रही नहीं स्पेंसर नहीं एटा जॉन फ्रेडरिक हर्बर्ट ही पूरा राइट आंसर हैला किसी असुविधा नहीं ओएसटीटी गाइड रे भी सर देइछि जॉन हर्बर्ट फ्रेडरिच। हाँ तो से एथिरे संदेह करे किसी कथा नहीं अप्रत्यक्ष पद्धतु नान्तर भवति एटा पिले कोन हबो अप्रत्यक्ष पद्धतु नान्तर भवति व्याख्यान विधि पिले हबो ऑब्वियसली और कोन व्याख्यान विधि रे पिले प्रत्यक्ष पद्धति रे जाउछि और प्रत्यक्ष विधि माने परोक्ष विधि की हाँ प्रत्यक्ष अप्रत्यक्ष माने एटा परोक्ष को ही बुझा दियो हैला आ पिले क्रियापद को अनुसरण करी कहार निरूपण करा जाई थाई कारकर एथिरे किछि असुविधा नहीं तापर पिले अप्रत्यक्ष शिक्षण रे छात्र शिक्षकर भूमिका पिले कोन एथिरे छात्र हबो क्रियाशील सक्रिय आ शिक्षक पिले कोन हबो मार्गदर्शक हाँ शिक्षक मार्गदर्शक सारे जो अप्रत्यक्ष शिक्षण जोटा परोक्ष शिक्षण रे एटा तो बहुत केंद्रित हबो ना छात्र आ शिक्षक छात्र और शिक्षक क्यों छात्र है जे क्रियाशील शिक्षक जे हबो सेला मार्गदर्शक बुझला सर एटा ठीक हबो तो नले आउ अगर खाली गोटे को मेरे आंसर लिखिथिली तो थाटा मारिथिली सेही हिसाब रे हम मु कहली मु दिटा आंसर एमिति आसुଛି नहीं नहीं एथरे तो छात्र निष्क्रिय बोल दे देछि परोक्ष रे छात्र निष्क्रिय की नहीं सर सेटा तो बहुत केंद्रित ना बहुत केंद्रित र माने होछि प्ले छात्र सक्रिय शिक्षक सक्रिय किंतु आज ए फैसिलिटेटर सबुरो बेस्ट है ना माने छात्र क्रियाशील हबो शिक्षक मार्गदर्शक हबो ठीक ठीक अछि चलो तापर पिले आरोह विधि रो नामांतर एटा भी कहार संदेह नहीं पिले आगमन विधि दंडान्वय विधि पिले कोन प्राथमिक स्तर न उपयुक्त प्राथमिक स्तर से कृते न उपयुज्यते आज्ञा से जोगदायकर झा कहली देछि लघु बाला नाम पूरा लिखि छै सेंटेंस टा हाँ ए सेंटेंस टा पूरा लिखि तो सेति पे हमको लागु छै प्रश्न सेठु ही उठैछि पिले बुझला काना दंडान्वय विधि रे पिले सेंटेंस टा से लिखि देछि हैला लघु बाला नाम कृते सर्वोत्तम विधि बोली पूरा सेंटेंस ही देछि थरे तो सेति पे पिले हम एई ना आंसर सिटी बय रे तो सिटी बय रे दंडान्वयटा प्राथमिक स्तर रे प्रयोग होई परिबोनी बोली सर सिटी बही रे देई देइछि प्राथमिक स्तर न उपयुक्त अन्वय विधि एतरे दंडान्वय भी होछि नहीं खंडान्वयटा तो एटा मन जी एतरे सर डायरेक्ट मेंशन भी करिछि दंडान्वय विधि रे देछि कहउछ ए सर एटा पूरा लिखि देइछि एटा उच्च स्तरीय मानक पई बोली दंडान्वय विधिटा जो दंडान्वय विधिटा अच्छा एमती कथा तो ई हबो पिले उभय उभय पटु चले जाई परियो किन सेथिरे पिले कोन कि एक्चुअली जो वाक्यटा पूरा लिखि देइछ तो सेति पे मते संदेह लागिला पिले हैला काय अन्वय विधि कोन देइछ देखि से जो सिटी बुक रे पिले लिखि जे कहउछ काय मते पठेलो पिले काय मतलब आगुनी पिले देखला बेले तो केबे अन्वय हे परियो ना प्राथमिक स्तर तो हबा कथा नुह पिले बुझि होछ ना नहीं एई बोले क्वेश्चन ले माइंड ये होनी हाँ डाइवर्ट नियते पर हबो पिले एने गोटे गोटे प्रश्न पिले ए टाइप रे आसीछि हो बुझिला विषय जाइछि काई सेथिरे तो पिले नाही कोठी तम जो कहिला मते कोठी सेटा देइछि कि नहीं लेखा हैनी लेखा हैनी बा पिले प्रारंभिक स्तर रे अच्छा 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 कोन देइछि पिले प्रारंभिक स्तर रे अध्ययनशील छात्र छात्री मानक बोधगम्य हेबा निमंते संस्कृत भाषा अनेक श्लोक रही तथापि से सब गद्याकृति नथिबारु एही विधि को अन्वय पद्धति नाम रे नामित करा जायछि या द्वारा कोमलमती विद्यार्थी मानकर अर्थावबोधात्मक ज्ञान रो अभिवृद्धि हुए देई तो पिले एठी प्रारंभिक माने स्तर रे आपणा देई बोली पिले देइछि ए जो जहा मु पढिली सम्मान जहा सुनिला बुझि होछि सर एटा खंडान्वय विधि रे आपण जाय किंतु दंडान्वय विधि रे पूरा सर तुम गोटे खोजी की बाहर करके आपन को पठाउ हाँ मते पठेबो जो काई ना काई क्षेत्र तो लेखा ही है निकले कोट एटा हुएनी बोली कि प्राथमिक स्तर रे
ଏଇ ଯୋଉ ଖଣ୍ଡା ନୟ ଆଉ ଦଣ୍ଡା ତାର ଦଣ୍ଡାନୟ ସ୍ତରଟା ପ୍ରାଥମିକ ସ୍ତରରେ ମାନେ ପ୍ରୟୋଗ ହୁଏ ନାହିଁ ବୋଲି ତ ସେଇଟା ହେଲା ନିଷ୍କ୍ରିୟ ପଦ୍ଧତି ଆଉ ଅମନୋବୈଜ୍ଞାନିକ। ଆଉ ଏଇଟା ବିଶ୍ଳେଷଣରୁ ସଂଶ୍ଳେଷଣ ତକୁ ଯାଉଛି ବୋଲି ସାର୍ ଏଇଟା ଏମିତି ପଢିଥିଲି ସାର୍ ଏଇଟା ନିଜେ ଦେଖିଛି ସାର୍। ନାଇଁ ଏମିତି ଆପଣ ନାହିଁ। ବି କହିଥିଲେ ସାର୍ ପଢେଇଲା ବେଳେ କି ଦଣ୍ଡାନୟ ଟା ମାନେ ଉଚ୍ଚ ସ୍ତରୀୟ ବୋଲି। ଉଚ୍ଚ ସ୍ତରରେ ଆପଣା ଯାଏ ବୋଲି ଠିକ କଥା। ଆଜ୍ଞା। କିନ୍ତୁ ପିଲା ଆମେ ଦେଖିବା କଣ ସାର୍ ହଉଛି ତମ ଦିଟା ଉଦୟଶଙ୍କର ଯାକ ଲାଗୁଛି। ଫାଷ୍ଟ ସେଇଟା ଦିଟା ସିଏ ଆମର ଅଛି କୋଉଟା ଏ ଗ୍ରହଣ ଆଉ ବି କରିବ ସେଇଟା ସେ ଠିକ୍। ଦିଟାଙ୍କ ତ ଗୁଣ ଦୋଷରେ ଯାଉଛି କିନ୍ତୁ ସେ ପଚାରୁଛି ଯେ ଦଣ୍ଡାନ ବିଧି କାହାକୁ କୁହାଯାଏ ହୁଁ ତା ଡେଫିନେସନ ପଚାରୁଛି। ହଁ ଦଣ୍ଡାନୟ ବିଧି କଣ ଅଛି ଆଉ ଡେଫିନେସନ ପଚାର ଡେଫିନେସନ ଅପସନ ଭିତରେ ନାହିଁ ଟୋଟାଲ ଅଛି କି ଝିଅ? ତାର ଗୋଟେ ସେଣ୍ଟେନ୍ସ ଅଛି ଦଣ୍ଡାନୟର ପଦ୍ୟଖଣ୍ଡମ ପୁନର୍ବାକ୍ୟମ। ହୁଁ କାଇଁ ପଦ ଖଣ୍ଡ ପୁନର୍ବାକ୍ୟ କାଇଁ ଦିଅ? ମାନେ ପଦକୁ ନେଇ ପଦ୍ୟକୁ ବାକ୍ୟକୁ ନେଇ ସେଟା କରାଯାଏ। ହଁ ତ ବାକ୍ୟକୁ ନେଇକି ତ କରାଯାଏ ଠିକ ଅଛି ଯେ କିନ୍ତୁ ସେମିତି ଅପସନ ହିଁ ଯେହେତୁ ନାହିଁ ନା ସେଠି କହୁଛି ଦଣ୍ଡାନୟ ବିଧି ମାନେ ପ୍ରଶ୍ନ ବି ପ୍ରଶ୍ନ ଝିଅ କଣ ଅତ୍ର ପ୍ରତ୍ୟେକ ପଦମ ଆଶ୍ରିତ ପ୍ରଶ୍ନ ହବ ଏମିତି ହୁଏନି କେବେ ଦଣ୍ଡାନୟ ଭିତରେ ଏଇଟା ତ ଖଣ୍ଡାନୟ ଭିତରେ ହୁଏ ନା ନାଇଁ। ତ ସେଥିପାଇଁ କଣ ପିଲା ହଉଛି ଆମେ ଦେଖିବା କଣ ହଉଛି ନା କଣ ନାହିଁ କିନ୍ତୁ ଆମର ସେଇ ବହିରେ ଯେହେତୁ ପିଲା ସିଟି ବହିରେ ସେମିତି କୌଣସି ପ୍ରକାର କାହିଁ ମତେ ତା ଭିତରେ ନାହିଁ ବୋଲି ଜଣା ପଡୁଛି କିନ୍ତୁ ତମେ ଯଦି କହୁଛ ପଢିଛ ବୋଲି ମତେ ପଠେଇବ ଥରେ କିନ୍ତୁ ଯାହା ପ୍ରାମାଣିକ ତଥ୍ୟ ଆମ ହାତରେ ଲାଗିଛି ପିଲେ ତ ସେଇଟା ଦେଖିଲା ବେଳକୁ ଉଦୟ ଶଙ୍କର ଝାଙ୍କ ବହିରେ ପିଲେ ଏଇ ଯୋଉ ଲାଇନ ଟା ନା ଡାଇରେକ୍ଟ ପିଲେ ଦେଇଛି ସେଥିପାଇଁ ପିଲେ ମୁଁ ଟିକେ ନାକୁ ସନ୍ଦେହରେ ଅଛି ୟାର ଆନ୍ସର କଣ ହଉଛି କଣ ନାହିଁ କିନ୍ତୁ ସାର୍ ତାଙ୍କ ଏମିତି ଯଦି ହବ କାହିଁକି ସାର୍ ଦେଖନ୍ତୁ ଏମିତି ଯଦି ହବ ତ ଦିଟା ଆନ୍ସର ହେଲା ବେଳକୁ ଯାହା ବି ତ ହେଲେ ପିଲା ପଢିଛନ୍ତି ତ ଆନ୍ସର ଅପସନ ଦେଖିକି ପିଲା ମାରିଥିବେ ତ ଏଇଭଳିଆ ହେଲାଠୁ 3 4ଟା 5ଟା ଏମିତି ଭୁଲ ହେଇଯାଉଛି। ହୁଁ ସାର୍ ଦେଖନ୍ତୁ ହରବର୍ଟ କନସଲ୍ଟ ସେଟା ହେଲା ଡାଇରେକ୍ଟ ମାନେ ଯୋଉ ଜନ୍ ଫ୍ରେଡରିଚ ହରବର୍ଟ ଟା ସାର୍ ଏଇଟା ଗୁରେ ମାରିଛନ୍ତି ହରବର୍ଟଙ୍କ ନାଁ ଦେଖିକି ଦିଟାଙ୍କ ଭିତରେ ଡାଉଟ ହେଇକି ବି ପିଲା ଏମିତି ସବୁ ମାରିଛନ୍ତି। ନା ସେଇଟା କିଛି ଅସୁବିଧା ନାହିଁ ସେଇଟା ତ ଠିକ ଆନ୍ସର ଆଉ ସେଥିରେ କଣ ଅଛି। ଆଚ୍ଛା ଏଇ ଯୋଉ ଗ୍ରୁପରେ ଜଣେ ପଠେଇଲେ ସେଥିରେ କୋଉ ବହିରୁ ଏଇଟା ସଂସ୍କୃତ ଶିକ୍ଷଣ ବିଧି ବୋଲି ଦଣ୍ଡାନୟ ବିଧି ପ୍ରାଥମିକ ମାଧ୍ୟମିକ ସ୍ତରରେ ଏସା ନୈବ ଉପଯୁକ୍ତ ମାଧ୍ୟମିକ ସ୍ତରରେ ନୈବ ଉପଯୁକ୍ତ ବୋଲି ଲେଖିଥିଲା ଏଟା ଆହୁରି ଭୁଲ ଭାଲ କରିଦେଇଛି। ଲଘୁ ବାଳନାଙ୍କୃତ ମାନେ ଛୋଟ ପିଲାଙ୍କ ପାଇଁ ନା? ହଁ ଲଘୁ ବାଳନାମ ଛୋଟ ପିଲାଙ୍କ ପାଇଁ। ତାହେଲେ ଏଟା କେମିତି ହବ ଲଘୁ ବାଳନାଙ୍କୃତ ସର୍ବୋତ୍ତମ ବିଧି ଏଟା କେମିତି ହବ ତାହେଲେ ଲଘୁ ବାଳନାଙ୍କୃତ ସର୍ବୋତ୍ତମ ବିଧି ତ ଖଣ୍ଡାନୟ ହବ। ହୁଁ ଦେଖ ଆକ୍ଚୁଆଲି ଖଣ୍ଡାନୟ ସାର୍ ଭିତରେ ଆପଣ ପଢେଇଲା ବେଳେ ସେଇଆ କହିଥିଲେ। ତ ସେଥିପାଇଁ ଏଟାକୁ ପିଲା ଆମେ କଣ କିଛି ମାନେ ଇଏ ହେଇପାରୁନି କିନ୍ତୁ ଦେଖ ସିଏ ଆକ୍ଚୁଆଲି ପିଲା କୋଉ ହିସାବରେ କହୁଛନ୍ତି ଦେଖ ସାର୍ ସିଏ କୋଉଟା ମାନେ ଗ୍ରହଣ କରିବେ ସେଇଟା ବି ମାନେ ଠିକ ନାହିଁ ମାନେ କୋଉଟା ଆ ଭିତରୁ ଗ୍ରହଣ କରିବେ। ହୁଁ ସେଇଟା ଅଫିସିଆଲ ଆନ୍ସର ସିଟରେ ଯାହା ଆସିବ ସେଇଟା ହିଁ ଠିକ ହେଇଥିବ। ହଁ ଯାହା ପିଲା ଆସିଲା ଆଉ କିନ୍ତୁ ଏଇ ବାକ୍ୟଟା ତ ଡାଇରେକ୍ଟ ଦେଇଛି ପିଲେ ହେଲା ବୁଝିଲା କି ନାଇଁ। ତ ସେଥିପାଇଁ ମୁଁ କହିଦେଲି ଆକ୍ଚୁଆଲି ସିଏ ବି ପ୍ରାମାଣିକ ବହି ନୁହଁ ତାକୁ ପ୍ରାମାଣିକ ବୋଲି ମାନିବାନି। ସାର୍ ଲଘୁ ବାଳନାଙ୍କୃତ ସର୍ବୋତ୍ତମ ବିଧି କଣ ଦଣ୍ଡାନୟରେ ଦେଇଛି ନା ଖଣ୍ଡାନୟରେ ଏଇଟା ଦେଇଥିବ? ଦଣ୍ଡାନୟରେ ଦେଇଛି ଝିଅ ବୁଝିଲ ଏଇଟା ଦଣ୍ଡାନୟ ବିଧିରେ ଦେଇଛି। ହଉ ଦେଖିବା କଣ ହଉଛି ପିଲାର ଆନ୍ସର କଣ ଏଇଟା ଗୋଟେ ପିଲା ସନ୍ଦେହାସ୍ପଦ ପ୍ରଶ୍ନ ରହିଲା ଆଉ ବାକି ସବୁ କ୍ଲିୟର ହେଲାଣି ଏଇ ଗୋଟିଏ ଖାଲି ସନ୍ଦେହାସ୍ପଦ ରହିଲା ପିଲା ବୁଝିଲା। ସାର୍ ଯଦି ଦଣ୍ଡାନୟ ବିଧି ଟା ଲଘୁ ବାଳନାଙ୍କୃତି ସର୍ବୋତ୍ତମ ବିଧି ହେଲା ହୁଁ ସାର୍ ସେଇଟା ତାହେଲେ ଅରୁଚିକର ଅମନ ବୈଜ୍ଞାନିକ ବୋଲି ବି ତ ଲେଖିଛି ନା? ହୁଁ ଅରୁଚିକର ଅମନ ବୈଜ୍ଞାନିକ ବି। ତାହେଲେ ଲଘୁ ବାଳନ ପାଇଁ ସେଟା ତାହେଲେ କେମିତି ସର୍ବୋତ୍ତମ ହେଲା? ଆକ୍ଚୁଆଲି ହବା କଥା ନୁହଁ ସେଇଟା ତ ଠିକ କଥା ଆମେ ବ୍ୟାକରଣ ସେଥିରେ ତ ବ୍ୟାକରଣ ଟିକେ ହାର୍ଡ ରୁହେ ହୁଁ ତାହେଲେ ସେଇଟା କେମିତି ଠିକ ହେଇପାରିବ? ସେଇଟା ଠିକ ହବା କଥା ନୁହଁ ପିଲେ ବୁଝିଲ ନା ଆକ୍ଚୁଆଲି ସେଇଟାକୁ କାରଣ ଦଣ୍ଡାନୟ ବିଧିଟା ପିଲା ଯେହେତୁ ଛୋଟ ପିଲା ମାନଙ୍କ ପାଇଁ ନୁହଁ ଆକ୍ଚୁଆଲି ବିଧିଟା ହେଲା ତଥାପି ପିଲେ କଣ ହଉଛି ଦେଖିବା ତାର ଆନ୍ସର କଣ ଆସୁଛି ଆଉ ବୁଝିହେଲା। ଚାଲ ଏଥିରେ ପିଲେ ତାପରେ 119 ଦେଖ 119 ଟା ବି ଦେଖ ମୁଁ କହିଦଉଛି ପିଲେ ଯୋଉ ଲୋକଟି ପ୍ରଶ୍ନ କଲାନି ଏ ପ୍ରଶ୍ନଟା ଦେଖିଲା ଦଣ୍ଡାନୟ ବିଧିରେ କୋଉଟା ସେଇ ଉଦୟ ଶଙ୍କର ଝାଙ୍କ ବହି ହିଁ ଦେଖିଛି। ସେଇ ପାଖରେ ଦଣ୍ଡାନୟ ବିଧିରେ ଲେଖିଛି ଲାଷ୍ଟକୁ ଲଘୁ ବାଳନାଙ୍କୃତ ସର୍ବୋତ୍ତମ ବିଧି ବୋଲି ସେ ବହିରେ ଲେଖିଛି ତ ଡାଇରେକ୍ଟ ସିଏ ଏଇଠୁ ପଚାରି ଦେଲା। ଆରେ ଏଇ ପିଲା କୋଶ୍ଚିନ୍ ଟାକୁ ସାର୍ ଚ୍ୟାଲେଞ୍ଜ କରିବାକୁ ପଡିବ।
ପିଲା ଭୟ ଶୁଣି ପାରୁଛ? ଆଜ୍ଞା ସାର୍ କଟି ଯାଇଥିଲା ଏବେ ଶୁଣିଲା। ଚାଲ ମୁଁ ଶୁଣ କହିଦଉଛି ଆଉଥରେ ହେଲା। ସେ ଯୋଉ ଲୋକଟି ପ୍ରଶ୍ନ କଲା ସେ ଉଦୟ ଶଙ୍କର ଝାଙ୍କ ବହିକୁ ବି ଲେଉଟେଇଛି ହେଲା। ଯେତେବେଳେ ଲେଉଟେଇଲା ଦଣ୍ଡାନ୍ୱୟ ବିଧିର ଲାଷ୍ଟ କୁ ପିଲେ ଲଘୁ ବାଳାନାମ କୃତେ ସର୍ବୋତ୍ତମ ବିଧି ବୋଲି ସେଥିରେ ଲେଖିଦେଇଛି ହେଲା। ଆରେ କାହାର ପିଲା ଅନମ୍ୟୁଟ ଅଛି ୟାର ମ୍ୟୁଟ କର। ହେଲା ତ ସିଏ ଦେଖିଲା କଣ ଲାଷ୍ଟ ଦେଖି ଲଘୁ ବାଳାନାମ କୃତ ସର୍ବୋତ୍ତମ ବିଧି ଦଣ୍ଡାନ୍ୱୟ ବିଧି ତ ପ୍ରଶ୍ନ ପଚାରି ଦେଲା। ତାପରେ ପରେ ଦେଖ ତାପରେ ବି ଯୋଉ ପ୍ରଶ୍ନ ପଚାରିଛି ଏ ଶ୍ଲୋକଟା ମଧ୍ୟ ପିଲେ ସେ ଏଥିରୁ ହିଁ ଆଣିଛି। କୋଉଥିରୁ ଆଣିଛି? ଉଦୟ ଶଙ୍କର ଯାହା ବହିରୁ ହିଁ ଆଣିଛି। କର୍ତ୍ତୃକର୍ମ କ୍ରିୟାସ୍ତାବ ଶ୍ଲୋକେ ୟୋଜ୍ୟା ତତଃ ପରମ୍। ଏଇଟା ପିଲେ ଓଡିଶା ଗଭର୍ଣ୍ଣମେଣ୍ଟ ବହିରେ ଅଛି କି ଶ୍ଲୋକଟା? ନାଇଁ ଏ ଶ୍ଲୋକଟା ବୁଝିଲା। ଜଷ୍ଟ ସେଇ ବାକ୍ୟଟା ପରେ ପରେ ପିଲେ ଏଇ ଶ୍ଲୋକଟା ସେଥିରେ ସେ ବହିରେ ଆସିଛି। ଅର୍ଥାତ ଏଥିରୁ ଆମେ କଣ ବୁଝୁଛେ ପିଲେ ସେ ଯୋଉ ପ୍ରଶ୍ନ ଯୋଉ ଲୋକଟି ପଚାରିଛି ସେ ସେଇ ବହିରୁ ଦେଖିକିରି ପଚାରିଛି ହେଲା। ଆଉ ସେଠି ସେ କାହିଁକି ପିଲେ ଦଣ୍ଡାନ୍ୱୟ ବିଧିକି ମାନିଛି ତାର ବି ମୁଁ କାରଣ କହିଦଉଛି ହେଲା। ସିଏ ଅମନୋବୈଜ୍ଞାନିକ କଣ ସେଗୁଡାକୁ ଆମେ ଛାଡ। ସିଏ କହିଲା କି ଯେହେତୁ ଛୋଟ ପିଲାମାନଙ୍କ ବହିରେ ବି ତ କିଛି କିଛି ଛୋଟ ଛୋଟ ଶ୍ଲୋକ ରହୁଛି 6th କ୍ଲାସ 7th କ୍ଲାସରେ ବି କିଛି କିଛି ଛୋଟିଆ ଛୋଟିଆ ଶ୍ଲୋକ ରହୁଛି। ଆଉ ଶ୍ଲୋକ ଗୁଡାକ ତ ପିଲା ପଢିକିରି ବୁଝିପାରିବେନି ଛୋଟ ପିଲା ଯେହେତୁ। ଆଉ ତୁମେ ସେମାନେ ଯଦି ଶ୍ଲୋକ ହିଁ ବୁଝିପାରିବେନି ତୁମେ ତ ଖଣ୍ଡାନ୍ୱୟ ପଦ୍ଧତିରେ ଯଦି ପ୍ରଶ୍ନ ପଚାରିବ ଏମିତି କ୍ରିୟାପଦକୁ ନେଇକିରି ସେମାନେ ତ ଜାଣି ହିଁ ନାହାନ୍ତି ଆଉ ସେମାନେ କଣ ତୁମକୁ ଉତ୍ତର ଦେବେ। ତ ସେଥିପାଇଁ ତୁମେ ଡାଇରେକ୍ଟ ତାକୁ ସିଧାସଳଖ ଶ୍ଲୋକଟିକୁ ଗଦ୍ୟ ଆକାରରେ କରିକିରି ତାଙ୍କୁ ତୁମେ ତାର ଅର୍ଥ ବୁଝେଇବ। ସେଥିପାଇଁ ସେ ଲଘୁ ବାଳାନାମ କୃତ ସର୍ବୋତ୍ତମ ବିଧି ବୋଲି ସେ ମେନସନ କରିଛି ପିଲେ ସେ ବହିରେ ହେଲା। ତ ଏଇ କଥାକୁ ଚିନ୍ତା କରିକି ସେ ମେନସନ କରିଛି ହେଲା। ଆଉ ତେଣିକି ସେ ପିଲା କଣ ଆନ୍ସର କିରେ ଆସୁଛି ସେଇଟା ପିଲାମାନେ ଦେଖିବା। କିନ୍ତୁ ସିଏ ଯୋଉ ପ୍ରଶ୍ନ ପଚାରିଛି ସେଇ ବହି ଦେଖିକିରି ହିଁ ପଚାରିଛି ପିଲେ ପ୍ରଶ୍ନ ହେଲା। 110 ନମ୍ବରରେ କାହାର ଡାଉଟ ଅଛି କି ପିଲେ ଖଣ୍ଡାନ୍ୱୟ ବିଧିରେ? ସରି 119 ନମ୍ବରରେ ହେଇଯିବ। ନା ସାର୍ ଏଟା ତ ଡାଇରେକ୍ଟ ଦେଇଛି ସୂତ୍ର। ହଁ ଆରୋହ ବିଧି ସନ୍ଦର୍ଭ ହଁ ଖଣ୍ଡାନ୍ୱୟ ବିଧି କିମ ରୂପମ ପୁରସ୍କୃତ୍ୟ ହେଲା। ଆଉ ପିଲେ ଆରୋହ ବିଧି ସନ୍ଦର୍ଭେ ଅଶୁଦ୍ଧ ବାକ୍ୟ ପିଲେ କୋଉଟା? ପ୍ରଥମେ ସୂତ୍ର ନିୟମାଧୀନ ସ୍ପଷ୍ଟୀକରଣ ଏଇଠି ହିଁ ତ ଭୁଲ ହେଇଗଲା। ତ ଫାର୍ଷ୍ଟ ଅପସନ ପିଲା ହବ କି ଠିକ ଆନ୍ସର ନା ନାଇଁ? ଆରେ ଏଥିରେ କାହାର କିଛି ଡାଉଟ ନାହିଁ ତ? ଉପକ୍ରମ ସୋପାନ ପିଲେ ଇଣ୍ଟ୍ରୋଡକ୍ଟରୀ ଷ୍ଟେଜ ହେଲା। ଅବରୋହ ପଦ୍ଧତିର ଦୋଷ ନୁହଁ ପିଲେ। ଅବରୋହ ପଦ୍ଧତିର କୋଉଟା ଦୋଷ ନୁହଁ? ଏଇଟା ପିଲେ ଦୋଷ ନୁହଁ। ଏଇଟା କାହିଁ ଦୋଷ ହବ ପିଲେ? ଅନ୍ୟାନ୍ୟ ବିଧିନ ଅଧ୍ୟାପନ ସମୟ ଅପଚୟ ବହୁତ ଦୋଷ ନୁହଁ ନା। ଏଟା ସମୟ ବଞ୍ଚି ଥାଏ ଅବରୋହ ପଦ୍ଧତିରେ ନା ନାଇଁ ହେଲା। ଦଣ୍ଡାନ୍ୱୟ ଅସମାପିକା କ୍ରିୟା ରୂପେଣ କସ୍ୟ ପ୍ରତ୍ୟୟସ୍ୟ ପ୍ରୟୋଗ ନଭବତି। କୋଉ ପ୍ରତ୍ୟୟର ପ୍ରୟୋଗ ହେଇନଥାଏ ପିଲେ? ସ୍ତବତୁ ପ୍ରତ୍ୟୟର। ସ୍ତବତୁ ପ୍ରତ୍ୟୟ ହେଲେ ବାକ୍ୟ ଶେଷ ହେଇଯିବ। ଅସମାପିକା କ୍ରିୟା ହେଇପାରିବନି। ଅସମାପିକା କ୍ରିୟା କରିବା ପାଇଁ ହେଲେ ତ୍ୱା ପ୍ରତ୍ୟୟ ନମୂଳ ପ୍ରତ୍ୟୟ ଲ୍ୟ ପ୍ରତ୍ୟୟ ବ୍ୟବହାର ହେଇଥାଏ। ଦଣ୍ଡାନ୍ୱୟ ବିଧିର ପ୍ରୟୋଗ କେଉଁ ଶିକ୍ଷଣରେ କରାଯାଏ? ଏଥିରେ ବି କାହାର ସନ୍ଦେହ ନାହିଁ ପିଲେ ପଦ୍ୟ ଶିକ୍ଷଣରେ ହିଁ କରାଯାଇଥାଏ ହେଲା। ଅଧସ୍ତନେଷୁ ଆଧୁନିକ ବିଧି ପିଲେ କୋଉଟା? କୋଉଟା ଆଧୁନିକ ବିଧି? ତ ଏଥିରେ କାହାର ସନ୍ଦେହ ଅଛି କି ପିଲେ ପରିಯೋଜନା ବିଧିରେ? ଆରେ ପିଲେ ପରିयोजना विधि पिले ହେଲା ପ୍ରୋଜେକ୍ଟ ମେଥଡ। ପ୍ରୋଜେକ୍ଟ ମେଥଡ ପିଲେ ଆଧୁନିକ ନା ପାରମ୍ପରିକ? ଆଧୁନିକ। ଆଧୁନିକ ହେଲା। ଆଉ ବାକି ସବୁ ପିଲା ପ୍ରାଚୀନ ବିଧି। ଅଧସ୍ତନେଷୁ କିମ୍ ପ୍ରସ୍ତାବନାୟାଃ ଉଦ୍ଦେଶ୍ୟଂ ନଭବତି। କୋଉଟା ପିଲେ ପ୍ରସ୍ତାବନାର ଉଦ୍ଦେଶ୍ୟ ନୁହଁ? ଏଥିରେ ବି କାହାର ସନ୍ଦେହ ନଥିବ ପିଲେ। ଛାତ୍ରାଣାମ ବୁଦ୍ଧି ପରୀକ୍ଷଣ ଏଇଟା ଉଦ୍ଦେଶ୍ୟ କି ପିଲେ ପ୍ରସ୍ତାବନାର? ନା ଏଇଟା ପିଲେ କାଇଁ ଏଇଟା ଉଦ୍ଦେଶ୍ୟ ନୁହଁ ପ୍ରସ୍ତାବନାର ହେଲା। ପ୍ରସ୍ତାବନାର କଣ ଶିକ୍ଷଣ ସୂତ୍ର? ଆଚ୍ଛା ପ୍ରସ୍ତାବନାରେ କେଉଁ ଶିକ୍ଷଣ ସୂତ୍ର ପ୍ରୟୋଗ ହେଇଥାଏ? କୋଉ ଶିକ୍ଷଣ ସୂତ୍ରର? ଜ୍ଞାତା ତ ଅଜ୍ଞାତମ ପ୍ରତି ହେଇଥାଏ ପିଲେ ହେଲା। ଏଥିରେ ବି ଡାଉଟ କିଛି କରିବାର ନାହିଁ। ବ୍ୟାଖ୍ୟା ବିଧିର ସୋପାନରେ କୋଉଟା ଯାଉନି ପିଲେ? କୋଉଟା ଯାଉନି? ପ୍ରୟୋଗ ଯାଉନି। ଆଉ ସବୁ କିଛି ଯାଉଛି ପିଲେ ପଦଚ୍ଛେଦ ପଦାର୍ଥ ଉକ୍ତି। ତାପରେ ପିଲେ ତୁଳନା ବିଧି ଭିତରେ କୋଉଟା ନାନ୍ତର ଭବତି? କୋଉଟା ପିଲେ? ଅନୁସ୍ମରଣ ବିଧି। ଆଉ ଏଇଟା କାଇଁ ତୁଳନା ବିଧି ପିଲା ହବ? ତୁଳନା ବିଧିରେ ପର୍ୟାୟ ବିଧି ବିଲୋମ ବିଧି ନାନାର୍ଥକ ପଦ ବିଧି ସବୁ ଯାଉଛି ପିଲେ। ଅନୁସ୍ମରଣ ବିଧି ଯାଉନି। ସଂସ୍କୃତ ଭାଷାର ଅଶୁଦ୍ଧ ଉଚ୍ଚାରଣର କାରଣ ପିଲେ କଣ ହବ? ସବୁ କିଛି ହବ କି ପିଲେ? ଉପରଯୁକ୍ତାନି ସର୍ବାଣୀ ଅପି କାରଣାନି ସବୁ କିଛି ପିଲା ଲଜ୍ଜା ଭୟ ଶଙ୍କ ଏସବୁ ଅମନୋବୈଜ୍ଞାନିକ କାରଣ ବର୍ଣ୍ଣ ମାନଙ୍କର ଉଚ୍ଚାରଣ ବିଷୟ କହି ସବୁର ଅଭାବ ସବୁ କିଛି କାରଣ।
संस्कृत भाषा अधिगमर समुचित क्रम पिले कोउटा एतरे भी कार की डाउट नथियो पिले LSRW श्रवण भाषण पठन लेखन तापर पद्य शिक्षण समय समभावयुक्त कवितार समुपस्थापन केते बेले करा जाय पिले केते बेले करा जाय कुह एतरे भी प्राय पिलांकर डाउट थिला ए प्रश्न रे कोन पिला आंसर हबो कुह की कोन पाइज कि प्रमाण पिले या ऊपर मते के जने पठेइतिलो पिले मेसेज भी करथिले हां से कहथिले कोन पाठर पुनरावृत्ति हां ମୁଁ ପଠେଇଥିଲି ସାର୍ ସେଇ ଯୋଉ ହରବର୍ଣ୍ଣଙ୍କର ଯୋଉ ପଞ୍ଚପଦୀ ନିୟମ ଅଛି ସେଥିରେ ଯୋଉ ସାମାନ୍ୟକରଣ ଅଛି ସେଥିରେ ଲେଖା ହେଇଛି ସମ୍ପୂର୍ଣ୍ଣ ପାଠସ୍ୟ ସାରାଂଶ ପୁନରାବୃତ୍ତି ହିଁ ଶବ୍ଦାର୍ଥ ବିବେଚନ ଭାବାର୍ଥ କଥନମ୍ ଆଉ କବିତା ଶିକ୍ଷଣେ ସମାନ ଭାବସ୍ୟ କବିତାଃ ବୋଧଗମ୍ୟା କରଣିୟା ଏମିତି ଲେଖା ହେଇଛି ତ ମତେ ଲାଗିଲା ସେଇଟା ପୁନରାବୃତ୍ତି ହବ କି ଭାବିକି ପଠେଇବି ନା ସେ କହିଥିଲେ ସାମାନ୍ୟକରଣ ସ୍ଟେପ ରେ କରା ଯାଇଥାଏ ବୁଝିହଉଛି ନା ନାଇଁ ସାମାନ୍ୟକରଣ ସ୍ଟେପ ରେ ଆଜ୍ଞା କରା ଯାଇଥାଏ କିନ୍ତୁ ପିଲେ ସମଭାବଯୁକ୍ତ କବିତାର ସଂଶୋଧନ କେତେବେଳେ ଜଣେ କରିବ ଯେତେବେଳେ ସେ ବ୍ୟାଖ୍ୟା କରୁଥିବ ଯେତେବେଳେ ବ୍ୟାଖ୍ୟା କରୁଥିବ ସେତେବେଳେ ସେ ସମଭାବଯୁକ୍ତ କବିତା ମାନେ କଣ? ହଁ ମୁଁ କହିଦଉଛି ପିଲେ କଣ ଯେମିତି କି ମୁଁ ପିଲେ ଦେଖୁଛ ବେଳେ ବେଳେ ତମମାନଙ୍କୁ କିଛି ଗୋଟେ ପଢଉଥିବି ବୁଝଉଥିବି ପିଲେ ହଁ ହଠାତ୍ ସେଇ ଶ୍ଲୋକର ଯୋଉ ଅର୍ଥ ଥିବ ବୁଝୁଛି ସେଇ ଶ୍ଲୋକର ଯୋଉ ଅର୍ଥ ଥିବ ସେଇ ଅର୍ଥ ବୋଲେ ଅନ୍ୟ କୌଣସି ଶ୍ଲୋକ ଥିବ ତ ସେଇ ଶ୍ଲୋକକୁ ବେଳେ ବେଳେ କହିଦିଏ ପିଲେ ତ ସେଇଟା କେତେବେଳେ କରାଯାଏ ସେ ଜିନିଷଟା ଯେମିତି ତମେ ମନେକର ପିତା ମାତାଙ୍କ ଉପରେ କିଛି ପଢଉଥିବ ପିଲେ ହଁ କିଛି ପଦ୍ୟ ପଢଉଥିବ ତ ସେ ସମୟରେ ତମେ କିଛି ହେଲା ଅନ୍ୟ କିଛି କବିତା ଯେମିତି ପିତା ମାତା ଭାଇ ବନ୍ଧୁ ଗୁରୁଜନ ତାରେ ହଁ କରୁଣାର ଦୃଷ୍ଟି ଯେଉଁ ଦିଏ ନାହିଁ ବାରେ କିଲାବ ସହସ୍ର ବର୍ଷ ବଞ୍ଚିଲେ ସେ ଲୋକ ଖାଇ ଖାଇ ଦୀର୍ଘ କାଳ ନ ବଞ୍ଚେ କି କାକ ତ ଏଇ ଟାଇପ ର ଯୋଉ ଶ୍ଲୋକ ପିଲେ ବୁଝିହଉଛି ତ ଏଗୁଡାକ ତମ ମାନେ କେତେବେଳେ କହିଥାଉ ପିଲେ ଯେତେବେଳେ ବ୍ୟାଖ୍ୟା କରୁଥିବ ସେ ସମୟରେ ହିଁ ତ କହିଥାଏ ନା ନାଇଁ କିଛି ବି ଆଜ୍ଞା ସାର୍ ସଂଗ୍ରହ ବାକ୍ୟ ହଉ ତ ଏଇଟା ସବୁବେଳେ ପିଲେ ବ୍ୟାଖ୍ୟାନ ସମୟରେ ହିଁ କରାଯାଇଥାଏ ହେଲା ତ ଆମେ କଣ କହିବା ବ୍ୟାଖ୍ୟାନ ସମୟ चलो तापर पिले कयोह कौशलयोह माध्यमेन अभिव्यक्ति की संपद्यते एतरे कार के डाउट अछि कि पिले भाषण लेखन ना नहीं हे जीव श्लोक आदि मानकर कंठस्थीकरण द्वारा केउ स्तर विकास होता है केउ स्तर रे पिले एतरे भी कहार संदेह नथियो पिले स्मृति स्तर रे ही डेवलपमेंट होता है मेमोरी लेवल रो अधस्तनेषु कस्याः पारंपरिक मूल्यांकन न भवति तो एतरे कहार डाउट अछि कि पिले पद क्रीडायाः डाउट अच्छी कार अरे 135 रे कार डाउट नहीं तो पिला बुझबा सर एक क्वेश्चन ता आपसे कहि दे तो देखो पारंपरिक मूल्यांकन पिले छड़ा का माने से कहूची आ भीतर कोगुडा का पारंपरिक माने सब माने कोन कोडा पारंपरिक नुह छड़ा का परीक्षा जे पारंपरिक को अनादि काल चली आछी अंताक्षरी को अनादि काल चली आछी समस्या पूर्ति मध्ये बहुत प्राचीन किंतु पद क्रीडा पिले वार्ड गेम एटा पारंपरिक ना आधुनिक 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 हैला तो सेति पय एटा पिले पारंपरिक मूल्यांकन नुहे तापरे आदर्श वाचन कथम स्यात् ए गोटे प्रश्न पिले डाउट वाला प्रश्न रहइबो बुझौछि ए गोटे प्रश्न पिले डाउट रहइबो विरामादि चिन्हने को देखि कि आदर्श वाचन करिवो किंतु गति ज्योति लयादिकम अनुश्रुति आदर्श और संपादित ये पठन सर जब एटा देतांता सस्वर वाचन ताहाले सेटा हेतांता आंसर एटा हां काइना पद्य शिक्षण बेले गति यति लयादिकम ना नहीं क्या सर किंतु आदर्श वाचन कला बेले को से जते बेले विरामादि चिन्ह देखि कि सिना पढेले पिला तांको पर हब ता सहित पिले कक्षोचित स्वरण भी देछि सेटा आउरी गोटे प्लस पॉइंट माने आदर्श वाचन सब बेले पई कोउडा स्वर हवा दरकार कक्षोचित स्वर हवा दरकार बुझियोछि तो ये मध्ये गोटे प्लस पॉइंट सेति पई पिले एइटा भी ठीक हे पारिबो माने भूल बोली भी कहि परिबानी किंतु बेसी ठीक पिले लागु जे मु कोडा ऑप्शन सी हैला आ किंतु एक्चुअली पिले मते लागु छी से प्रश्न पचारिबार थिला पिले आदर्श वाचनम कथम नस्यात किपरि न हवा उचित ताहाले आंसर पिले इथान ऑप्शन डी अरे पिले आंसर ऑप्शन डी इथान कि नहीं हैला आ बाकी सब किछि ठीक हे पारे ताला कहिना बेबरे टीचर को मध्य पिले पिलार मानसिक स्थिति को लक्ष्य करी तार स्वर मध्य पिले गति परिवर्तन करिया दरकार तो सेति पई ऑप्शन बी भी ठीक अछि तो सेति पई प्रश्न हुए तो कोन एपर सब थिबो ना ना जे प्रश्न ठीक अछि तो ऑप्शन सी ही ठीक आंसर हबो हैला सर एटा चैलेंज करि परिबा कि नै हम ऑप्शन ए रे
ଅପସନ ଚ୍ୟାଲେଞ୍ଜ କରିପାରିବ କାହିଁକି ନା ସେ ଯୋଉ ଓଡିଶା ଗଭର୍ଣ୍ଣମେଣ୍ଟ ବହିରେ ପିଲେ ସେ ଆଦର୍ଶ ବାଚନ ପାଖରେ ଦେଇଛି ଏଇଟା ଗତି ଗତି ଲୟାନ୍ୱିତ ମନୁଷ୍ୟ ନୃତ୍ୟ ବୁଝିହଉଛି। ସାର୍ ଆଦର୍ଶ ବାଚନ କହିଲେ ସେଟା ସାର୍ ପଦ୍ୟକୁ ବି ଯିବ ଗଦ୍ୟକୁ ବି ଯିବ ସାର୍ ଗଦ୍ୟକୁ ବି ସବୁଥିରେ ଯିବ। ସେଇଟା ହେଇପାରିବ କିନ୍ତୁ ଯଦି ହଁ ସସ୍ୱର ବାଚନ କହିବ କେବଳ ପଦ୍ୟକୁ ହିଁ ବୁଝେଇବ। କେବଳ ପଦ୍ୟକୁ ବୁଝିବ ଠିକ। ସାର୍ ଯଦି ଗତି ଗତି ଲୟ ଦେଇକି ଯଦି ଗୋଟେ ଟିଚର ପାଠ ପଢେଇବ କିନ୍ତୁ ମନେକର ଯୋଉ କ୍ଲାସରେ ଷ୍ଟ୍ରେନ୍ଥ ମନେକର 45 କିମ୍ବା 50 ଥିବେ ସେ ଗତି ଗତି ଲୟ ଦେଇକି ତ ପଢଉଥିବେ କିନ୍ତୁ ଯଦି ତାଙ୍କ ସ୍ୱର ଯଦି ସାର୍ ଯଦି କମ ଥିବ ବୋଲେ ସେଇଟା ତ ମାନେ ଷ୍ଟୁଡେଣ୍ଟ ମାନଙ୍କ ପାଖରେ ପହଞ୍ଚିବାଟା ବି ତ କଷ୍ଟକର ହବ ନା। ସେଇଟା ହେଲା ଅସୁବିଧା ଦିଅ ଏଥିରେ ଯେହେତୁ କକ୍ଷଯୁକ୍ତ ସ୍ୱରଣ ପିଲା ଦେଇଛି ସେଥିପାଇଁ ଅପସନ ଟା ପିଲା ବେଶୀ ଆମକୁ ଠିକ ଲାଗୁଛି କାରଣ ସେଇଟା ସବୁଠୁ ବଡ ଜିନିଷ ନା ନାଇଁ କକ୍ଷଯୁକ୍ତ ସ୍ୱର। ଆଜ୍ଞା ଚାଲ ଦେଖିବା ଆକ୍ଚୁଆଲି ମୁଁ କହିଲା ପିଲା ପ୍ରଶ୍ନ ହିଁ ଭୁଲ ଅଛି କାହିଁକିନା ତିନିଟା ଅପସନ ଯାକ ଠିକ ଅଛି କାରଣ ଲାଷ୍ଟ ଅପସନ ଛାଡିଦେଲା ପରେ ବାକି ତିନିଟା ଯାକ ଆମକୁ ଠିକ ଲାଗୁଛି ଆଦର୍ଶ ବାଚନ ବେଳେ ହେଲା ତ ପ୍ରଶ୍ନ ହିଁ ଏମିତି କିଛି ଏପଟ ସେପଟ ଥିବ। ହଉ ତାପରେ ପିଲେ କେଉଁଟା ପଦ୍ୟ ଶିକ୍ଷଣ ରସାନୁଭୂତି ସମ୍ପାଦନ ପାଇଁ ଅନିବାର୍ଯ୍ୟ ନୁହଁ କୋଉଟା ପିଲେ ପ୍ରଶ୍ନୋତ୍ତର ବିଧି ଆଉ କଣ ପଦାର୍ଥ ଜ୍ଞାନ ଦ୍ଵାରା କଣ ରସାନୁଭୂତି ହବ ଭାବ ସ୍ପଷ୍ଟୀକରଣ ଦ୍ଵାରା ହବ ଉଚିତ ଭାବ ମୁଦ୍ରା ଦ୍ଵାରା ହବ କାବ୍ୟ ସୌନ୍ଦର୍ଯ୍ୟ ବିଷୟକ ତଥ୍ୟ ଉପସ୍ଥାପନ ଦ୍ଵାରା ହବ ତ ଏଇଟା ହିଁ ହବ ପିଲେ। ଚାଲ ଗୃହ କାର୍ଯ୍ୟ ପ୍ରଦାନ ସମୟରେ ଶିକ୍ଷକ ପିଲେ କାହା ଉପରେ ଧ୍ୟାନ ଦବ କାହା ଉପରେ ଧ୍ୟାନ ଦବ ଛାତ୍ର ମାନଙ୍କର ଯୋଗ୍ୟତା କ୍ଷମତାକୁ ଦେଖିକିରି ହୋମୱାର୍କ ଦବ ଆଉ ଏଇଟା ଠିକ ଅନୁସାର ହବ ଆଉ ନା ନାଇଁ ଆରେ ପିଲେ ଏଥିରେ କାହାର ଡାଉଟ ନାହିଁ ତ ଆଜ୍ଞା ନାଇଁ ସାର୍ ଠିକ ଅଛି। ହଁ ଆଉ ପିଲେ ଗଦ୍ୟ ଭାଗ ଶିକ୍ଷଣ ବେଳେ ଶିକ୍ଷକର ପ୍ରମୁଖ ଉଦ୍ଦେଶ୍ୟ କଣ ହବା ଦରକାର କଣ ହବା ଦରକାର ଛାତ୍ର ମାନେ ସମ୍ପୂର୍ଣ୍ଣ ଗଦ୍ୟର ଅନୁବାଦ କଣ ନା ଏଇଟା ହବ ଗଦ୍ୟାଂଶ ରୂପେ ଅର୍ଥ ଗ୍ରହଣ କରନ୍ତୁ ବିଷୟ ବୁଝନ୍ତୁ ନା ନାଇଁ ଏଇଟା ହିଁ ପ୍ରମୁଖ ଉଦ୍ଦେଶ୍ୟ ହବା ଦରକାର ଠିକ ଅଛି। ଆଜ୍ଞା ସାର୍ ଆଉ ପିଲେ ଶ୍ରବଣ କୌଶଳର ବିକାଶ ପାଇଁ ଶିକ୍ଷକ କଣ କରିବା ଦରକାର ଚାଲ ସର୍ବାଣୀ ଅଛି ଯେ ସର୍ବାଣୀ ମାଧ୍ୟ ହେଲା ଠିକ। ନିମ୍ନୋକ୍ତ ବାକ୍ୟ ଭିତରୁ ସମୀଚୀନ ବାକ୍ୟ କୋଉଟା ପିଲେ ଏ ଗୋଟେ ଡାଉଟ ବାଲା ପ୍ରଶ୍ନ କଣ ପିଲାର ଆନ୍ସର ହବ ସାର୍ ସାର୍ ହୁଁ ସାର୍ ସେଟା ଯୋଉ କକ୍ଷାୟାମ ପ୍ରତ୍ୟକ୍ଷମ ପଦ୍ଧତି ଅଧ୍ୟାପୟତେ ଯଦି ପ୍ରତ୍ୟକ୍ଷ ପଦ୍ଧତିରେ ପଢେଇବ ତାହେଲେ ସେଇଥିରେ କଣ ଶ୍ରବଣ ଖାଲି ଶ୍ରବଣର ହଉଛି ବିକାଶ ହେଇପାରିବ କି? ପ୍ରତ୍ୟକ୍ଷ ନାହିଁ ଯେ ପ୍ରତ୍ୟେକ ପଦ୍ଧତି ଅଧ୍ୟାପୟତ ଠିକ ଅଛି ତ ଶିକ୍ଷକ ନା ପ୍ରତି ପଦ୍ଧତିରେ ସେଇଟା ଅଧ୍ୟାପନ କରିବା କେମିତି ହବ? ଦରକାର ଏଇଟା ସାର୍ ଝିଅ 74 ବିଷୟକୁ ଦେଖିକି ନା ମନେକର ଝିଅ ଗୋଟେ ସହଜିଆ ବିଷୟ ଅଛି ତ ତାକୁ ସେ ପ୍ରତ୍ୟକ୍ଷରେ ପଢି ଦେଇ ପାରିବ କିଛି ବିଷୟ ବୁଝେଇବାର ଅଛି ସେତେବେଳେ ସେ ପ୍ରତ୍ୟକ୍ଷରେ ଗୋଟିଏ ପଦ୍ଧତିରେ ପଢଉଥିବ ୟା ଦ୍ଵାରା କଣ ଝିଅ ଶିକ୍ଷାର ଡେଭଲପ ହେଇପାରିବ ତ ତାକୁ ପ୍ରତି ପଦ୍ଧତିକୁ ଆପଣେଇବାର ଅଛି ବୁଝି ହଉଛି ତ ଶିକ୍ଷକକୁ ସାର୍ ପିଲେ ସେଇଟା ଶ୍ରବଣ କୌଶଳ କେମିତି ବିକାଶ ହବ? ପ୍ରତ୍ୟେକ ପଦ୍ଧତିରେ ଝିଅ ଶ୍ରବଣ କୌଶଳ ଖାଲି ଗୋଟେ ଦେଇଦେଇଛି ନା କିନ୍ତୁ ଶ୍ରବଣ କୌଶଳର ମାନେ ହଉଛି ଯେ ଶିକ୍ଷାର କୋଉଥିରେ ବିକାଶ ହେଇପାରିବ ଠିକ ଅଛି କାହିଁକିନା ସବୁ ପଦ୍ଧତିରେ ପିଲେ ଯେକୌଣସି ଇଏରେ ଝିଅ ସବୁ ମାନେ ଭାଷା କୌଶଳ ସମସ୍ତଙ୍କର ବିକାଶ ହେଇଥାଏ ଠିକ ଅଛି ନା ବୁଝିପାରିଲନି ଆରେ ଝିଅ ବୁଝିହବ ତ ଶ୍ରବଣ କୌଶଳର ଏଠି ମାନେ ଶ୍ରବଣ କୌଶଳ ଦେଇଛି ଝିଅ କିନ୍ତୁ ଶ୍ରବଣର ମାନେ ଏଠି ପର୍ଟିକୁଲାର ଶ୍ରବଣ ବୋଲି ନୁହଁ ଏଇଟା ତମକୁ ଠିକ ଲାଗୁଛି ନା ନାଇଁ ଧ୍ୱନି ମୁଦ୍ରିତ ଯନ୍ତ୍ରାଦି ବି ଗୀତ କଥା କବିତା ଆଦି କମ ଶ୍ରାବଣ ଠିକ ଲାଗୁଛି ନା ନାଇଁ ସଂସ୍କୃତ ଭାଷା ଭିତ୍ତିକ ସାର୍ ସେଇ ଚଳଚିତ୍ରାଣୀ ଅପସନ ବି ଟା ବେଶୀ ଆନ୍ସର ଠିକ ଲାଗୁଛି ମାନେ କେବଳ ଶ୍ରବଣ କୌଶଳ ବିକାଶ ଏଇଟା ହିଁ ହବ। ଦିଟା ହବ ଆଉ ସାର୍ ସାର୍ ଆଉ ଯୋଉ ସାର୍ ସଂସ୍କୃତ ଶ୍ରବଣ କୌଶଳ ଯୋଉ ସାଧନାନୀ ଅଛି ହୁଁ ଶ୍ରବଣ କୌଶଳ ସାଧନା ଯୋଉ ବୁକ୍ ରେ ଅଛି ହୁଁ ସେଇଥିରେ ଅଛି ଧ୍ୱନି ମୁଦ୍ରିକା ଆଉ ଦୂରଦର୍ଶନ ଦୂରବାଣୀ ଗୁରୁମୁଖମ ହୁଁ ସଂଗଣକମ ହୁଁ ଧ୍ୱନି ବିସ୍ତାର ଯନ୍ତ୍ର ଏଗୁଡାକ ସବୁ ଅଛି କିନ୍ତୁ ତାହେଲେ ଏଥିରେ ଯୋଉ ପଦ୍ଧତି ଏସବୁ ତ ନାହିଁ। ଭାଷା ଭିତ୍ତିକ ଯୋଉ ଚଳଚିତ୍ରାଣୀ ଝିଅ ଅଛି ଚଳଚିତ୍ର ଯାଉଛି ନା ଯାଉନି ତା ଭିତରେ ତା ଚଳଚିତ୍ର ଦ୍ଵାରା ପିଲେ ତାର ଭିଜୁଆଲ ବି ଡେଭଲପ ହେଲା ତା ସହିତ ପିଲା ଶୁଣିଲା ବି ନାହିଁ ଅଡିଓ ଡେଭଲପ ହେଲା କି ନାଇଁ ଶ୍ରବଣ ଆଜ୍ଞା କୌଶଳ ବିକାଶ ହେଇପାରିଲା କି ନାଇଁ ତ ଯଦି ସାର୍ ଏଥିରେ ଏ ଭାଇନା ଉପଯୁକ୍ତ ତାପରେ ପର୍ବାଣୀ ସେଠି ହବ। ପୁରା ଡାଇରେକ୍ଟ ମେନସନ କରୁଛି କି ଭାଷା ଭିତ୍ତିକ ଚଳଚିତ୍ର ଆଣି ମାନେ ସେ ପୁରା ଇଣ୍ଡିକେଟ କରିଦଉଛି ଭାଇନା ସେଟା ହଁ କରିଦଉଛି ତ ଯଦି ଦିଟା ଅପସନ ଠିକ ଅଛି ତାହେଲେ ଏଇଟା ବି ତ କିଛି ବି ଭୁଲ ଅପସନ ବି ତ ନାହିଁ ନା କକ୍ଷାୟାମ ପ୍ରତ୍ୟେକ ପଦ୍ଧତି ଅଧ୍ୟାପୟ କିଛି ଭୁଲ ଅପସନ ପିଲା ଅଛି କି ଶିକ୍ଷକକୁ କ୍ଲାସରେ ପିଲା ପ୍ରତି ପଦ୍ଧତିରେ ପଢିବା ଦରକାର କେବଳ ସବୁବେଳେ ଗୋଟିଏ ପଦ୍ଧତିରେ ପଢେଇବନି ସବୁ ପଦ୍ଧତିରେ ପଢେଇବ
ହେଲା ତା ଦ୍ୱାରା ସବୁ କୌଶଳର ବିକାଶ ହେଇପାରିବ। ତ ତା ଭିତରେ ଶ୍ରବଣ ବି ଆସି ଯାଉଛି, ବୁଝି ହଉଛି ତ। ଆଉ ଯୋଉ ଜାଗାରେ ପିଲେ ଦିଟା ଅପସନ ଠିକ ହେଲାଣି ତ ବାକି ଅପସନ ଠିକ ନ ହବାରେ କଣ ପ୍ରୋବ୍ଲେମ ହଉଛି ହେଲା, ବୁଝିହବ ତ ନା ନାଇଁ। ଚାଲ 141 ପିଲେ କଣ ହବ? ସାର୍ 74 ନମ୍ବର ଟିକେ ଆଉ ଥରେ କହିଦିଅନ୍ତୁ। କଣ ଦେଇଛି 74? 74 ମୋ क्वेश्चन गद्य भाग शिक्षण शिक्षकाचं प्रमुख उद्देश किम भवेत, ए क्वेश्चन टा। ହଁ ଗଦ୍ୟ ଶିକ୍ଷଣ ଏଇଟା କରାଯିବ, ଛାତ୍ର ଗଦ୍ୟାଂଶରୁ ଅର୍ଥ ଗ୍ରହଣ ଓ ବିଷୟ ବୋଧନରେ ସମର୍ଥ ଭବନ୍ତୁ। ହେଲା ସାର୍ ଡି ହେବନି କି ଛାତ୍ର ଗଦ୍ୟାଂଶ ବିଦ୍ୟମାନ ନାଇଁ 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 ନା ଏଇଟା ପ୍ରମୁଖ ଉଦ୍ଦେଶ୍ୟ ନୁହେଁ ହେଲା। ଆଜ୍ଞା ଚାଲ 141 ପିଲେ କୁହ କଣ ହବ ଶୀଘ୍ର ଶୀଘ୍ର। ନିମ୍ନୋକ୍ତ ବାକ୍ୟ ଭିତରୁ ସମୀଚୀନ ବାକ୍ୟ କୋଉଟା? ଉତ୍ତମ ପାଠକ, ଉତ୍ତମ ଲେଖକ। ଯିଏ ଲେଖନ କୌଶଳ ପ୍ରବୀଣ ସେ ଉତ୍ତମ ବକ୍ତା ହେଇପାରିବ। ପଠନ କୌଶଳ ଭାଷଣ କୌଶଳର ମୂଳ। ରଟନ କୌଶଳ ସହ ଭାଷଣ କୌଶଳ ପ୍ରତ୍ୟକ୍ଷ ସମ୍ବନ୍ଧ ଅଛି। ଏଇଟା ତ ଭୁଲ କଥା, ଛାଡିଦିଅ ଦିଟା ହେଲା। ତ ଏଥିରୁ ପିଲେ କଣ ହଉଛି, ଆମମାନେ ଜାଣିଛେ ପିଲେ କି ପୂର୍ବ କୌଶଳ ସାର୍ ଦ୍ଵାରା ଏଇଟା ପଠନ କୌଶଳ ଭାଷଣ କୌଶଳର ମୂଳ ହବ, କାହିଁକି ନା ସାର୍ ଶ୍ରବଣାତ୍ ଭାଷଣ, ଭାଷଣାତ୍ ପଠନ, ପଠନାତ୍ ଲେଖନ ଅଛି। ହଁ ସେଥିପାଇଁ ତ ମୁଁ କହିଲି ପିଲେ ପ୍ରଥମେ ଯେମିତି ଯୋଉ କ୍ରମରେ ଅଛି ପିଲେ LSRW ନା, ତ ଏଲ ମାନେ ଏଲ ଟା ଡେଭଲପ ହେଲା ଏସ୍ ବି ଡେଭଲପ ହେଇପାରିବ ପିଲେ, ବା ଏଲ ଡେଭଲପ ହେଲେ ହିଁ ସେ ଏସ୍ ପାଖରେ ପହଞ୍ଚି ପାରିବ। ତାପରେ ଯେତେବେଳେ ଏ ଦିଟା ଯାକ ଡେଭଲପ ହବ ତାପରେ ସେ କାହା ପାଖରେ ପହଞ୍ଚିବ ପିଲେ, ମାନେ ପଠନ ପାଖରେ ପହଞ୍ଚିବ। ତାପରେ ଯିଏ ଯାହାର ପଠନ ଏ ସବୁ ଡେଭଲପ ହେଲା ତ ସିଏ ନିହାତି ଭାବରେ ପିଲେ ଭଲ ଲେଖି ବି ପାରିବ। ତାହେଲେ ମାନେ ଏଥିରୁ ଆମେ ଜାଣୁଛେ କି ପୂର୍ବ କୌଶଳ ଗୁଡାକ ପିଲେ ପର କୌଶଳର ପିଲେ କାରଣ ହଉଛନ୍ତି। ତ ସେଇ ଦୃଷ୍ଟିରୁ ପିଲେ ତ କୋଉଟା ତମକୁ ଠିକ ଲାଗୁଛି? ଅପସନ ସି। ସିଏ ଝିଅ କଣ କହୁଛି, ସିଏ ପଠନ କୌଶଳ ଭାଷଣ କୌଶଳର ମୂଳ ଅଟେ। ତାହେଲେ ଭାଷଣ କୌଶଳ ପଠନ କୌଶଳର ମୂଳ ନା ପଠନ କୌଶଳ ଭାଷଣ କୌଶଳର ମୂଳ? କୋଉଟା ପ୍ରଥମେ ଆସୁଛି? ପଠନ କୌଶଳ ପ୍ରଥମେ ଆସୁଛି ନା ଭାଷଣ କୌଶଳ ପ୍ରଥମେ ଆସୁଛି? ପ୍ରଥମେ ଏଇଟା ଭାଷଣ ଭାଷଣ। କୌଶଳ ପ୍ରଥମେ ଆସୁଛି, କାହିଁକି ନା ପଠନ କୌଶଳ ଭାଷଣ କୌଶଳ ଆସିବ, ଭାଷଣ କୌଶଳ ସେମାନେ ଭାଷଣ କୌଶଳ ପ୍ରଥମେ ଆସିଲା ନା। କଣ ବୁଝିଲା ତମେ ୟାର ଅର୍ଥ? ପଠନ କୌଶଳ ଭାଷଣ କୌଶଳର ମୂଳ ଅଟେ, ୟାର ମାନେ ଆଗ ଭାଷଣ ଆସିଲା। ୟାର ମାନେ ନା ବୁଝିଲ? ପଠନକୁ ସେ ପ୍ରଥମେ ମୂଳ କହୁଛି। ସାର୍ ଜଣେ ଭଲସେ ପଢିଥିଲେ ତାପରେ କାହିଁକିନା ଭଲସେ ଭାଷଣ ଦେଇପାରିବ। ନା, ଯିଏ ନ ପଢୁଛି ସେଇ ବହୁତ ଭଲ ଭାଷଣ ଦେଇପାରୁଛି ନା ନାଇଁ। ତ ସେଥିପାଇଁ ପିଲେ ଦେଖ ଯୋଉଟା ପ୍ରଥମେ ଯୋଉ ପୂର୍ବ କୌଶଳ ପ୍ରଥମେ ଥିବ ପର କୌଶଳ ପରେ ଥିବ, ତ ସେଇଟା ହିଁ ଠିକ ଆନ୍ସର ହବ। ସେ ଅପସନ ଅଛି ପିଲେ ଅପସନ ଏ ନା ନାଇଁ। ଉତ୍ତମ ପାଠକ ହିଁ ଉତ୍ତମ ଲେଖକ ଭବିତୁମ ଅର୍ହତି। ଠିକ ଅଛି ପିଲେ, କାହିଁକି ନା ପ୍ରଥମେ ପଠନ କୌଶଳ ଆସିଛି, ପରେ ପିଲେ କୋଉ କୌଶଳ ଆସିଛି? ଲିଖନ କୌଶଳ ଆସିଛି ଲେଖ। ହେଲା। ଚାଲ ତାପରେ ପିଲେ ଭାଷଣ କୌଶଳ ବିକାଶରେ ସହାୟକ ପାଠ୍ୟ ସାହଗାମୀ କ୍ରିୟା କାହା ଉପରେ ନିର୍ଭର କରିଥାଏ? ଆଉ ସବୁ କିଛି ଏଇଟା ବି କଣ ଏଥିରେ ଭାବିବାର ଅଛି ପିଲେ। ଉପରି କଥିତ ସରବାହ କ୍ରିୟାରେ ସଦ୍ୟ ଭାଷଣ, କଥା କଥନ, ଭାଷଣ ପ୍ରତିଯୋଗିତା, ମୌଖିକ ପ୍ରଶ୍ନୋତ୍ତର ସବୁ କିଛି ପିଲେ ଯାଉଛି ପିଲେ ଭାଷଣ କୌଶଳର ବିକାଶରେ। ବସ୍ତୁନିଷ୍ଠ ମୂଲ୍ୟାଙ୍କନରେ ପିଲେ କୋଉଟା ଯାଉନି କି ପିଲେ? ପଦମ ଗୃହୀତ ବାକ୍ୟ ନିର୍ମାଣ ଏଇଟା ପିଲେ ବସ୍ତୁନିଷ୍ଠ ଯାଉଛି, ଯାଉନି ହେଲା। ଆଉ ସବୁ ଯାକ ପିଲେ ସିଙ୍ଗଲ ଆନ୍ସର। ତାପରେ ଅଧସ୍ତନ୍ଧରେ ପିଲେ ଆନ୍ତରିକ ମୂଲ୍ୟାଙ୍କନ ଏଇଟା ବି ଡାଇରେକ୍ଟ ପିଲେ ପ୍ରଶ୍ନ ପଚାରିଛି ଏଥିରୁ ହେଲା। କୋଉଥିରୁ? ଉଦୟ ଶଙ୍କର ଝାଙ୍କ ବହିରୁ। ତ ଛାତ୍ର ମାନଙ୍କର ଦୈନିକ ପ୍ରଗତିର ବିଷୟାଧ୍ୟାପକ କୃତ ମୂଲ୍ୟାଙ୍କନ ହେଲା। ଟିଚିଂ ଏଡ୍ସ ପିଲେ ସହାୟକ ଉପକରଣ। ସ୍ୱୟଂ ପରୀକ୍ଷଣ ପ୍ରଶ୍ନକରଣ ସେଲ୍ଫ ଚେକ୍ ଏକ୍ସରସାଇଜ କିଛି ଅସୁବିଧା ନାହିଁ ପିଲେ ଏଥିରେ। ପ୍ରାକ୍ କଥନ ପିଲେ ପ୍ରୋଲୋଗ ଏଥିରେ କାର ଅସୁବିଧା ଅଛି? ଇଂଲିଶ ଟର୍ମ ସବୁ ଭଲ ସହଜ ପଚାରିଛି। ଲେଖନ କୌଶଳ ବିକାଶ ପାଇଁ କାର୍ଯ୍ୟ କରିଥାଏ, କୋଉଟା ପିଲା କାର୍ଯ୍ୟ କରିବ? ସମସ୍ୟା ପୂର୍ତ୍ତି। ଏଥିରେ କାର ଡାଉଟ ଅଛି ପିଲେ ସମସ୍ୟା ପୂର୍ତ୍ତି କାହିଁକି ହେଲା ବୋଲି? ଆରେ ହେଇଯିବ ତ ପିଲେ। ହଁ ସାର୍ ଟିକେ ବୁଝେଇ ଦିଅନ୍ତୁ। ସାର୍ ଶୁଣନ୍ତୁ ସାର୍, ଲେଖନ କୌଶଳ ଯୋଉ ହୁଏ, ଲେଖନ କୌଶଳରେ ସେଇ ଯୋଉ ସିଟି ବହିରେ ତ ପୁରା ମେନସନ ହେଇଛି ନା, ଲେଖନ କୌଶଳର ଯୋଉ ବିଧି ଅଛି ଦୃଷ୍ଟ ଲେଖନ, ଶ୍ରୁତ ହୁଁ ଲେଖନ, ରଚନା ଲେଖନ, ସେଗୁଡା ସବୁ ମେନସନ ହେଇଛି। ତ ଲିଖିତାଂଶ ଦୃଷ୍ଟ ପୁନଃ ଲେଖନ ଏଇଟା ତ ସେଇଥିରେ ସେଇ ଲେଖନ କୌଶଳ ବିଧିରେ ଏଇଟା ଆସୁଛି। ଅନୁଲେଖ। ଅନୁଲେଖ ବିଧିରେ ପିଲେ ଏଇଟା ଆସିଯାଉଛି।
ଅନୁଲେଖ ବିଧିରେ ଆସୁଛି ନା ପ୍ରତିଲେଖ ବିଧିରେ ଆସୁଛି? ଏଟା ପ୍ରତିଲେଖ ଦୁଷ୍ଟ ଲେଖା ଯୋଉ ଲିଖିତାନାମ ଦୃଷ୍ଟ୍ୱା ପୁନଃ ଲେଖନ ସେ ପୁରା ଯେମିତି ଡାଇରେକ୍ଟ ଦେଇଥିଲା ସେମିତି କପି କରିକି ଲେଖିବ ଏଟା ପ୍ରତିଲେଖରେ ଯାଉଛି। ପ୍ରତିଲେଖ ବିଧିରେ ଯାଉଛି। ପ୍ରତିଲେଖ ବିଧି ଦ୍ଵାରା ମଧ୍ୟ ପିଲେ ଲେଖନ କୌଶଳ ବିକାଶ ହେଇଥାଏ, କିନ୍ତୁ ଆକ୍ଚୁଆଲି ପିଲେ ସିଏ ଏଇଟା କଣ କହୁଛି, ପର୍ଟିକୁଲାର ଲେଖନ କୌଶଳର ବିକାଶ ଭିତରେ ଏଇଟା ହେଲା ବିଧି ଭିତରେ ହିଁ ଯାଉଛି, ଏଇଟା ଯୋଉ ଲିଖିତାଂଶ ଦୃଷ୍ଟ୍ୱା ପୁନଃ ଲେଖନ। ହଁ ଦେଖ ଆକ୍ଚୁଆଲି ପିଲା ଆମକୁ ଯଦି ଚିନ୍ତା କରିବା ଲେଖନ କୌଶଳ ବିକାଶ ପାଇଁ କେଉଁଟା କାର୍ଯ୍ୟ କରିଥାଏ, ଲେଖନ କୌଶଳର ବିକାଶ ପିଲେ ଯେତେବେଳେ କୌଣସି ଜଣେ ଲୋକ ନା କିଛି ଭାବିକି ଚିନ୍ତନ ଶକ୍ତି ଦ୍ଵାରା ଲେଖିଥାଏ, ସୃଜନାତ୍ମକତା ଭାବରେ ଲେଖିଥାଏ, ଠିକ ଅଛି, ସେତେବେଳେ ହିଁ ତ ଲେଖନ କୌଶଳ ପିଲେ ବିକାଶ ହେଇଥାଏ। ତେବେ ଚାରୋଟି ଯାକ ଅପସନ ଭିତରୁ ପିଲେ ସୃଜନାତ୍ମକତା କେବଳ କୋଉ ଅପସନରେ ଅଛି, କୋଉ ଅପସନରେ ପିଲା ଅଛି କୁହ? ସମସ୍ୟା ସ୍ଫୂର୍ତ୍ତିଟା ସୃଜନାତ୍ମକ ବିକାଶ କରିଥାଏ, କିନ୍ତୁ ଦୃଷ୍ଟ୍ୟା ଲେଖନ ଯୋଉ ଲେଖନ କୌଶଳରେ ଏଇଟା ପୁରା ମେନସନ ଅଛି ଯେ ସାର୍ ଦୃଷ୍ଟ୍ୟା ପୁନଃ ଲେଖନ କୌଶଳ ବିକାଶ ଅଛି। ସାର୍ ଡି ଆନ୍ସର ଠିକ ହବ। ଡି ଆନ୍ସର ପିଲେ ଠିକ ବୋଲି ଲାଗୁଛ? କାହିଁକିନା ଏମିତି ବି ଆଜ୍ଞା ସାର୍। ଠିକ ହେଇଥାଏ ପିଲେ, କାହିଁକିନା ଲେଖନ କୌଶଳ ବିକାଶ ପାଇଁ କରାଯାଇଥାଏ ପିଲେ, ମୁଁ ବୁଝୁଛି ତମ କଥା, ଠିକ ଅଛି, କିନ୍ତୁ ଆକ୍ଚୁଆଲି ସେ ବାରମ୍ବାର ଅଭ୍ୟାସ କରିଲେ ସେଇ କୌଶଳଟା ବିକାଶ ହବ ନା। ବୁଝୁଛି ପିଲେ ମୁଁ, ହେଲା ତ ତମେ ଡି ଯୋଉ କଥା ଆନ୍ସର ଟା ଠିକ ହବ। କହିବାକୁ ଚାହୁଁଛ ପିଲେ ମୁଁ ସେଇଟା ବୁଝୁଛି, କିନ୍ତୁ ଯଦି ସିଏ ପିଲେ ସମସ୍ୟା ପୂର୍ତ୍ତି ଆନ୍ସର ଦେଲା ତାହେଲେ ତମେ ଚ୍ୟାଲେଞ୍ଜ କଲେ କିଏ ଶୁଣିବେନି ପିଲେ, ବୁଝିଲା। ଆଉ ନାଇଁ ଯଦି ସିଏ ପିଲେ ଓଡିଶା ଗଭର୍ଣ୍ଣମେଣ୍ଟ ବହିରୁ ପଚାରିଥିବ ବୋଲି ଭାବୁଛ ତାହେଲେ ଲିଖିତାଂଶ ଦୃଷ୍ଟ୍ୟା ପୁନଃ ଲେଖନ ଏମିତି ଡାଇରେକ୍ଟ ୱାର୍ଡ କିଛି ଅଛି କି ପିଲେ, ତମକୁ ଲାଗୁଛି ଡାଇରେକ୍ଟ ୱାର୍ଡ କିଛି ଥିଲା ଭଳିଆ? ଏଟା ପ୍ରତିଲେଖ ତ ଡାଇରେକ୍ଟ ଦେଇ ଦେଇଛି ମାନେ ଦେଖିବ। ଦେଖି ଆଉ ଗୋଟେ ଲେଖିବା ପାଇଁ ତ ଅଛି ସେ। ସାର୍ ନାଇଁ ଏଟା ନା ମୁଁ ସମସ୍ୟା ଫାଷ୍ଟ ପୂର୍ତ୍ତି ଭାବୁଥିଲି ତ ସମସ୍ୟା କେବଳ ପୂର୍ତ୍ତି ମାରିବି ଲିଖିତରୁ ବୋଲି, ହୁଏନି। ତାପରେ ମୁଁ ଯେତେବେଳେ ପଢିଲି ମୁଁ କହିଲି ସମସ୍ୟା ପୂର୍ତ୍ତି କବିତା କେବଳ ସଂଗ୍ରହ। ଲିଖିତରେ ହୁଏ। ସେଇଟା ଦେଇଛି ଗ୍ରନ୍ଥନ ଦୃଷ୍ଟିଟା ଅନ୍ୟ ଗ୍ରନ୍ଥେ ଯୋଉ ଲିଖନୀୟ। ହଁ ନାଇଁରେ ପିଲେ ବୁଝିଲ, ତମେ ପ୍ରତିଲେଖ ବିଧି ସିନା କହୁଛ, ସେଥିରେ କୋଉଠି ବି ଲେଖିନି ଯେ ପିଲେ ଲେଖନ କୌଶଳର ବିକାଶ ହେଇଥାଏ ବୋଲି, ବୁଝିଲା, ଲେଖନର ପ୍ରକାର ଏଗୁଡାକ, କିନ୍ତୁ ଲେଖନ କୌଶଳର ବିକାଶରେ ସେ ଦେଇ ହିଁ ନାହିଁ, ହେଲା ବୁଝିଲ, ତ ସେଥିପାଇଁ ସେଇଟା ହବନି ଆନ୍ସର। ମୁଁ ତମ କଥା ବୁଝୁଛି ଯେ କିନ୍ତୁ ସେମିତିରେ ନାହିଁ କିଛି, ହେଲା, କାହିଁକିନା ସେ ପ୍ରତିଲେଖ ବିଧିରେ କିଛି ଦେଇ ହିଁ ନାହିଁ ପିଲେ, କୌଣସି ପାଠ୍ୟ ବିଷୟ ଗୋଟିଏ ଗ୍ରନ୍ଥରୁ ଅନ୍ୟ ଗ୍ରନ୍ଥକୁ ଅନ୍ୟ ପୃଷ୍ଠାରେ ଲେଖିବାକୁ ପ୍ରତିଲେଖ ବିଧି କୁହାଯାଏ। ଆଉ ପୁସ୍ତକ ପ୍ରାପ୍ତିରେ ବ୍ୟାଘାତ ହେଲେ ଖାତାରେ ଛାତ୍ରଟି ନିଜେ ଲେଖିଥାଏ। ବର୍ତ୍ତମାନ ପ୍ରତିଲିପି ଯନ୍ତ୍ର ଏସବୁ କଣ କଣ ରହିଛି? ଏଇ ଯୋଉ ସମସ୍ୟା ପୂର୍ତ୍ତିଟା ସେଟା କଥନ ବି ହେଇପାରିବ ବି ଲେଖନ ହେଇପାରିବ ନା, ସେମିତି ତ କିଛି ମେନସନ କରିନାହିଁ କି। ସମସ୍ୟା ପୂର୍ତ୍ତି ଲେଖନ ହିଁ ହେଇଥାଏ। ତମକୁ କିଏ କହିଲା କଥନ ହବ ବୋଲି? ସମସ୍ୟା ପୂର୍ତ୍ତି ହେଲା, ସମସ୍ୟା ପୂର୍ତ୍ତି ପିଲେ ସବୁବେଳେ ଲେଖନରେ ହିଁ କରାଯାଇଥାଏ। ସମସ୍ୟା ପୂର୍ତ୍ତି କଦାପି ପିଲେ ଯୋଉ କଥାରେ ହେଇପାରିବନି। ଜଣେ ଲୋକ କେମିତି ହଠାତ୍ ସମସ୍ୟା ପୂର୍ତ୍ତି ପିଲେ କଥାରେ, ସେ ତ କିଛି ଚିନ୍ତା ତ କଲେ ଲେଖିବ, ଆଉ କଥାରେ ତୁମେ ଚିନ୍ତା କରିକି ଏଇ ଯୋଉ ଡିବେଟ ବାଦ ବିବାଦ ହେଲା, ତ ସେଥିପାଇଁ ପିଲା ଆନ୍ସର ଯେତେ ଦୂର ମତେ ଲାଗୁଛି ଠିକ ପିଲା ସମସ୍ୟା ପୂର୍ତ୍ତି ହିଁ ପିଲା ହବ, କାହିଁକି ନା ବାକି ତିନିଟା ଯାକ ଜିନିଷ ଦେଖ, କବିତା ସଂଗ୍ରହ କରିକି ଲେଖିବା, କବିତାକୁ ଦେଖିକିରି ଲେଖିବା, ଲିଖିତ ଅଂଶକୁ ଦେଖିକିରି ପୁଣି ଥରେ ଲେଖିବା, ତିନିଟା ଯାକ ଅପସନ ଏକା ଭଳିଆ, ଏ ତିନିଟା ଠାରୁ ଭିନ୍ନ କେବଳ ଗୋଟିଏ ହିଁ ଅପସନ ପିଲା ସମସ୍ୟା ପୂର୍ତ୍ତି, ବୁଝଉଛି, ତ ଯୋଉଟା ତିନିଟା ଠାରୁ ଭିନ୍ନ ହେଇଥିବ ସେଇ ତ ସବୁବେଳେ ଆନ୍ସର ହୁଏ। ଆଉ ସେଇ ଦୃଷ୍ଟିରୁ ପିଲେ ମତେ ସମସ୍ୟା ପୂର୍ତ୍ତି ପୁରା ଠିକ ଲାଗୁଛି ପିଲେ, ହେଲା, ତାପରେ ତେଣିକି ସେ ଆନ୍ସର କିରେ ପିଲେ କଣ ଆସୁଛି ଆମେ ସେଇଟାକୁ ଦେଖିବା, ହେଲା। ସେ ଯୋଉ ଅନୁଲେଖ ବିଧିରେ ଅଛି, ଏଇଭଳିଆ କନଫ୍ୟୁଜ କୋଶ୍ଚିନ୍ କଳାପଟାରେ ହେଇକି ଲିଖିତ ପିଲାଙ୍କର ଆମର ବର୍ଣ୍ଣକୁ ସବୁ ଭୁଲ ହେଇଯାଇଛି। ଝିଅ କୁହ ଯୋଉ ଅନୁଲେଖ ଅନୁଲେଖ ଭିତରେ କଣ ବିଧିରେ ଦେଲା? ଅଛି, ଅନୁଲେଖ ବିଧିରେ ଅଛି କଳାପଟାରେ ଲିଖିତ ବର୍ଣ୍ଣକୁ ଦେଖି ଦେଖି ବିଦ୍ୟାର୍ଥୀ ମାନେ ନିଜ ଖାତା ଲେଖନ୍ତି, ହଁ ତ ସେଇଟା ଏଥିରେ ଲିଖିତାଂଶ ଦୃଷ୍ଟ୍ୟା ପୁନଃ ଲେଖନ ସେଇଟା ଯାଉଛି ନା ଏଥିରେ। ଆରେ ଝିଅ ସେ ଲେଖନ କୌଶଳ ବିକାଶ ପାଇଁ ଦେଇଛି, ତୁମେ ଯୋଉ କଥା କହୁଛ ସେ କଣ ଅନୁଲେଖ ପଚାରିଛି, କଣ ଅନୁଲେଖ କାହାକୁ କୁହାଯାଏ? ସେ କହୁଛି ଲେଖନ କୌଶଳ ବିକାଶ ପାଇଁ କଣ କରାଯିବା ଦରକାର, କଣ କଲେ ଜଣଙ୍କର ଲେଖନ କୌଶଳର ବିକାଶ ହବ, ବୁଝିହଉଛି। ସାର୍ ଆପଣ ସମସ୍ୟା ପୂର୍ତ୍ତି କହୁଛନ୍ତି ସେଇଟା ଟିକେ ବୁଝି ହଉନି, ଆଉ ଥରେ କହିଦିଅନ୍ତୁ। ଦେଖ ଲେଖନ କୌଶଳ ବିକାଶ ପାଇଁ ପିଲା ବିଭିନ୍ନ ପ୍ରକାରର ସର୍ଜନାତ୍ମକ ଜିନିଷ ଲେଖିବା ପାଇଁ ଦିଆଯାଏ, ଯୋଉଠି ଗୋଟେ ପିଲା ଚିନ୍ତନ କରିକି ଲେଖିବ ସେଇଟା ତା ଦ୍ୱାରା ହିଁ ଲେଖନ କୌଶଳ ବିକାଶ ହେଇଥାଏ। ଆଉ ସମସ୍ୟା ପୂର୍ତ୍ତିରେ ସେଇ ଜିନିଷ ହିଁ କରାଯାଏ, କାରଣ ସମସ୍ୟା ପୂର୍ତ୍ତିରେ ତୁମକୁ ଶ୍ଲୋକର ଗୋଟିଏ ପାଦ ଦିଆଯାଇଥିବ, ତୁମକୁ ଚିନ୍ତା କରିକି ପିଲେ ଅନ୍ୟ ପାଦ ଗୁଡାକ ପୂରଣ କରିବାକୁ ପଡିଥାଏ, ତା ଦ୍ୱାରା କଣ ହବ ନା ଲେଖନ କୌଶଳ ପିଲେ ବିକାଶ ହବ, ସେ କିଛି ନିଜେ ଲେଖିପାରିବ,
ହେଲା ସେତେବେଳେ ତ ଆମେ କହିପାରିବା କି ତାର ଲେଖନ କୌଶଳ ବିକଶିତ ବୋଲି। ଆଉ ତୁମକୁ ଗୋଟେ ବହି ଦେଇଦେବି ଖାତା ଦେଇଦେବି ତାକୁ ଦେଖି ଦେଖି ଲେଖ, ତାହେଲେ ତୁମର କଣ ଲେଖନ କୌଶଳ ବିକାଶ ହେଲା କୁହ? ବୁଝିଲା? ଆଉ ପିଲା ଅଧମ ପାଠକର ଲକ୍ଷଣ ପିଲା କୋଉଟା ନୁହଁ, ଏଇଟା କାଲି ମଧ୍ୟ ମୁଁ ଏଇଟା ଟିକେ ଇଏରେ ପଢିବ ଆଉ କିମ୍ ନଭବତୀ ମୁଁ ପଢିନଥିଲି ପିଲେ, ତ ଏଇଟା ହେଇଯିବ ସଧୈର୍ଯ୍ୟ ପଠନମ୍। ଏଥିରେ କାହାର ଡାଉଟ ନାହିଁ ତ ପିଲେ? ହେଲା ନାଇଁ ସାର୍। ଗଦ୍ୟ ପାଠ ଯୋଜନା କୁତ୍ର ନୋପୟୁଜ୍ୟତେ ପ୍ରହେଳିକା, ଏଥିରେ କାହାର ଡାଉଟ ଅଛି ପିଲେ? ଏ ଯୋଉ ପିଲା ପ୍ରହେଳିକା ନା, ବାକି ପ୍ରବନ୍ଧ କଥା ଅନୁଚ୍ଛେଦ ଏଇ ସବୁରେ ଗଦ୍ୟ ପାଠ ଯୋଜନା ପିଲା ହଉଛି। ପ୍ରହେଳିକା କିନ୍ତୁ ଶ୍ଲୋକ, ସେଥିରେ ପଦ୍ୟ ପାଠ ଯୋଜନା ହବ। ହେଲା ତାହେଲେ ଆଜି ପିଲା ଏବେ ଯେତିକି ଡିସ୍କସନ କଲେ ଏଇଟା ପ୍ରାୟତଃ ମାନେ 100% ଠିକ କରିବା ପାଇଁ ଚେଷ୍ଟା କରିଛେ। ତା ଭିତରେ ଯଦି ଗୋଟେ ଗୋଟେ ଭୁଲ ହେଇପାରେ, କିନ୍ତୁ ତମମାନେ ଏଇ ହିସାବରେ ପିଲେ ମୁଁ ଯୋଉ ହିସାବରେ କଲି ସେଇ ହିସାବରେ ତମମାନେ ଟିକେ ତମର ଚେକ୍ କର। ଆଉ ମୁଁ ଯୋଉ ଫର୍ମ ପିଲେ ପଠେଇବି ତାକୁ ଦୟାକରିକି ପିଲେ ଟିକେ ଭଲସେ ଫିଲ୍ଅପ କରିବ ହେଲା। କାହାର ନାଁ ସେଥିରେ କେବଳ ମୁଁ ଦେଖିପାରିବି ଆଉ ବାକି କିଏ ଜାଣିପାରିବେନି ପିଲେ, କିନ୍ତୁ ମାନେ ଗୋଟେ ମାର୍କର ପିଲେ ଇଏ କରିପାରିବା, ଠିକ ଅଛି? କେତେ କଣ ହଉଛି ଗୋଟେ ଏଷ୍ଟିମେଟ କରିପାରିବା ପିଲେ, ହେଲା କେତେ କଟଅଫ ଯିବ କଣ ସେଇଟା ଯିବ। କେମିତି ଫିଲ୍ଅପ କରିବା? ଖାଲି ଆମର ନାଁ ଦେଇଦେବେ ପକେଇ? ନା ସେଥିରେ ତମେ ଯେମିତି ପିଲେ ଫର୍ମ ଯାଉଛି ପିଲେ ଏକ୍ଜାମ ଦଉଛ, ସେଥିରେ ତମର ଖାଲି ନାଁ ଲେଖିବ ଯେମିତି ଦଉଛ ପିଲେ, ଆଉ ସେଥିରେ ଲେଖା ହେଇଥିବ କେତୋଟି ଆନ୍ସର ତୁମେ କରିଛ, କେତୋଟି ତୁମର ଠିକ ଅଛି, ହେଲା ବାସ୍ ଏତିକି ତମ ମାନେ ସେଥିରେ ଡାଟା ଦବ। ଆଉ ବାକି ସିଏ ମୁଁ ତାକୁ ଅଟୋମେଟିକ ଜେନେରେଟ କରିଦେବି ହେଲା। ସାର୍ କାଲି ଆଉ ପରଦିନ ଟିକେ ଜେନେରାଲ ପେପର ଆଉ ମାନେ ଯୋଉଟା ଟିକେ କମ୍ପ୍ୟୁଟର ଜେନେରାଲ ପେପର ଏଇଟା ସାର୍ ଏସଏସଡି ରେ ଆସିଲା ବେଳେ ଟିକେ ସାର୍ ଡିସ୍କସନ କରିଦିଅନ୍ତୁ 2 ଦିନରେ। ସେଇଟା ଝିଅ ଆମେ ଯୋଉଟା ପୂର୍ବରୁ କ୍ଲାସ ହେଇଥିଲା ସେଇଟା ଟିକେ ଦେଖି ଦଉନ, ସେଇଟା ତ ଅଛି ନା ତମ ପାଖରେ ନା ନାଇଁ? ସାର୍ ଅଛି ଯେ ସାର୍ ଜେନେରାଲ ପେପର ଗୁରା ଟିକେ କହିଦେଇଥିଲେ ଟିକେ ଭଲ। ମକ୍ ଟେଷ୍ଟ ଭଳିଆ ଟିକେ କରିଦେଲେ ଭଲ। ହଉ ହଉ ଦେଖିବା ପିଲେ କଣ ହଉ, ଯଦି ହବ ସମ୍ଭବ କରିଦବା ହେଲା। ସାର୍ ସାର୍ ହୁଁ ସାର୍ କହୁନ ଏଇ କୁହ। ଯୋଉ ମହାଜ୍ଞାନ ମାନେ କ୍ୱେଶ୍ଚନ ପେପର ତିଆରି କରିଛନ୍ତି, ହୁଁ ବ୍ଲୁପ୍ରିଣ୍ଟ ର ତ କିଛି ନାଁ ମୁଁ ତ ପାଉନି ସାର୍। ମାନେ କଣ ବୁଝିହଉନି? ଏଇ ଯୋଉ ମହାଜ୍ଞାନ ମାନେ କ୍ୱେଶ୍ଚନ ପେପର ଟା ବନଉଛନ୍ତି, ବ୍ଲୁପ୍ରିଣ୍ଟ ର ତ କିଛି ନାଁ ମୁଁ ତ ପାଉନି ସାର୍। ହେଲା ସେମାନେ କଣ କିଛି ବ୍ଲୁ ପ୍ରିଣ୍ଟ ବନଉଛନ୍ତି ନା କଣ? ଯୋଉଟା ତାଙ୍କୁ ଆସିଲା ସେଇଟାକୁ ସେ ପକେଇଲେ, ଆଉ କିଛି ସେମାନେ ଇଏ କରୁନାହାନ୍ତି। ଏରା ସଂସ୍କୃତ ବାଲା ଯୋଉମାନେ କୋଶ୍ଚିନ୍ ବନାନ୍ତି ସେମାନେ କିଛି ଦେଖନ୍ତିନି ପିଲେ, ତାଙ୍କର ଯୋଉଟା ମନ ଥିବ ସେଇ କୋଶ୍ଚିନ୍ ପକେଇଦେବେ ହେଲା, ନହେଲେ ନାଇଁ ତ ଏ ବହିରୁ ସେଇ ବହିରୁ ଦେଖିକି ପଚାରିଦେବେ ସଇଲା। ସେ କୋଶ୍ଚିନ୍ କଣ ସାର୍ ଭୁଲ ଅଛି ତଥାପି କଣ ଠିକ ଅଛି ଆଭରେଜ କେତେ ଉପରକୁ ରଖିଲେ ଟିକେ ମାନେ ହେଇଯିବାର ଯେତିକି ପସିବିଲିଟି ଲାଗୁଛି ସାର୍ ପିଲେ 110 ରୁ 120 ପିଲେ ସେଫ୍ ଜୋନ୍ ମତେ ଯେତିକି ଲାଗୁଛି। ତଥାପି ପିଲେ ମୁଁ ଏପର୍ଯ୍ୟନ୍ତ ସିଓର ହେଇପାରୁନି। ତମାନେ ଥରେ ଦିଅ ପିଲେ ହେଲା, ସେଇଟାକୁ ଫର୍ମ ଦେଖିଲେ ମୁଁ ଆଟଲିଷ୍ଟ କିଛି ଗୋଟେ ମାଇଣ୍ଡ ଲଗେଇ ପାରିବି ପିଲେ ହେଲା, କେତେ କଣ ରହୁଛି। ତଥାପି ମତେ ଯେତିକି ଲାଗୁଛି ଯେ 110 ରୁ 120 ଭିତରେ ସେଫ୍ ଜୋନ୍ ହବ ହେଲା। କାହିଁକିନା 2022 ମସିହାରେ ମଧ୍ୟ ପିଲେ ବହୁତ ସହଜ ପ୍ରଶ୍ନ ଆସିଥିଲା ହେଲା, ଏଇଭଳିଆ ପ୍ରଶ୍ନ ଆସିଥିଲା। ସେଥିରେ 102 ନା 103 ଏମିତି କେମିତି କଟଅଫ ଯାଇଥିଲା ପିଲେ। ଆଉ ସେତେବେଳେ ପୋଷ୍ଟ ମଧ୍ୟ ପିଲେ ଟିକେ କମ ବି ଥିଲା, ଏଥର ପୋଷ୍ଟ ବି ଅଧିକ ଅଛି। ତ ସେଥିପାଇଁ ଟିକେ କଟଅଫ ପିଲେ ଏତେ ବି ଯିବନି ପିଲେ, ଯେମିତି 2023 ମସିହାରେ ଯାଇଥିଲା ସେମିତିକା ଯିବନି, କମ ଯିବ ପିଲେ। 2022 ରେ 250 ପୋଷ୍ଟ ଥିଲା, 250 ଥିଲା। ହଁ 250 ପୋଷ୍ଟ ଥିଲା। 440 ଖଣ୍ଡେ ଅଛି, ହଁ 450 ପାଖାପାଖି ଅଛି ତ ସାର୍ ଏଥର। ସେଥିପାଇଁ ତମେ ଥରେ ଦେଇଦିଅ ପ୍ଲିଜ, ଥରେ ସେଇଟା ଫର୍ମ ଟାକୁ ଫିଲ୍ଅପ କରିଦିଅ, ତାପରେ ମୁଁ କହିଦେବି ପିଲା ହେଲା କେତେ କଣ ହଉଛି ମୁଁ କହିଦେବି। ହଁ ସାର୍ ହଉ। ହୁଁ ସାର୍ ସାର୍ ଯୋଉ ଧୀବର ବୃତ୍ତାନ୍ତ ଅଛି ସେଟା ତ ମ୍ୟାକ୍ସିମମ୍ ବୁକ୍ ରେ ପଞ୍ଚମ ଯୋଉ ଅଙ୍କାବତାରରେ ହିଁ ସେଇଟା ହଉଛି ବହୁତ ଅଛି। ବହିରେ ଦେଇଛି, ଆଉ ବହୁତ ବହିରେ ଷଷ୍ଠ ବି ଦେଇଛି ସାର୍ ଝିଅ। ଧୀବର ବୃତ୍ତାନ୍ତ ଟା ପଞ୍ଚମ ଅଙ୍କର ଲାଷ୍ଟରେ ଦେଇଛି, ଯୋଉଠିକି ଅଙ୍କାବନ୍ତରର ଯୋଉ କଣ ଅଙ୍କାବତାରଟା ପୂର୍ବ ଯୋଉ ଷଷ୍ଠ ଅଙ୍କର ସୂଚନା ଟା ମିଳି ଯାଉଛି ପଞ୍ଚମ ଅଙ୍କର ବୋଲି, ସେଇଥିପାଇଁ ତା ନାଁ ଅଙ୍କବତାର ହେଇଛି। ହୁଁ ତ ସେଥିପାଇଁ ଏଇଟା ପଞ୍ଚମ ଅଙ୍କ ବି ଠିକ ହେଇପାରିବ। ଯୋଉମାନେ ପଞ୍ଚମ ଅଙ୍କ ମାରିଛ ସେମାନେ ବି କିଛି ନା କିଛି ପ୍ରମାଣ ଦେଇପାରିବେ, ସୁଧାକର ମାଲବ୍ୟଙ୍କ ବହିରୁ। ଯୋଉମାନେ ଷଷ୍ଠ ଅଙ୍କ ଦେଇଛ ସେମାନେ ବି ଠିକ କରିପାରିବ ପିଲା ହେଲା, ଯୋଉମାନେ ତାକୁ ପ୍ରବେଶକ ବୋଲି ମାନୁଛନ୍ତି। ଷଷ୍ଠ ଅଙ୍କରେ ଯୋଉ ଛୁଆ ରିଗ୍ରେଟ କରିଥିଲେ ତ ଷଷ୍ଠ ଅଙ୍କ ହବନି କି? ଷଷ୍ଠ ସେଇ ଅଙ୍କ ମୁଦିଟା ଦେଖିକି। ହଁ ଷଷ୍ଠ ଅଙ୍କ ବି ହେଇପାରିବ ଝିଅ, ସେଥିପାଇଁ କହୁଛି ନା ପଞ୍ଚମ ଅଙ୍କ ବି ହେଇପାରିବ, ଷଷ୍ଠ ଅଙ୍କ ବି ହେଇପାରିବ ହେଲା। ତଥାପି ଆଜ୍ଞା। କଣ ଆନ୍ସର ଆସୁଛି ଆମେ ମାନେ ଦେଖିବା ପିଲେ ଟିକେ ହେଲା। ତାର ସୂଚନା ଟା ମିଳିଛି ପଞ୍ଚମ ଅଙ୍କରେ ପ୍ରଥମ ଷ୍ଟାର୍ଟିଂ ଟା, ଆଉ ଷଷ୍ଠ ଅଙ୍କରେ ତାର ବର୍ଣ୍ଣନା ଟା ହେଇଛି। ହୁଁ ସାର୍ ଏଇ ଯୋଉ 15 ନମ୍ବର କୋଶ୍ଚେନ୍ ଟା ସେଇଠି ଦେଇଛି କି ଏଇଠି ଦେଇଛି କି ଏଇ ଯୋଉ ଅଧସ୍ତନ ଯୋଉ ପ୍ରଥମ ମତ ସେଇଟା ଝିଅ କିନ୍ତୁ ଆମେ ସେଥିରେ 15 ଡିସକସନ କଲେ ସେ ଦେଖିବ ଝିଅ ହେଲା।
से भिडियो ମୁଁ କହିଛି ପରା ଝିଅ ଆଲୋଚନା କଲା ବେଳେ ଆଉ ଥରେ ଦେଖି ନବ ସେଇଟାକୁ ହେଲା। ସାର୍ ଭିଡିଓଟା ଟିକେ ରେକର୍ଡ ଦେଖିବେ। ହଁ ମୁଁ ପଠେଇ ଦେଇ ପିଲେ। ଆଜ୍ଞା। ହଉ ପିଲେ ଠିକ ଅଛି।